जय जगन्नाथ. Good evening to all. Dhoni sir. Good evening. इवनिंग सर. Good evening. Good evening. आपण माने केते प्रैक्टिस करले? Sir ଆଜିର ଧର ବ୍ୟାଙ୍କ sir ଆଜିର ବ୍ୟାଙ୍କ ନିଫ୍ଟି ଲେଭେଲ କିଛି ଆସିଲାନି sir. ମାନେ ସେ ଗ୍ୟାପ୍ କେବେ ଜାଣିଲେ ଆସିଲାନି ବୋଲି? sir ଟିକେ ନା ଗ୍ୟାପ୍ ଡାଉନ ହେଇଥିଲା ତ ମାନେ ଜାଣି ଆପଣ ହେଲାନି. ଦେଖିଛନ୍ତି ଲାଇଭ ଚାଟ୍ ରେ ଦେଖିଛନ୍ତି କି? ଲାଇଭ ଚାଟ୍ ଟା sir ଆଜି ମାନେ କାମ ବେଶୀ ଥିଲା ସୋମବାର. ମୁଁ କେବଳ ये ସପ୍ତାହ जो କ୍ଲାସ ଅଫ୍ କଲି ଏଇଥିପାଇଁ କି ମାନେ ମୁଖ୍ୟ ରିଜିନ ହେଲା କ୍ଲାସ ଅଫ୍. ମୁଁ ଫ୍ରି ଥିଲି ମାନେ ମୋ କୌଣସି କାମ ପାଇଁ କ୍ଲାସ ମାନେ ଅଫ୍ କରିନଥିଲି. କ୍ଲାସ ଅଫ୍ ରଖିବାର ମୁଖ୍ୟ ରିଜିନ ହେଲା କଣ ମାନେ ଯାହା ଜିନିଷ ମୁଁ ଯୋଉ ପୂର୍ବ ଏକ୍ସପିରିଏନ୍ସ ପାଇଛି ଲୋକଙ୍କୁ ବହୁତ ବଢିଆ ବଢିଆ ଜିନିଷ ଦିଆହଉଛି ଲୋକ ପ୍ରାକ୍ଟିସ କରୁନାହାନ୍ତି. ପ୍ରାକ୍ଟିସ ନା କଣ ଟ୍ରେନିଂ ରେ କଣ ମୁଁ ଖଟିଲି ପୁରା 3 ରୁ 4 ମାସ ନା ଗୋଟେ ବ୍ୟାଚ୍ ରେ ପୁରା ଖଟିଛି. ଲାଷ୍ଟ କନସର୍ନ ନା ଲୋକ ଆଉଟପୁଟ ଇଜ ଜିରୋ. ତେଣୁ ମୁଁ ଏଥର ଆପଣ ମାନଙ୍କ ପାଇଁ ଭାବିଲି କଣ ବରଂ ଜମା ନ ପଢାଏ ଯୋଡାଏ 3ଟା ଜିନିଷ ବରଂ ପଢେଇବି ଯୋଡାଏ 3ଟା ଜିନିଷ ବରଂ ପଢେଇବି ଆପଣ ତାକୁ ପ୍ରାକ୍ଟିସ କରନ୍ତୁ. ପ୍ରାକ୍ଟିସ କରିକି ସକ୍ସେସ ହୁଅନ୍ତୁ. ତ ସେଥିପାଇଁ ମୁଁ କ୍ଲାସ ଅଫ୍ ରଖିଥିଲି. ଆମେ କ୍ଲାସ ଅଫ୍ ରଖିବାର କୌଣସି ରିଜିନ ନାହିଁ. ନା ମୋର କୋଉ କାଳେ ଗସ୍ତ ଥିଲା ନା କୁଆଡେ ଯିବାର ଥିଲା ନା ମୋର କ୍ଲାସ ଥିଲା. ମୋ କ୍ଲାସ ତ 8:30 ପରେ ତ କ୍ଲାସ ଅଲଗା ଯୋଉ କ୍ଲାସ ମୁଁ ଜଏନିଂ କରିଛି ମୁଁ ନିଜ ଟ୍ରେନିଂ 8:30 ପରେ ଇଭିନିଂ ମୁଁ ଫ୍ରି ଥିଲି. କେବଳ କ୍ଲାସ ଅଫ୍ ରଖିଲି ଏଥିପାଇଁ ଯୋଉ ଜିନିଷ ଆପଣ ମାନଙ୍କୁ ଡେଲିଭର କଲି କଣ ଡେଲିଭର କଲି 3ଟା ଷ୍ଟ୍ରାଟେଜି ଆପଣ ମାନଙ୍କ ପାଇଁ ଡେଲିଭର କରାଯାଇଛି. 3ଟା ଷ୍ଟ୍ରାଟେଜି ଯୋଉ ଷ୍ଟ୍ରାଟେଜିରେ ମୁଁ ସବୁଦିନ କାମ କରୁଛି. ଯୋଉ ଷ୍ଟ୍ରାଟେଜିରେ ମୁଁ ସବୁଦିନ କାମ କରୁଛି ମୁଁ ପର୍ସନାଲି କାମ କରୁଛି ସେଇ 3ଟା ଷ୍ଟ୍ରାଟେଜି ଆପଣ ମାନଙ୍କୁ ଦିଆହେଲା. ଗୋଟେ ହେଲା କଣ ନା ନମ୍ବର 1 ହେଲା ବ୍ରହ୍ମାସ୍ତ୍ର ଷ୍ଟ୍ରାଟେଜି. ନମ୍ବର 2 ହେଲା ଆର୍ଯ୍ୟଭଟ୍ଟ ଷ୍ଟ୍ରାଟେଜି. ନମ୍ବର 3 ହେଲା ଏ ଯୋଉ ସ୍କାନର ଦିଆଯାଇଛି. ଏଇ 3ଟା ଜିନିଷ ଯଦି ଆପଣ କରୁଛନ୍ତି ଆଉ କିଛି ଜିନିଷ ଯଦି ନ ଶିଖୁଛନ୍ତି ଟ୍ରେନିଂରେ ଆପଣ କୌଣସି ଆବଶ୍ୟକତା ପଡିବନି. अब यार भी कॉस्ट आपण मान जो ट्रेनिंग रे जो पैसा ଦେଇଛନ୍ତି ट्रेनिंग कॉस्ट रे आर कॉस्ट आउट अधिका. स्कैनर कॉस्ट ହେଲା 10,000 टका. ब्रह्मास्त्र स्कैनर जो आपण दिए स्कैनर प्लस इंडिकेटर ହେଲା तार वर्ष को निया होची 7,000 17,000 टका. आर्यभट्ट स्ट्रैटेजी आपण गोटे मास ପାଇଁ जो दिया अछि ये ହେଲା केते 10,7 19,000 टका ହେଲା आर कॉस्ट. जोटा कि आपण ट्रेनिंग फीस आउट तो स्कैनर ऑलरेडी प्रोवाइड करा दिया स्टॉक क्लास रे जोटे आपण स्कैनर कॉस्ट माने मिनिमम एपर्यंत जति दिया जायछि 30,000 टंकार स्कैनर माने जदि आपण मार्केट ए स्कैनर सब किनिबे अराउंड जति दिया है आउ तो अच्छा पर क्लास नेक्स्ट प्रोवाइड करी बर्तमान सुधा जति दिया है आपण इंडिविजुअल स्कैनर जदि किनिबे मार्केट रो मार्केट बिक्री भी होची 50,000 टका प्लस आपण किने पे पड़िबो किंतु व्हेरएज आपण कम फीस रे सब जिंस पाइछन. तेणु मो क्लास ऑफ करियर प्रथम रिजन है केवल से रिजन आ कौन रिजन नतला जे एथरा आपण टे प्रैक्टिस करंतु अकोटेड हे जानतो आर ऊपर प्रैक्टिस करिवे काम करिवे तो ट्रेनिंग क्लास तुम तो पढ़ाइबे आपण माने सब जिंस करिवे किंतु आ से जब आपण अकाउंटेड हेछन तले मार्केट रे आपण याकू यूज करके किछि पैसा मध्ये इनकम करि परिवे. तो सेति पय मु आपण मान को ए सब जिंस प्रोवाइड करथली. प्रोवाइड करे रिजन है या किंतु हेरज आज दी जण कहीं जॉइन करना देखी ना क्लास अच्छी बोली समस्त देखी किंतु जॉइन करना ए सब जिन आपण मानक देइथिली केवल आपण प्रैक्टिस करन प्रैक्टिस कला पर जदि आपण किछि क्वेश्चन थिबो मु क्वेश्चन रो आउ किछि यदि रहिबो आपण यूज करिवे यूज कले त जानिबे ना किछि सुविधा असुविधा कोन ताले जहा किछि असुविधा हबो से जगह क्लियर करै देबे.
ତେଣୁ ସେଥିପାଇଁ କ୍ଲାସ୍ ଅଫ୍ କରିବା ପ୍ରଥମ ରିଜିନ୍, କିନ୍ତୁ ହ୍ୱାରାଜ୍ ଆପଣମାନେ ପ୍ରାକ୍ଟିସ୍ ନ କରିଛନ୍ତି। ତେଣୁ ମୁଁ କହିଲି ଯଦି ଆପଣମାନେ ପ୍ରାକ୍ଟିସ୍ ନ କରି ଏସବୁ ଜିନିଷ ଇଏ କରି ତାହେଲେ ଆପଣଙ୍କର ଲାଭ କିଛି ହବନି ଟ୍ରେନିଂ କ୍ଲାସରେ ଜଏନ୍ କରି। ସୁକାନ୍ତ ସାର୍, ଏ ସ୍କାନର ଆପଣ ପ୍ରାକ୍ଟିସ୍ କରିଛନ୍ତି କେତେ ଦିନ? ଆଜ୍ଞା ସାର୍, ମୁଁ ପଠେଇଥିଲି ସେଇଟା, କିନ୍ତୁ ସାର୍ ମୁଁ ଟିକେ କନଫ୍ୟୁଜ ରହିନି। ଫାଷ୍ଟ ସେଟା ଆଜି ପ୍ରାକ୍ଟିସ୍ 0.0 କରିଛନ୍ତି? ସାର୍ ଆଜ୍ଞା, ଟିକେ ଫାଷ୍ଟ ଟାଇମ୍ ରହିନି, ସେଟା ଆମର ଯୋଉ କାଲକୁଲେସନ ଟା ଯୋଉ ସେଟା 0.09 ନା 0.0.9? 0.09। ତାହେଲେ ସାର୍ ଠିକ ଅଛି, ମୁଁ ସେ ଟିକେ କନଫ୍ୟୁଜ ସେଇଟା ଦେଖିଲି ଆଉ କିଛି ନାହିଁ। ଇଏ ସ୍କାନର ୟୁଜ କରିଛନ୍ତି ଆପଣ? ଆଜ୍ଞା ଯୋଉ ସ୍କାନର ଆପଣ ସ୍କ୍ରିନରେ ଦେଖୁଛନ୍ତି ୟୁଜ କରିଛନ୍ତି? ଏଇଟା ସାର୍ ଫାଷ୍ଟ ଦିନ ତା ସ୍କ୍ରିନଶଟ ଟା ଆପଣଙ୍କୁ ଦେଇନାହିଁ, ସେ ଯୋଉ ବ୍ୟାଙ୍କ ନିଫ୍ଟିର। ମୋ କ୍ୱେଶ୍ଚିନ୍ ସାର୍, ମୋ କ୍ୱେଶ୍ଚିନ୍ ଡାଇରେକ୍ଟ ପଏଣ୍ଟ ଟୁ ପଏଣ୍ଟ କୁହନ୍ତୁ। ଇଏ ସ୍କାନର ଆଜି ଆପଣ ୟୁଜ କରିଛନ୍ତି କି? ମୋ ନା ନା କ୍ୱେଶ୍ଚିନ୍ ହେଲା ଆଜି ଏଇଟା। କରିନି, ଆଜି କରିନାହିଁ ସାର୍, କୋଉଦିନ ୟୁଜ କରିନାହାନ୍ତି ଏପର୍ଯ୍ୟନ୍ତ? ଗୋଟେ ଦିନ କରିଥିଲି। ଆଉ ତାକୁ ଲାଭ କଣ ହବ? ତ ଲାଭ କହିବା ତାହେଲେ ଆପଣ ଲାଭ କଣ ହବ ଜିନିଷ? ମୁଁ ସାର୍ ଟିକେ ଆପଣଙ୍କୁ କହିଥିଲି ମୁଁ ଟିକେ ବିଜି ରହିଛି ବୋଲି। ମୁଁ ସାର୍ ବିଜି ରହିଛି, ତା ଭିତରେ ବି କରିଥିଲି, ସେଇଟା ଗୋଟେ ଦିନ କରିଥିଲି, ତା ସ୍କ୍ରିନଶଟ ଟା ଆପଣଙ୍କୁ ଦେଇନାହିଁ। ପ୍ରକାଶ ସାର୍, ଆପଣ ୟୁଜ କରିଛନ୍ତି? ସାର୍ କରିଛି ସାର୍, ଆପଣଙ୍କୁ ପଠେଇଥିଲି 2 ଦିନ ପଠେଇଥିଲି, ଆଉ ସେକେଣ୍ଡ ଦିନ ମୁଁ ଟିକେ ବିଜି ରହିଗଲି, ଆଜି ବି ଟିକେ ବିଜି ରହିଗଲି ସାର୍। ଜିନିଷ ହେଲା ଖାଲି ପ୍ରତିଦିନ ମୁଁ ବକର ବକର ହେବି, ଆପଣ ଶୁଣିବା କିଛି ଲାଭ ହବନି ସାର୍। ମାନେ ସେଇଥିପାଇଁ ତ ମାନେ ମାର୍କେଟରେ ଲୋକ 93% ଟ୍ରେଡର ଏଫଏନଓ ଟ୍ରେଡିଂ କରେ। ସମସ୍ତେ ଖାଲି ଇଜି ଟ୍ରେଡ ନେବା ପାଇଁ ପସନ୍ଦ କରନ୍ତି ଏଫଏନଓ ରେ। ମାନେ ଆପଣ ବ୍ୟାଙ୍କ ନିଫ୍ଟି ନିଫ୍ଟି ସମସ୍ତେ କରନ୍ତି ପସନ୍ଦ, କାହିଁକି କିଛି ଜିନିଷ ପସନ୍ଦ କରେ, ଅର୍ଡର ପ୍ଲେସ୍ କଲେ ଟ୍ରେଡ୍ ନେଲେ ପ୍ରଫିଟ କରି ଲସ୍ କରି ବାହାରିବେ। ତ ସମସ୍ତେ ଇଜି ଜିନିଷରେ ପଶିକିରି 93% ଟ୍ରେଡର ଲସ୍ କରୁଛନ୍ତି। ମୁଖ୍ୟ ରିଜନ ହେଲା ଏଇଆ। ତ ଆପଣ ମାନେ ମଧ୍ୟ ସେଇ ଲିଷ୍ଟରେ ଅଛନ୍ତି ଅଲରେଡି, କିନ୍ତୁ ତା ଦେହରେ ରିକଭରି ହେବା ପାଇଁ ଆପଣ ମାନେ ଚେଷ୍ଟା କରୁନାହାନ୍ତି। ତ ଚେଷ୍ଟା ନ କଲେ ଆପଣ କେମିତି କରିବେ? ଲାଭ କିଛି ହବନି। ମୁଁ ଆସୁଥିଲି କେବଳ ପଢେଇଦେବି 20ଟା କ୍ଲାସ, 30ଟା କ୍ଲାସ, 50ଟା କ୍ଲାସ। ଅଲରେଡି ଷ୍ଟକ୍ ଗ୍ରୁପରେ ଆପଣ ମାନେ ଅଲରେଡି 35ଟା କ୍ଲାସ ମୁଁ ପଢେଇଛି, 35 କ୍ଲାସ ପଢେଇଛି। ତ ଆଉ ଲାଭ ଭାଇ କିଛି ହବନି। ଯୋଉ ପର୍ଯ୍ୟନ୍ତ ଆପଣ ପ୍ରାକ୍ଟିସ ନ କରୁଛନ୍ତି ଲାଭ କିଛି ହବନି। ଦେଖନ୍ତୁ ବର୍ତ୍ତମାନ ସ୍କାନର ନିଫ୍ଟି ଫିନ୍ ବର୍ତ୍ତମାନ ଲାଗିକିରି ଅଛି। ଦେଖନ୍ତୁ ନିଫ୍ଟି ନିଫ୍ଟିରେ ଆପଣ ଯଦି ଲେଭେଲ ଦେଖିବା ପାଇଁ ଚାହିଁବେ, କଣ ଅଛି ଫି ନିଫ୍ଟିର, ଆପଣ ଯଦି ରେଜଲ୍ଟ ଆନାଲିସିସ୍ କରିବେ ଦେଖନ୍ତୁ। ଆଜି ଯଦି ଫି ନିଫ୍ଟିରେ ଆପଣ ବି ଏଇ ସ୍କାନରରେ ଟ୍ରେଡ କରିଥାନ୍ତେ, କେତେଟା ଟ୍ରେଡ ମିଳିଥିଲା କି ମିଳିନଥିଲା, ଡିଟେଲ୍ସ ଆସନ୍ତୁ ଦେଖିବା। ତମେ ସ୍କାନର ଆପଣ ମାନେ ଦେଲି ଏଇଥିପାଇଁ, କିନ୍ତୁ ଆପଣ ମାନେ ପ୍ରାକ୍ଟିସ କରୁନାହାନ୍ତି। ଏଇ ସ୍କାନର କଷ୍ଟ ମୁଁ ଅନ୍ୟମାନଙ୍କୁ ଦେଇଛି, ଯୋଉମାନଙ୍କୁ ଅନ୍ୟ ଲୋକମାନେ କିଏ ବି 15,000 ନେଇଛନ୍ତି, ଷ୍ଟାର୍ଟିଂରୁ ବି ଅଧିକା ପ୍ରାଇସ ନେଇଛନ୍ତି 10,000, ପ୍ରାୟ ସମସ୍ତେ, କିନ୍ତୁ ମୋଷ୍ଟ ଅଫ ଅଧିକା ଲୋକ ନେଇଛନ୍ତି 10,000 ଟଙ୍କା। ଯୋଉମାନେ ମାର୍କେଟ ବିଷୟରେ କିଛି ନଲେଜ ନାହାନ୍ତି, ତ ସେମାନେ ଆକୁ ବେଶୀ ଷ୍ଟଡି କରୁଛନ୍ତି, କିଏ କେତେ ମଧ୍ୟ ଟ୍ରେଡ ବି ନଉଛନ୍ତି, ତାର ସ୍କ୍ରିନଶଟ ମଧ୍ୟ ପଠାଉଛନ୍ତି, କିନ୍ତୁ ହଇରାଣ ଆପଣ ମାନେ କରୁନାହାନ୍ତି। ଠିକ ଅଛି, ଦେଖନ୍ତୁ ଆଗ 5 ମିନିଟ ମୁଁ ଲଗେଇଦେଲି। କାରଣ ଗୋଟେ ଜିନିଷ ଆପଣ ତ ପ୍ରାକ୍ଟିସ କଲେ ତ ତା ଉପରେ ଆପଣ କନଫିଡେନ୍ସ ବଢିବ, କନଫିଡେନ୍ସ ବଢିଲେ ଆପଣ ଟ୍ରେଡ ନେବେ କି ନ ନେବେ ତାପରେ ପ୍ଲାନିଂ କରିବେ। ନିଶ୍ଚିତ ସାର୍। ଆପଣ ପ୍ରାକ୍ଟିସ ନ କଲେ କେମିତି ଜାଣିବେ, କନଫିଡେନ୍ସ କେମିତି ବଢିବ? ଦେଖନ୍ତୁ ନିଫ୍ଟିର ବାଇଂ ଲେଭେଲ ହଉଛି କେତେ ଦେଖନ୍ତୁ, 23,000 ଗୋଟେ ଲେଭେଲ ହେଲା, 23,000। ଫି ନିଫ୍ଟି ବର୍ତ୍ତମାନ ଇଏ ଲାଗିଛି, ଫି ନିଫ୍ଟି ପ୍ରଥମେ ଦେଖଉଛି, ନିଫ୍ଟି ବ୍ୟାଙ୍କ ନିଫ୍ଟି ସବୁ ଜିନିଷ ମୁଁ ଦେଖେଇବି। ଉପର ଲେଭେଲ ଟା ବି ଲେଖି ଦଉଛି ଦେଖନ୍ତୁ। ଗୋଟେ ଲେଭେଲ ଥିଲା 23,154 କନଜରଭେଟିଭ ଲେଭେଲ, ମଡରେଟ ଲେଭେଲ ହେଲା 23,250, ନେକ୍ସଟ ଲେଭେଲ ହେଲା ଏଗ୍ରେସିଭ ଲେଭେଲ 23,331। ଏ ନିଫ୍ଟିର ଏଇ 3ଟା ଲେଭେଲ ଆସିଥିଲା। ବର୍ତ୍ତମାନ ଆମେ ଦେଖିବା ଲେଭେଲରେ କଣ ଆମକୁ ଆସିଛି ନା ଆସିନି। ତାହେଲେ ଯୋଉଠି ଯାହା ଅଛି ମୁଁ ଲାଇନ ଡ୍ର କରିଦଉଛି। ପ୍ରଥମେ 23,154 ଥିଲା କନଜରଭେଟିଭ ଲେଭେଲ, ସେ ଲେଭେଲକୁ ମାର୍କେଟ ଯାଇଛି ନା ଯାଇନି ଦେଖିଲ।
23,154। ये था कंजर्वेटिव लेवल फ्री निफ्टी रो। नेक्स्ट अच्छे 23,250। 23,250 थर्ड लेवल था 23,331। 23,331 ये था फ्री निफ्टी रो। देखो ये फ्री निफ्टी रो आपन शो कर। ओके तो आपन केते लगे ओपन करिवे। हां सेलिंग थला केते सेलिंग लेवल टा लगे दबा। सेलिंग रा एग्रेसिव लेवल थला केते ना 23,469। 23,469 यस 469 ये निफ्टी ए लेवल खोली खोलला पर जेहेतु आपण केतेले ओपन करिवे ना 9:20 रे ओपन करिवे। 9:20 रे ओपन करला पर 9:20 ରୁ 9:25 फास्ट इनिशियल रिफ्रेश हम गोटे दिन टाइम लगे 9:25 पर आप लेवल आसीज। लेवल आसला फास्ट कैंडल गला 9:15 9:20 सेकेंड कैंडल 9:20-25 ये 9:25 ରୁ 9:30 कैंडल ये 9:30-35 तो ये लेवल अपन सेलिंग ट्रेड मिलला। सेलिंग ट्रेड गोटे मिलला तो सेलिंग ट्रेड रे अपन जबरदस्त प्रॉफिट 1000 पाइछन सेलिंग पे 1000 देखो सेलिंग ट्रेड पाइले जबरदस्त प्रॉफिट अपन पाइछन केते पॉइंट प्रॉफिट पाइछन देखो तो 8 अपन एंट्री लो मारिच कथा 146 पॉइंट अपन पाइछन अर्धमन यदि अपन प्रीमियम ट्रेड करबे तो 90 प्लस पॉइंट अपन प्रॉफिट पाइले यदि अर्धमन करछन 110 पॉइंट पाखा के अपन प्रॉफिट पाइ परिए तो 90 पॉइंट हैला ता दिन अपन 50 पॉइंट रो प्रॉफिट ही बाहर छन जे न्यूट्री अपन देखिथिबे लॉट साइज केते न्यूट्री लॉट साइज केते न्यूट्री लॉट साइज केते अपन देखो ना प्रैक्टिस करते देखते देखो ना केते लॉट साइज 65 यदि आधरे अति कम 50 पॉइंट अपन बुक करथांते तो टंका 3000 प्लस अपन प्रॉफिट पाई पाथांते और बर्तमान पे अपन प्रैक्टिस पे कुआई छी ट्रेड पे कुआई नि तो प्रैक्टिस प्रॉफिट तो ये जगह अपन गोटे प्रॉफिट अपन 1000 पाई गले सेलिंग रो तापर बाइंग कोन मार्केट तो 8 तळक जाय छी बाइंग पाई जदि अपन ए लेवल यदि पसी थे चेष्टा करे एठी बाइंग लेवल आसन अपन को देइनी फिर भी जदि पसी थिबे भी ये लेवल एपर सपोर्ट हे छी अपन को तल लॉस किसी देखि ऊपर किसी प्रॉफिट देखे छी तापरे नेक्स्ट जदि पसी के थिबे भी ए जार बड़ प्रॉफिट दे छी एठी छोट प्रॉफिट दे छी एठी मध्ये छोटिया प्रॉफिट दे छी ए जार छोटे छोटे प्रॉफिट दे छी जदि पसी थिबे तो भलो कथा किंतु मो सजेस्ट करी गोटे ट्रेड सब प्रॉफिटेबल हेले बंद कर देबे आ करिवेन फिर भी ए जार अपन पसी मल्टीपल ट्रेड भी नहीं थिले मध्ये एठी मध्ये बड़ प्रॉफिट गोटे दे छी 105 एठी मध्ये प्रीमियम 50 पॉइंट प्रॉफिट पाई थे ए जगह मध्ये 46 पॉइंट प्रॉफिट ए जगह छोट छोट प्रॉफिट दे छी छोट छोट प्रॉफिट अल्प मात्र पॉइंट 9-10 पॉइंट में अपन प्रीमियम जदि पसी भलो कथा मींस 1000 पसी थे बड़ प्रॉफिट पाई छै मार्केट लास्ट लेवल तो मूव करथला एतला फी निफ्टी रो चलंतु नेक्स्ट जीव निफ्टी रे देखिया निफ्टी लेवल कोन थला मेंशन अपन प्रैक्टिस करि पर अछि अपन माने प्रैक्टिस करनांती भाई प्रैक्टिस न कले कोन हबो एते कॉस्ट दिन से अपन पाखे रखिबे किंतु प्रैक्टिस करिवेनी किंतु होरे जोन बिना ट्रेनिंग रेस करर सुनै छन डेली सन प्रैक्टिस करू छनती देखो निफ्टी लेवल अपडेट हे गेला निफ्टी बर्तन चार्ट जे निफ्टी चार्ट लगे तो देखबा निफ्टी कोन अपन को प्रॉफिट देछ ना देने अछि
देखो बाइंग लेवल ऊपर लिखी दଉଛି बाइंग लेवल केते केते अछि 23170 23266 23312 सेलिंग लेवल ପାଇଁ ଅଛି 23674 23578 23457 451 ओके चलନ୍ତୁ न्यूट्रल लेवल कौन ଦେଇଛି चेक कर लो चल प्रथम बाइंग लेवल में टाणी दो प्रथम लाइन है 23170 ये लेवल को मार्केट जाइए बहुत तले रही है तापर 23266 23266 गोटे लेवल आसला थर्ड लेवल 23312 सेलिंग लेवल केते आसला ये थला बाइंग लेवल सेलिंग लेवल केते अछि 23451 अछि कंजर्वेटिव लेवल सॉरी एग्रेसिव लेवल 451 ओके जेहेतु रॉटा 20-25 पर आपण ओपन करछन्ते फास्ट जितो दिटा ट्रेड आपण मिलिनी सेकंड जितले लेवल को ब्रेक कला के 9:30 आपण एंट्री ए जार मिलला ए जार एंट्री मिलला असी मत जबरदस्त प्रॉफिट देछि बाई पे लास्ट ये जे अपॉर्चुनिटी आसला 1.35 रे 2% आपण आसला ए जार इठी गोटे प्रॉफिट देछि आपण को 65 पॉइंट्स प्रीमियम 30 प्लस पॉइंट अपन पाइले नेक्स्ट एठी लास्ट मोमेंट रे बड़ प्रॉफिट देछि ए जगह 90 पॉइंट प्रीमियम रे 50 पॉइंट पाखे अपन प्रॉफिट पाई परथिया 2% बाइंग रहला सेलिंग एथला बैंक निफ्टी रो सिग्नल जीवा सॉरी निफ्टी रो बैंक निफ्टी लेवल जीवा निफ्टी बैंक चार्ट लगे दो छै मिनट डेट फर्स्ट 100 है बाइंग लेवल सिग्नल लिखि दो छै केते केते लेवल थी 49494 कंजर्वेटिव लेवल मॉडरेट लेवल है 49667 अग्रेसिव लेवल है 49887 सेलिंग लेवल लिखि दे 50,105 है अग्रेसिव लेवल मॉडरेट लेवल है तोड़ जाई ना 50,226 ओके चल देखो बैंक निफ्टी चार्ट हम लगे दो अच्छा थिला 49,494 से लेवल जाइथिला कि मार्केट से लेवल जाई 49,494 नेक्स्ट थिला 49,667 तो पाखम के लेवल जाय नेक्स्ट है 49,857
50,857। ओके, सेलिंग लेवल थिला 50,105 थिला, 50,105। एटा थिला सेलिंग लेवल। चल देखो इठी अपन आज कौन ट्रेड मिल, प्रथम सेलिंग ट्रेड सबुथरे भी सेलिंग ट्रेड मिलसी, ए जर सेलिंग ट्रेड मिलसी। ए जर सेलिंग पर मार्केट तळु तळु आसी, तळु तळु आसी, प्रॉफिट देसी सेलिंग रे केते पॉइंट प्रॉफिट अपन पाइ छन, ए जर पस्तिले सेलिंग प्रॉफिट देछि 420 पॉइंट पाखा, 420 पॉइंट प्रीमियम रे अपन 200 प्लस अपन प्रीमियम पाइले। सेलिंग यदि गोटे ट्रेड प्रॉफिटेबल होछन तो नेक्स्ट ट्रेड को देखिबेनी, 100 पॉइंट भी अपन यदि कैप्चर करछन, 100 पॉइंट कैप्चर कले बैंक निफ्टी लॉट साइज है 30, 3000 टका प्रॉफिट अपन पाइले गोटे ट्रेड। तापर एठी मार्केट तळु को आसी जे, जेहेतु एटा बाइंग जोन रहले हे जारे मार्केट ऊपर जाई छै। तापर नेक्स्ट देखंतु एज लेवल कंसोलिडेट हला, कंसोलिडेट हला पे अपन पॉजिटिव भलो कथा, इठी भी अपन गोटे ट्रेड प्रॉफिट देबल देछि, बसी थिले मथा ए नेक्स्ट लेवल मार्केट ऊपर जाई छै। लास्ट मोमेंट रे 200 पॉइंट पाखा भी जाई छै, प्रीमियम होते 100 पाखा भी अपन प्रॉफिटेबल हे परिबे। तो से लेवल बसी थिले अपर लेवल तो अपन तो पाई ना हांते, पूरा क्रॉस करी जीवो अपन एंट्री करी के कैंडल तार क्लोजिंग टा क्रॉस करी ना, कौन से कैंडल क्लोजिंग टा क्रॉस करी ना, ए जरा अपन ट्रेड किसी मिलेनी। तने सेलिंग रे गोटे ट्रेड पाइले, इठी बाइंग रे गोटे ट्रेड पाइ छथि, इठी गोटे बाइंग रे ट्रेड पाइ छथि। इथा निफ्टी बैंक निफ्टी निफ्टी टा क्लियर। नेक्स्ट चलंत और आप पर कार क्वेश्चन আছে तो पचार नहीं आता। कार क्वेश्चन আছে पचार। राजेंद्र सर अपन प्रैक्टिस करिसथि इसका ना करू ना करूची जी भाई प्रैक्टिस करिवे, दिनसाला प्रॉफिटेबल दिनसा अपन को धरि देछि, डिपेंड करे अपन ऊपर। दी भाई की देखंत धीरू भाई अंबानी केतटी पुत्र थिले, केतटी पुत्र थिले कोन ଦୁଇଟି, के नाम तांगर कोन? ମୁକେଶ ଅମ୍ବାନୀ ଆଉ ଅନିଲ ଅମ୍ବାନୀ। मुकेश अंबानी, अनिल अंबानी, किए बड़ किए सान? ଅନିଲ ଅମ୍ବାନୀ ବଡ। वाला बड़ पक्का। ହଁ ସାର୍, ମୁକେଶ ଅମ୍ବାନୀ ସାନ। बर्तन कहा पाखरे अधिक पैसा और किए बर्तन भिखारी कोन? ମୁକେଶ ଅମ୍ବାନୀ ପାଖରେ ମୁସ୍କିଲ। अनिल अंबानी कोन असुविधा हला? ସେ ଯୋଉ ରିଲାଏନ୍ସ ପକେଇଛୁ ତାଙ୍କର ଲସ୍, ତାଙ୍କ ସେକ୍ଟରଟା ଲସ୍। तो दिन से देखंत दी भाई हेले बापार संपत्ति दी भाग रे डिवाइड, दी भाई पाइले बर्तन जणे देखिबे भलो पोजिशन थिला जने जणे बर्तन बैंक करप्टेड है देश रो बर्तन भागिस करछि ए ना। तो दिन से आपण पाके जो संबल रहिला से संबल को आपण दिमाग केमिति लगे के काम करछंती। जणे तिष्टि पे हेले कोन सब दिनस भाई सबुर मूल हेले कोन, सबुर मूल कोन कर्म। आपण मन जो कहते भाग्य, भाग्यटा कोड धरा होगी आसनी, भाग्यटा हूँ आपण कर्मर फल। मान जो कथा आप भावुं कपाल लिखन के ना आप शुणी जो तापर आप विश्वास करतु न करतु एटा 100% सत कथा, आप विश्वास करतु न करतु। तो आपन जो जन्म होकर आसिले जन्म पूर्वर आपण कुंडली रे सब जिनस लेखा सरी, जन्म कुंडली रे आपण सब जिनस लेखाई आसी कुंडली रे सब जिनस।
କାହିଁକିନା ପୂର୍ବ ଜନ୍ମ ଯୋଉ କର୍ମ କରୁଥିଲେ ଏ ଜନ୍ମରେ ଭୋଗିବେ, ତା ସହିତ ଏ ଜନ୍ମରେ ଯାହା କଲେ ସେଇଟା ବି ଭୋଗିବେ। ତେଣୁ ସେଥିପାଇଁ କଣ ହେଲା, ଜଣେ ଯଦି ପୂର୍ବ ଜନ୍ମରୁ ନେଗେଟିଭରେ ଆସିଥିବ, ଏ ଜନ୍ମରେ ଯଦି ସେ ପଜିଟିଭ କାମ କଲା, ନେଗେଟିଭ ପଜିଟିଭ ଯେତେବେଳେ ଜିରୋ ଆସିଯିବ, ତାପରେ ଜିରୋ ପ୍ଲସ୍ ଯେତେବେଳେ ହେଇ ଚାଲିବ, ତାହେଲେ ସେ ସେତେବେଳେ କଣ ହବ, ତା ଲାଇଫରେ ଖୁସିରେ ରହିବ। କିନ୍ତୁ ନେଗେଟିଭରେ ଯଦି ନେଗେଟିଭ କଲା, ତ ଜୀବନଟା ସବୁବେଳେ କଣ ହବ, ନେଗେଟିଭରେ ରହିବ, ନେଗେଟିଭରେ ସବୁବେଳେ ଦୁଃଖ ପାଇବ। ଆଉ ଜଣେ ଯଦି ପଜିଟିଭରେ ଆସିଥାଏ, ଜଣେ ଯଦି ପଜିଟିଭରେ ଆସିଥାଏ ଆଉ ଏଠି ନେଗେଟିଭ କଲା, ଯେତେ ଦିନ ପର୍ଯ୍ୟନ୍ତ ପଜିଟିଭ ଥିବ ସେ ସେତେ ପର୍ଯ୍ୟନ୍ତ ଖୁସିରେ ଥିବ। ଯେତେବେଳେ ନେଗେଟିଭ ପଜିଟିଭ ନେଗେଟିଭ ଜିରୋ ହେଇଯିବ, ଜିରୋ ପରେ ଯେତେବେଳେ ନେଗେଟିଭ ଆଡକୁ ମୁଭ କରିବ, ତାହେଲେ ତା ଲାଇଫରେ ସେ କଣ ହବ, ନା ଦୁଃଖ ପାଇବା ଆରମ୍ଭ ହେଇଯିବ। କିନ୍ତୁ ଜଣେ ଯଦି ପଜିଟିଭରେ ଆସିଥିଲା, ଏଠି ମଧ୍ୟ ପଜିଟିଭ କଲା, ତାହେଲେ ପଜିଟିଭରେ ପଜିଟିଭ ହେଇଗଲା, ତା ଲାଇଫରେ ସବୁବେଳେ ସେ କଣ ପାଇବ, ନା ସବୁବେଳେ ସୁଖ ପାଇବ। ତା ଜୀବନରେ କେବେ ସେ ଦୁଃଖ ଦେଖିବନି। ଗୋଟେ ଗୋଟେ ଲୋକ ଦେଖିବେ ତା ଜୀବନରେ ସେ କେବେ ଦୁଃଖ ପାଇନାହାନ୍ତି, ଜୀବନ ଶେଷ ସମୟ ମଧ୍ୟ ଦୁଃଖ ପାଇବେନି। କାହିଁକି ନା ପୂର୍ବ ଜନ୍ମର କିଛି ପୁଣ୍ୟ ଫଳ ଥିଲା, ଏ ଜନ୍ମରେ ସେ ଭଲ କାମ କଲେ ଆଉ ପୁଣ୍ୟ ଅର୍ଜନ କଲେ, ତେଣୁ ତାଙ୍କ ଲାଇଫରେ ସେ କେବେ ବି ଦୁଃଖ ପାଇବେନି। ଜୀବନ ଶେଷ ସମୟ ପର୍ଯ୍ୟନ୍ତ ହସି ସେ ଚାଲିଯିବେ। ଆଉ କିଛି ଲୋକ ଦେଖିବେ କଣ, ତା ଜୀବନରେ ସବୁବେଳେ ଦୁଃଖ ହିଁ ଦୁଃଖ, ସବୁବେଳେ ଦୁଃଖ। ଆପଣ ଦେଖିବେ ସବୁବେଳେ ସେ ଦୁଃଖୀ ଆତ୍ମା, ସବୁ ମୋର କେତେବେଳେ ହସୁନଥିବେ, ସବୁବେଳେ ତାଙ୍କ ଜୀବନରେ ଦୁଃଖ। କାହିଁକି ନା ପୂର୍ବ ଜନ୍ମରୁ ସେ ନେଗେଟିଭରେ ଆସିଥିଲେ, ଏ ଜନ୍ମରେ ମଧ୍ୟ ନେଗେଟିଭ କଲେ, ଆସିବ କୁଆଡୁ। ଅର ପଜିଟିଭ କିଛି ଥିଲା, ଏ ଜନ୍ମରେ ଭଲ କାମ କିଛି କଲେନି, ଯେତେବେଳେ ପଜିଟିଭ ରୁ ନେଗେଟିଭ ମାଇନସ ହେଇ ଜିରୋ ହେଇଗଲା, ଜିରୋ ପରେ ନେଗେଟିଭ ଗଲା, ସେତେବେଳେ ଲାଇଫ ଦୁଃଖରେ ହିଁ ରହିଲା। ସବୁ କିଛି ଜିନିଷ ହେଲେ ଆପଣ କର୍ମ ଉପରେ ଡିପେଣ୍ଡ କରେ। ତେଣୁ ସେଥିପାଇଁ ବର୍ତ୍ତମାନ ସୁଦ୍ଧା ମୁକେଶ ଅମ୍ବାନୀ ବି ଭଲରେ ଅଛି, ଏଥିପାଇଁ ପୂର୍ବ ଜନ୍ମରୁ ଭଲ କିଛି ଥିଲା, ଏ ଜନ୍ମ ପୁଣି ତା କର୍ମଟା ସେଇଭଳିଆ କଲା, ତେଣୁ ପଜିଟିଭରେ ପଜିଟିଭ ସେ ବର୍ତ୍ତମାନ ପଜିଟିଭରେ ଚାଲିଛି। ଇଏ କଣ, ଅନିଲ ଅମ୍ବାନୀ କଣ ଥିଲା, ପୂର୍ବ ଜନ୍ମରେ ଆଇଦର ନେଗେଟିଭ ଥାଉ କିମ୍ବା ପଜିଟିଭ ଥାଉ, ଯାହା ବି ଥାଉ, କିନ୍ତୁ ଏ ଜନ୍ମରେ ତା କର୍ମ ସବୁ ନେଗେଟିଭରେ ଗଲା। ଯେହେତୁ ନେଗେଟିଭରେ ଗଲା, ତେଣୁ ଯେତେବେଳେ ନେଗେଟିଭ ଆଇଦର ପଜିଟିଭ ଥାଉ କିମ୍ବା ନେଗେଟିଭ ଥାଉ, ବର୍ତ୍ତମାନ ଫୁଲ ଉପରେ ରେଜଲ୍ଟ ଯେତେବେଳେ ନେଗେଟିଭରେ ହେଇଗଲା, ପଜିଟିଭ ଥିବ ନେଗେଟିଭ ହେଇଗଲା, କିମ୍ବା ନେଗେଟିଭ ଥିବ ନେଗେଟିଭ ମିଶି ସେ ନେଗେଟିଭ ହେଇଗଲା। ତେଣୁ ସେଥିପାଇଁ ତାର ସବୁ ସଂସ୍ଥା ବୁଡିକି ଗଲା, ବୁଡିକି ଯାଇକରି ବର୍ତ୍ତମାନ ସେ ବ୍ୟାଙ୍କ କରେକ୍ଟର ହେଇକି ଦେଶ ଛାଡିକି ବର୍ତ୍ତମାନ ବାହାର ଦେଶରେ ବର୍ତ୍ତମାନ ସେ ରହୁଛି। ବହୁତ ପ୍ରକାର ସେ ରାଜନୀତି କରିଛି, ବହୁତ ଜିନିଷ କରିଛି, ଯୋଉଥିପାଇଁ ସେ ବର୍ତ୍ତମାନ ଚାଲିଛି। ତେଣୁ ଏ ଜିନିଷ ମୁଁ କହିବାର ଜିନିଷ ହେଲା କଣ, ସମାନ ଜିନିଷ ଦି ଭାଇକି ମିଳିଲା, କିନ୍ତୁ ଗୋଟେ ଭାଇ ଉପରେ ଥିଲା ବେଳେ ଗୋଟେ ଭାଇ ବର୍ତ୍ତମାନ ତଳେ ଅଛି। ତ ସିମିଲାରଲି ଏ ଦେଖନ୍ତୁ, ଆପଣ ଟ୍ରେନିଂ କ୍ଲାସରେ ଅଛନ୍ତି, ମୁଁ ପ୍ରୋଭାଇଡ କଲି, ଅନ୍ୟ ଲୋକଙ୍କୁ ମଧ୍ୟ 10,000 ଟଙ୍କାରେ ଏ ସ୍କାନର ମଧ୍ୟ ମୁଁ ସେଲ କରୁଛି। ତ ସେମାନେ ନେଇକରି ସେମାନେ ପ୍ରାକ୍ଟିସ କରି ପଇସା ଇନକମ କରୁଛନ୍ତି, କିନ୍ତୁ ଭେରାଇଜ ଆପଣ ଗୋଟେ ଦିନ ହିଁ ଓପନ କରୁନାହାନ୍ତି। ତେଣୁ ଏଇ ଜିନିଷ କହିବା ପଛରେ ମୂଳ ଉଦ୍ଦେଶ୍ୟ ହେଲା ଏଇ ଜିନିଷ। ଆଜି ଟେଲିଗ୍ରାମ ଉପରେ ଗୋଟେ ଆର୍ଯ୍ୟ କାର୍ତ୍ତିକର ଆଜିର ଭିଡିଓ, ରିସେଣ୍ଟ ଭିଡିଓ ଆଜି ସେ ଅପଲୋଡ କରିଛି, ପଠେଇଥିଲି, କିଏ ଦେଖିଛନ୍ତି ସେ ଭିଡିଓ? ହଁ ସାର୍ ଦେଖିଛି। ରାଜେନ୍ଦ୍ର ସାର୍ ଦେଖିଛନ୍ତି, ଆଉ କିଏ ଦେଖିଛନ୍ତି? Yes, anyone? ନାଇଁ। ଜିନିଷ ଦେଖନ୍ତୁ, ମୁଁ ପ୍ରତି ଟ୍ରେନିଂ ଗ୍ରୁପରେ କଣ କରୁଛି ନା, ଯୋଉ ଯୋଉ ଭିଡିଓ ଲାଟେଷ୍ଟ ଭିଡିଓ କରୁଛି, ଆପଣମାନଙ୍କ କ୍ଲାସରେ ମଧ୍ୟ ପୁରୁଣା ଗ୍ରୁପରେ ମଧ୍ୟ ଯୋଉ ଯୋଉ ନୂଆ ନୂଆ ଜିନିଷ ପଢା ହଉଛି ତାକୁ ସେୟାର କରୁଛି, ଲୋକମାନେ ଦେଖୁନାହାନ୍ତି। ଆଉ ଯୋଉ ସ୍କାନର ବି ସୁପରସୋନିକ ସ୍କାନର ମଧ୍ୟ ତାର କହିଛି ଟ୍ରେନିଂ ଗ୍ରୁପରେ ସବୁଥିରେ ଭିଡିଓ ସେୟାର କରୁଛି, ଫ୍ରିରେ ଦେବି ବୋଲି କହିଛି, ଗୋଟେ ସପ୍ତାହ ଫ୍ରି ଟ୍ରାଏଲ ଦେବି ବୋଲି କହିଛି। ଲୋକ ଦେଖିଲେ ତ ଫ୍ରି ଟ୍ରାଏଲ ମାଗିବେ ନା, ଦେଖୁନାହାନ୍ତି। ତେଣୁ ସେଥିପାଇଁ ମୁଁ କହିଲି କୌଣସି ଜିନିଷ ଫ୍ରିର ଭ୍ୟାଲୁ ନଥାଏ, ତେଣୁ ସେଥିପାଇଁ କୌଣସି ଜିନିଷ ମୁଁ ଫ୍ରି ଦିଏନି। ଆଗରୁ ସବୁ ଜିନିଷ ଭାଇ ଫ୍ରିରେ ଦଉଥିଲି, ଏବେ କୌଣସି ଜିନିଷ ଫ୍ରି ଦିଏ। ଯଦି ଆପଣ ମାନେ ଟ୍ରେନିଂ କ୍ଲାସରେ ଜଏନ୍ ନ କରିଥାନ୍ତେ, ଏ ଜିନିଷଟା ଯଦି ଆପଣଙ୍କୁ ଫ୍ରିରେ ନ ମିଳିଥାନ୍ତା, ଆପଣ ମାନେ ଭାବିଲେ ଏଇଟା ଫ୍ରି ନା, ତ ଆପଣ ସେଥିପାଇଁ ଦେଖୁନାହାନ୍ତି। କିନ୍ତୁ ହ୍ୱେରେଜ ଆପଣ ମାନେ ଯଦି 10,000 ଟଙ୍କା ଦେଇକି ସ୍କାନରଟାକୁ ମୋଠୁ କିଣିକି ନେଇଥାନ୍ତେ, ତାହେଲେ ଆପଣ ପ୍ରତିଦିନ ଦେଖିଥାନ୍ତେ।
ଯେହେତु ଆପଣ ମାନେ ଭାବିଲେ ଆମେ ତ ଟ୍ରେନିଂ କ୍ଲାस ଜଏନ୍ କରି ଏଇଟା ଆମକୁ ଫ୍ରିରେ ମିଳିଗଲା, ତେଣୁ ସେଥିପାଇଁ ଆପଣ ମାନେ କଣ କଲେ କେହି ଦେଖିଲେନି, କାହିଁକି ଆପଣ ମାନଙ୍କ ପାଇଁ ଏଇଟା ଫ୍ରି, ତେଣୁ ସେଇଥିପାଇଁ କହିଲେ ଦେयर ଇଜ ନୋ ଭ୍ୟାଲ୍ୟୁ ଅଫ୍ ଫ୍ରି। ଫ୍ରିର ଭ୍ୟାଲ୍ୟୁ କିଛି ନଥାଏ, ଲୋକ ତାକୁ ଇମ୍ପୋର୍ଟାନ୍ସ ଦିଅନ୍ତିନି, ଯୋଉଥିପାଇଁ ଆପଣ ମାନେ ଇମ୍ପୋର୍ଟାନ୍ସ ଦଉନାହାନ୍ତି। କିନ୍ତୁ ହ୍ୱେରେଜ୍ ଯୋଉମାନେ 10,000 ଟଙ୍କା ଦେଇ କିଣିକି ନେଇଛନ୍ତି, ସେ ପ୍ରତିଦିନ ଟ୍ରେଡ୍ କରୁଛନ୍ତି, ପ୍ରତିଦିନ ଦେଖୁଛନ୍ତି, ଯାହା ପାଉଛନ୍ତି ଫୋନ କରି ପଚାରୁଛନ୍ତି ବି, ଆଉ ପ୍ରଫିଟ୍ ହେଇ ବି ପଇସା ଇନକମ୍ କରୁଛନ୍ତି। କେତେଜଣ ଆଗ୍ରେସିଭଲି ପ୍ରଥମ ଫାର୍ଷ୍ଟ ଡେରୁ ପଇସା ଇନକମ୍ କରିଚାଲିଛନ୍ତି, ଅଲରେଡି ତାଙ୍କ ସ୍କାନର ପଇସା ଡବଲ ଟ୍ରିପଲ ପଇସା ଉଠେଇ ସାରିଲେଣି। ଆଉ କିଛି ଲୋକ ଯେହେତୁ ମୁଁ ପ୍ରଥମ ସମସ୍ତଙ୍କୁ କହିଥିଲି ଆପଣ କିଣିଲା ପରେ ପ୍ରାକ୍ଟିସ କରନ୍ତୁ, ଆଉ କେତେ ଜଣ ପ୍ରାକ୍ଟିସ କରୁଛନ୍ତି, ପ୍ରାକ୍ଟିସ କରି ସ୍କ୍ରିନଶଟ ପଠାଉଛନ୍ତି, ନହେଲେ କିଏ ମୋତେ ଫୋନ କରି କହୁଛନ୍ତି ସାର୍ ଆଜି ଏଇ ଜିନିଷ ହେଇଥିଲା, କିନ୍ତୁ ଯେହେତୁ ଆପଣ ମାନେ ଭାବିଲେ ଏଇଟା ଆମକୁ ତ ଫ୍ରିରେ ମିଳିଗଲା ଆଉ, ତେଣୁ ସେଥିପାଇଁ ଦେयर ଇଜ ନୋ ଭ୍ୟାଲ୍ୟୁ ଅଫ୍ ଫ୍ରି। ତେଣୁ ସେଥିପାଇଁ କୌଣସି ଜିନିଷକୁ ମୁଁ ଫ୍ରିରେ ଦେବା ପାଇଁ ଚାହେଁନି। ପଇସା ଦେଇ ଜଣେ ଲୋକ ଯଦି ନବ ତାହେଲେ ସେ ପଇସାର ଭ୍ୟାଲୁ ଭାବିକି ତାଙ୍କ କାମରେ ଆସିବ। ଓକେ, ନେକ୍ସଟ ଆପଣଙ୍କ ଡିପେଣ୍ଡ କରେ। ତେଣୁ ଏଇ ସପ୍ତାହ 2 ସପ୍ତାହ ହେଲା କ୍ଲାସ ମୁଁ ବନ୍ଦ କରି ଏଇଥିପାଇଁ ରଖିଲି କି ଯେ ଆପଣ ମାନେ ଆଟଲିଷ୍ଟ ପ୍ରାକ୍ଟିସ କରିବେ, ପ୍ରାକ୍ଟିସ କଲେ କିଛି ଜିନିଷ ବୁଝିବେ, ଜାଣିବେ। ଏତିକି ଜିନିଷ କଲେ ମଧ୍ୟ ଆପଣଙ୍କ ପାଇଁ କିଛି ଜିନିଷ ଦରକାର ପଡିବନି। 3ଟା ଷ୍ଟ୍ରାଟେଜି ଆପଣଙ୍କ ପାଇଁ ରହିଲା, ସବୁଠୁ ବଡ ବଡ ଷ୍ଟ୍ରାଟେଜି, ଆର୍ଯ୍ୟଭଟ୍ଟ ଷ୍ଟ୍ରାଟେଜି, ସ୍କାନର ପ୍ଲସ୍ ବ୍ରହ୍ମାସ୍ତ୍ର ଷ୍ଟ୍ରାଟେଜି। ଏଇ 3ଟା ଜିନିଷ ଯଦି ଆପଣ ଲାଇଫରେ ଭଲସେ ପ୍ରାକ୍ଟିସ କରିଦେଉଛନ୍ତି, ଆହୁରି କୌଣସି ଜିନିଷ ଆପଣଙ୍କୁ ଜାଣିବା ପାଇଁ ଆବଶ୍ୟକତା ପଡିବନି। ଆଉ ଯଦି ପ୍ରପର ଡିସିପ୍ଲିନ ଆପଣ ପ୍ରାକ୍ଟିସ କରି କରୁଛନ୍ତି, ପ୍ରଥମ ପ୍ରାକ୍ଟିସ ପ୍ରପର ଡିସିପ୍ଲିନ ଯଦି ପ୍ରାକ୍ଟିସ କରି କରୁଛନ୍ତି, ମାସେ 2 ମାସ ପ୍ରାକ୍ଟିସ କଲେ, ତାପରେ ପ୍ରପର ଡିସିପ୍ଲିନରେ କାମ କଲେ, ତ ଡେଫିନେଟଲି ଆପଣ ପ୍ରତି ମାସରେ ଗ୍ରୀନରେ ରହିବେ, ରେଡ୍ କେବେ ହେଲେ ରହିବେନି। ହଁ, ମାର୍କେଟରେ ସବୁବେଳେ ସମାନ ନଥାଏ। ଆପଣ ଭାବିବେନି ଯେ ଏଇଟା ସବୁଦିନ ଆପଣଙ୍କ ଟ୍ରେଡ୍ ଆସିବ ବୋଲି, 2 ଦିନ 5 ଦିନ ଟ୍ରେଡ୍ ବି ନ ଆସିପାରେ, କୋଉ ଦିନ ମଧ୍ୟ ଆପଣଙ୍କ ଏସଏଲ ହିଟ୍ ବି ହେଇପାରେ, କିନ୍ତୁ ମାସ ଶେଷରେ ଯାହାହେଲେ ଆପଣ ଗ୍ରୀନରେ କ୍ଲୋଜ ହେବା ତ 100% ଗ୍ରୀନରେ କ୍ଲୋଜ ହେବେ। ये बैक टेस्टेड ଜିନିଷ ଏଇ ସବୁ। ଓକେ, ଚାଲନ୍ତୁ ଆଉ ଗୋଟେ ଷ୍ଟକ୍ ମୁଁ କହିଦଉଛି। ଏକ୍ସାମ୍ ଦେଖେଇଛି, ଆଜ୍ଞା କୁହନ୍ତୁ। ସାର୍ ଏଇ ଯୋଉ FNO ସ୍କାନରଟା ଆଜ୍ଞା, ଆମେ ସାର୍ ମାନେ ମାର୍କେଟ ଆୱାରରେ ଆମେ କୋଉଟାକୁ ଗୁରୁତ୍ୱ ଦେବା, କନଜରଭେଟିଭ କୁ ଦେବା କି ମଡରେଟ କୁ ଦେବା କି ଏଗ୍ରେସିଭ କୁ ଯୋଉ ଦେବା? ଲେଭେଲକୁ ଆପଣ ଯିବ, ସବୁ ଲେଭେଲକୁ ମାର୍କେଟ ଯିବନି। ସପୋଜ ଯୋଉ ଆମେ କେମିତି କୁହନ୍ତୁ, ପ୍ଲଟ କରିବା ସପୋଜ? ବର୍ତ୍ତମାନ କୁହନ୍ତୁ, ଯେକୌଣସି ଷ୍ଟକ୍ ନା କୁହନ୍ତୁ, ମୁଁ ସର୍ଚ୍ଚ କରି ଦେଖେଇବି। ଯେକୌଣସି ଷ୍ଟକ୍ ନା କୁହନ୍ତୁ, ସେଇ କରିକି ଲାଇଭ୍ କରି ଦେଖେଇଦେବି। କୁହନ୍ତୁ, ଯେକୌଣସି ଷ୍ଟକ୍ ନା କୁହନ୍ତୁ। LTTS କରନ୍ତୁ, LTTS। LTTS ଆପଣ ତ କ୍ଲାସ ଲେଟ୍ ଜଏନ୍ କଲେ, ଏଇଗୁରା ସବୁ ଡ୍ର ହଁ କରି ସାର୍ ଦେଖଉଥିଲି। ଭାଗବତ ପଢା ହଲା ଟିକେ ଲେଟ୍ ହେଇଗଲା, ବଡ ଅଧ୍ୟାୟଟା ଥିଲା ତ। ସବୁ ଡ୍ର କରି ଦେଖଉଥିଲେ, ଏଇଠି ଦେଖେଇଛି ନା, ନିଫ୍ଟିରେ ଦେଖେଇଛି, ଫି ନିଫ୍ଟିରେ ଏଇଟା ବ୍ୟାଙ୍କ ନିଫ୍ଟି, ନିଫ୍ଟି, ଫି ନିଫ୍ଟି ଅଲରେଡି ଡ୍ର କରି ଦେଖେଇ ସାରିଛି। ଆଉ ଗୋଟେ ଦେଖୁଛି, ଦେଖନ୍ତୁ LTTS ଆସିଗଲା। LTTS ଲଗେଇକି ଦେଖନ୍ତୁ। ଯୋଉ ଯୋଉ ଲେଭେଲ ଆସି ଫାଷ୍ଟ ମୁଁ ନୋଟ୍ ଡାଉନ୍ କରିଦେଉଛି। ପ୍ରଥମ ଆସିଲା କନଜରଭେଟିଭ ଲେଭେଲ 5,380, ମଡରେଟ ଲେଭେଲ ଅଛି 5,436, ଆଗ୍ରେସିଭ ଲେଭେଲ ଅଛି 5,467, ସେଲିଂ ପାଇଁ ଆସିଛି 5,674, 5,674, ହେଲେ କନଜରଭେଟିଭ 5,618, 618, ତାପରେ 5,588, ଏତିକି। 48 ଆମେ ସାର୍, 48। 48 ସାର୍। 48। ଆମେ ପ୍ରଥମେ କୋଉ ଲେଭେଲ ଯିବା ଆମେ ଜାଣିନୁ। ପ୍ରଥମେ 9:25ରେ ଆମେ କଣ 9:20ରେ ଓପନ କରିବା, 9:25 ସୁଦ୍ଧା ଲେଭେଲ ସବୁ ଆସିଯିବ, ଆମେ ଲେଭେଲ ଟାଣିକି ବସିବା। ଦେଖନ୍ତୁ, ପ୍ରଥମେ ଆମେ ଲେଭେଲ ଟାଣିକି ବସିଥାନ୍ତେ 9:25ରେ। ଦେଖନ୍ତୁ ଲେଭେଲ ତ ଲେଖିଦେଇଛି, ଲେଭେଲ ବର୍ତ୍ତମାନ ନୋଟ୍ ଡାଉନ୍ କରିଦେଇଛି। ଦେଖନ୍ତୁ, ପ୍ରଥମ ହେଲା
कंजर्वेटिव लेवल है 5380 सब लेवल ड्रॉ कर दो देखो 5380 आम 9:25 रे कौन करवा 5380 तले अच्छे बहुत तले ହଉ ସାର୍ 400 ହେଲା ଆଉ କଣ ଆଉ ଯାଉ ହଁ ଆଉ ଟିକେ ହେଲା पूरा तले अच्छे नेक्स्ट लेवल देखिए 5436 436 436 ହଁ तापर अच्छे 5467 ଠିକ ଅଛି ହେଲା ठीक है सब लेवल ड्रॉ कर दूची तीन टा लेवल सब ड्रॉ कर दूची नेक्स्ट जीवा सेलिंग लेवल अछि 5548 5548 तापर अछि 5618 ଉପରୁ ସାର୍ ପୁନରି ओके आ गोटे तो पूरा ऊपर अच्छा हम जाउनी कन मार्केट हताडे हम जाइनी हम ड्रॉ करनी 10टा रेट मार्केट अपन के मार्केट रेट फास्ट ओपन हला ए 9:20 पर हम ओपन करछ तो ने जे देखंतु फास्ट दुटा कैंडल छाड़ देले थर्ड कैंडल एठी अपन के एंट्री मारिला ए लेवल ऊपर गला ना ऊपर लेवल तळु को रिजेक्शन आसला अपन ए जार पसले प्रथम तळ ऊपर हला एठी देखंतु एठी के अपन प्रॉफिट देइछ एटा स्टॉक रे करछ ना अपन बसी रहले किछ असुविधा नै एठी देइछ प्रथम रे अपन प्रॉफिट देले केते पॉइंट प्रथम देइछ अपन 22 पॉइंट देइछ तळ ऊपर हेछ ऊपर केते पॉइंट जाइछ ऊपर पॉइंट 15 पॉइंट पाखा भी ऊपर अपन लॉस देखे तापर देखंतु केते पॉइंट प्रॉफिट यार पाइला 82 पॉइंट प्रॉफिट पाइले 82 पॉइंट प्रॉफिट यार पाइले फिर भी एठी अपन एग्जिट कर जे काहे कि एठी बाइंग लेवल आसले एग्जिट करियले अगेन ए जारे बाइंग पई पसले एठी 82 पॉइंट पाइले इटू ऊपर को 80 पॉइंट प्रॉफिट पाइले तले अपन क्वेश्चन थला को लेवल को हमें ट्रेड आगो जीवा ट्रेड करबा जो लेवल को भाई गला ये ऊपर लेवल तो सेलिंग लेवल को जाइनी तले सेलिंग लेवल अपन ए लेवल रे पाइले ट्रेड नेक्स्ट ए लेवल गला ए जगह अपन सेलिंग कले ए जगह 82 पॉइंट प्रॉफिट पाइले नेक्स्ट एट बाइंग जोन रहला बाइंग जोन में बसिक रहले बसिक एठी अपन ए जगह 80 पॉइंट प्रॉफिट पाइले 160 पॉइंट अपन ट्रेड रे पाइले गोटे दिन रे ई स्टॉक रे दीटा ट्रेड पाइले गोटे सेलिंग रे पाइले गोटे बाइंग रे पाइले जो लेवल जाओ अपन जो लेवल को जो अपन से लेवल ट्रेड करिवे आ मार्केट तळु तळु खसी आसले कोन अपन ट्रेड करिवे की एठी सेलिंग रे पोजीशन दी फास्ट में मार्केट तळु तळु आसे अपन रेट संग संग ताक सेल कर दे बाहर पोछे कि नहीं ना सेल पसी कि थिबे प्रॉफिट पाउछन अपन तापर नेक्स्ट सपोज मार्केट अपन बाइंग लेवल काटी के तळु को आसी पण जबरदस्ती पसी जे नहीं मार्केट तळु तळु आसे त अपन सेलिंग रे आछन प्रॉफिट पाउछन नचेदी प्रॉफिट बुक कर दे चुपचाप बसले मार्केट जो तळु को आसी अगेन ऊपर को क्रॉस करी जीव अपन बाइंग लेवल क्रॉस करबो तल से लेवल रे अपन अगेन बसे बाइंग लेवल तले जे देखो एलटीटीएस रे अपन दीटा ट्रेड पाइले 160 पॉइंट प्रॉफिट पाइले जदी एलटीटीएस रे अपन जदी ट्रेड करि थांदे केते प्रॉफिट अपन पाइ थांदे देखो जदी अपन इंट्राडे करछन मार्जिन अपन मिलिबो लेवरेज मिलले अपन 50,000 टका कैपिटल अपन रखछन स्टॉक बाय करछन केतेटा क्वांटिटी किनबे 45 टा क्वांटिटी अपन किनले 45 इज इट 45 जदी अपन प्रॉफिट पाइले केते पॉइंट मल्टीप्लाई करम जे ऑप्शन ते करे तार बड़ प्रॉफिट पाइबे सेटा हमर अपन ऑप्शन भी करि पारे सेटा नचे अपन कोन स्टॉक जदी करछन 45 इनटू 100 पॉइंट नियो तो 50 दीटा बाइंग रे 50 पॉइंट सेलिंग रे 50 पॉइंट केते पॉइंट पाइले अपन 40,500 टा प्रॉफिट होला 180 पॉइंट प्रॉफिट पाइ छ तो ओनली केवल 100 पॉइंट नेली बाइंग रे 50 पॉइंट सेलिंग रे 50 पॉइंट जदी अपन बसी न पड़छन
50 100 पॉइंट है 4500 प्रॉफिट पाइबा जिते आप लेवल जो लेवल के जाओ से लेवल आप ट्रैक कर आउ का रीच क्वेश्चन चलिए जाकर ସାର୍ ଆର୍ଯ୍ୟଭଟ୍ଟଟା ଆଜି ମାନେ ସରିଲାଣି କି ଡିସ୍କସ୍ ସରିଲାଣି କି? नहीं जाए ये चलता सरला पर ଆଜ୍ଞା ଆଜ୍ଞା। आउ का क्वेश्चन अच्छे कौन तेणु बेटर होता जदि आपण 10,000 टଙ୍କା रखिक स्कानर दे था ଆପଣ पूरा इगरली आपण देखि थांते जेहेतु आपण भाबिले हम पाइन तो फ्री रे मिलगला हमें ट्रेनिंग रे जॉइन कल फ्री रे मिले नहीं रे भाई आपण ट्रेनिंग रे जॉइन कर छांती बोली सेति पई आपण भाबंत एटा फ्री जिनिस बोली नले आपण तो चार्ज नेबी नले स्कैनर सब्सक्रिप्शन उड़े दे आपण तो एपटे जो इगस शेयर ସାର୍ इनकम ମୁଁ वन ମୁଁ ସାର୍ ଏଇ ଦିଟାକୁ ଟିକେ ବେଶୀ ପ୍ରାକ୍ଟିସ କରେ ଆପଣଙ୍କର ଏଫଏମ୍ ଆଉ ଆର୍ଯ୍ୟଭଟ୍ଟଟାକୁ ମୁଁ ଦିଟା ଟିକେ ଦେଖେ। आर कॉस्ट अलग 10,000 कि 10,000 टଙ୍କା आपण वैल्यू बुझना हमते यदि आउ किसी क्वेश्चन अछि आ जे कोन स्टॉक देखा पे छन पचारंत चेष्टा को ओपन कर कोन TCS ସାର୍ ଦେଖନ୍ତୁ TCS आपण तो गटे कहला अन्य मान तंग पचार दो 67 टଙ୍କା तरफ स्टॉक गटे कोन आ अन्य कोन कोन जे कोन स्टॉक कोन HCL टेक हम HCL सुबने ଉପରେ आपण ଅଛି HCL एससीएल ଆଜ୍ଞା ଏଇଟା ଏଇଟା एसएल टेक ଆଜ୍ଞା एसएल एसएल भाई अलगा एसएल टेक अलगा दिटा अलगा अलगा एसएल टेक ଏଇଟା ସାର୍ ओके ଏଇଟା देखिए एसएल टेक एसएल ओके देखो ସେଲ୍ ଅଛି ବାୟର ଦେଖୁଛି लगे दो से चार्ट लगे दो से लेवल टाइम दो बर्तन देखो प्रिंसेस बर्तन रिफ्रेश हो गला केते असला 1701 1701 1711 1726 सेलिंग लेवल আছে 1757 1746 1742 देखो बर्तन जीवा लेवल देखो केते अछि लेवल टाणी दउछ कल प्रथम अछि 1701 1701 लेवल को मात्र जाएगा राइट नेक्स्ट है 1711 1711 1711 तळी सर हाउ दिया हां सर तापर नेक्स्ट लाइन अछि 1726 1726 पूर्ण हाउ दिया अरे अरे चला चला ये तीन ढाला बाइंग लेवल इज इट तापर सेलिंग लेवल देखिए बाइंग लेवल टाइम सेलिंग लेवल देखिए सेलिंग लेवल थला 1742 गोटे 1742 सेलिंग लेवल को तो जाए ना ऊपर लेवल टाणु यानी 1740 ता ऊपर 1757 ता ऊपर देखो हम एनालिसिस ट्रेड हम मिल छिको हम ओपन करिए केतेले मार्केट 9 नौटा 15 टी आसी इज तने ए जार से कोन होची एटा हम हम ओपन करि नथिबा हम कैंडल में ए जार ओपन कला इज ए जे हमें ओपन करछे हम ओपन कला एति अछि मींस ये सेकंड बाइंग लेवल रे अछि मार्केट ऊपर जाय छै ता ऊपर क्लोजिंग देइने देखो कौन कैंडल ता ऊपर क्लोजिंग देइने देछि कि
कौन सी कैंडल क्लोजिंग देनी आम ट्रेड कर क्लोजिंग देले तो आम ट्रेड करवा कौन सी कैंडल इठी केही क्लोजिंग देई नाहांती आम बाइंग एंट्री ए जगह हम आसला टोटाल एठी मते ये कैंडल मते क्लोजिंग देनी कैंडल क्लोजिंग देला केते बेले 11:15 रे देला पॉइंट बुझंतु मुझे जो पॉइंट एक्सप्लेन कर से पॉइंट बुझंतु एंट्री कंडीशन केते रहइबा अपन भाबिबे ये जगह रे जण एठी जगह मु सर बाय कर दी काने ए जगह हम ऑलरेडी ओपन करि नथिबा हम एटा 9:15 कैंडल एठी ए जगह हम बाइंग बाय एंट्री नाही मिलिनी काने एटा हम ओपन करि नै आज ओपन करन तो ट्रेड केमति मिलिबो जण के नै सर एजे गोटे बाइंग ट्रेड मिलितला हम तो ओपन करिया 9:20 बेले ना हम ट्रेड 9:25 पर हम ट्रेड पाइबा तो ये नहीं ट्रेड मिलेनी तो जण के सर एठी तो हम बाय रे कोथा एठी तो हम तळुक आसी केसी लॉस देखैथिबो नहीं काहे नहीं ना ए जगह रे हम एठी कैंडल आफ्टर क्लोजिंग देइनी देखो ये कैंडल तळे अछि ये कैंडल भी सी लाइन तळे क्लोजिंग तळे अछि ये मध्ये क्लोजिंग देइनी ये क्लोजिंग के क्लोजिंग देइना दे क्लोजिंग ऊपर हम एंट्री करबा एई ठे पण जाई ना ये गोटे ऊपर गला तळे से क्लोजिंग गला हम ऊपर बाइंग केमति पसिबा बाइंग क्लोजिंग तो ता ऊपर हम पसिबा ए देखो ये ठीक कैंडल मिलला ए जगह ये कैंडल ऊपर क्लोजिंग करता लाई क्लोजिंग ऊपर हम एंट्री करबा क्लोजिंग ऊपर दे हम एंट्री करूचे देखो हम केते प्रॉफिट पाइले जे रे ए जरा एंट्री कले ए जरा हम 6.7 6 पॉइंट पाखा छोटी स्टॉक अछि 27 टंगे 6 पॉइंट प्रॉफिट पाइले मार्केट तळु को आसिन जाबो सेट ऊपर ऊपर रहिला फिर भी जदि आपण बसी थे जदि प्रीमियम टिके होन आपण बसी रहिथे किंबा प्रॉफिट बुक करते जहां भी करंतु फाइनली लास्ट को बड़ा प्रॉफिट देला बड़ा प्रॉफिट केते पॉइंट देछि ए जर आपण तळु आसले ऊपर ए कैंडल ऊपर एंट्री करथिबे तले ए जर एठी आपण प्रॉफिट देछि केते के दिस ए 11 पॉइंट कैंडल ऊपर दे आपण एंट्री करछन्ते 11 12 पॉइंट 12 11 पॉइंट प्रॉफिट पाइले इठी गोटे प्रॉफिट पाइले इठी प्रॉफिट इठी तीनटा यदि छोटे छोटे प्रॉफिट बुक करते तीनटा ट्रेड हेल ना गोटे ट्रेड बसी थे जे गोटाई पॉइंट ट्रेड लास्ट को 12 पॉइंट आपण एग्जिट करथे 11 पॉइंट 10 पॉइंट बुक करंतो 10 पॉइंट मतलब बुक कले यदि आपण आदि करते 10 पॉइंट यदि आपण गोटाई 10 पॉइंट बुक करछन्ते देखंतु 50,000 कैपिटल यदि आपण ट्रेड करछन्ते 10 पॉइंट यदि प्रॉफिट बुक करछन्ते तले केते आपण प्रॉफिट हेतिबो मोटामोटी 346 ଆପଣ ଯଦି କେତେ କ୍ୱାଣ୍ଟିଟି କିଣୁଛନ୍ତି 50 क्वांटिटी किणुଛନ୍ତି 52,000 अराउंड पड़ुଛି କାରଣ ଉପରେ ଅଛି ଏକ ତଳେ ଆପଣ କମ ପ୍ରାଇସ୍ ରେ କିଣିଥିବେ 150 କ୍ୱାଣ୍ଟିଟି କିଣୁଛନ୍ତି 10 ପଏଣ୍ଟ ପ୍ରଫିଟ ପାଇଲେ 15 ଟଙ୍କା ପ୍ରଫିଟ ଆପଣ ଏଯାରେ ପାଇଛନ୍ତି ଦିଟା ତିନିଟା ଟ୍ରେଡ୍ ପାଇଛନ୍ତି 5 ପଏଣ୍ଟ ପ୍ରଫିଟ କରିଥିଲେ 750 750 ଆପଣ ପ୍ରଫିଟ ପାଇଛନ୍ତି ତିନିଟା ଟ୍ରେଡ୍ ଆପଣ ଏଯାରେ ପାଇଛନ୍ତି ନା ଗୋଟେ ଦିଟା ତିନିଟା ଗୋଟାକରେ ବସିଥିବେ 15 ଟଙ୍କା ପ୍ରଫିଟ ପାଇଲେ ଯଦି ମଲ୍ଟିପଲ ରେ ଏଠି ଯଦି 6 ପଏଣ୍ଟ ଦେଇଛି 5 ପଏଣ୍ଟ ପାଖରେ ପ୍ରଫିଟ ବୁକ୍ କରିଥିବେ 750 ଏଠି ମଧ୍ୟ 750 ଟଙ୍କା ପ୍ରଫିଟ ଏଠି ଯଦି ବସିଥିବେ ଏଠି ତାହେଲେ 15 ଟଙ୍କା ପ୍ରଫିଟ ଦେଇଛି तो ये जो मल्टीपल ट्रेड ଦେଇଛି ଏଥିରେ ଗୋଟେ ଟ୍ରେଡ୍ କରନ୍ତୁ ଦିଟା ଟ୍ରେଡ୍ କରନ୍ତୁ ତିନିଟା ଟ୍ରେଡ୍ ଯାହା ବି କରନ୍ତୁ ଇଏ ଆପଣଙ୍କ ପ୍ରଫିଟ ଆସେ ବେଳେବେଳେ ମଧ୍ୟ ଏସଏଲ ହିଟ୍ ଆପଣ ଭାବନ୍ତୁନି ଯେ ଏସଏଲ ହିଟ୍ ହବନି ମାନେ କୌଣସି ମୁଁ କହିଛି ଦୁନିଆରେ ଭାଇ କୌଣସି ଷ୍ଟ୍ରାଟେଜି 100% ସକ୍ସେସଫୁଲ ନୁହନ୍ତି ଦୁନିଆରେ କୌଣସି ଷ୍ଟ୍ରାଟେଜି ଭାଇ 100% ନୁହନ୍ତି ଏସଏଲ ମଧ୍ୟ ହିଟ୍ ହବ ତାହେଲେ ସେଥିପାଇଁ ପ୍ରପର ଡିସିପ୍ଲିନ ଯଦି ଆପଣ କରୁଛନ୍ତି ରିସ୍କ ମ୍ୟାନେଜ ମନି ମ୍ୟାନେଜ ପ୍ରପର ଯଦି କରୁଛନ୍ତି ତାହେଲେ ସେ ଜାଗାରେ प्रॉफिटेबल हो पारे अदरवाइज हबन 50,000 टंकार कैपिटल अपन ट्रेड करछंती मींस सबुदिन से 50,000 टंका करें ना आज 50,000 काली 20,000 तापर 2 लाख एमती कल हबन 50,000 करछंती 50,000 का रिस्क न भाई हिसाब से 2,000 टंका रिस्क नेबे कि 15 टंका रिस्क नेबे 1,000 टंका रिस्क नहीं समान रिस्क फैक्टर रे समान कैपिटल थ्रू आउट द मंथ से करेंगे ताहले अपन मंथ शेष रे प्रॉफिट हेले कि लॉस हेले से अपन हिसाब रखि पारिबे आज 50,000 काली 20,000 तापर 2 लाख एमती ट्रेड कले आज 5,000 टका रिस्क नेले काली 10,000 टका रिस्क नेले तापर 2,000 टका रिस्क नेले एमती हेले अपन मंथ एंड रे केबे हेले ग्रीन रे क्लोज हे पारिबे कंत आप दरकार किछ क्वेश्चन अछि पचारत
Any question? भाई ମୁଁ बहुत बढ़िया बढ़िया जिनस दिया होचे आपण मानको एमती हबो जदि बड़ गैप डाउन जदि किछि किछि जदि ओपन हबो ताले आपण ट्रेड न मिल पारे गोटा ग्रे सिना मिलिबोनी आपण तो सब स्टॉक सर्च करिवे ना समस्त तो समान नहीं हेबे सपोज आपण निफ्टी बैंक निफ्टी पाइलेनी किछि असुविधा नहीं आ किछि स्टॉक बड़ गैप डाउन ता न पाइले अरे भाई एटा आदरे 200 प्लस स्टॉक अछि ना 200 प्लस स्टॉक अछि आज ना तो आइ भीतर जे तो गोटे तो मिलिबो ना आइ तो जे तो मिलिबो कारण समस्त एकाथरे बड़ गैप कि बड़ गैप डाउन हो नांती नांती आपण सब जिंस ट्राई करी कारण सब फिक्स एंड ऑप्शन स्टॉक अछि सब ट्राई करी देखिए प्रथम 10टा ड्रॉ कर दी देखि बसले जी आपको मिलला से 10टा न मिलले देखंतु जेते तो गोटाए सब ये ट्रेड देखो सकाळ मिलिनी ये ट्रेड केतेले जे मिलला इठी ट्रेड जे 11:15 मिलला इठी आ गोटे ट्रेड 12:35 मिलची एठी ट्रेड मिलची केते टाइम कौन भूल देखो छी बाबा 2:30 ट्रेड मिलला आपण हिंदी जते बसी थे स्टॉक तो लगे दिए रखले ना तेणु जेतेले से लेवल क्रॉस कर ट्रेड कर दुटा करू तीनटा करू गोटे 30 रे करू 12:30 रे करू जेतेले करू बसले 10-15टा लगे दी बसला जी जेतेले देखुते जी जेतेले लेवल को जाउते से अनुसार आपण ट्रेड प्लान करिवे गोटे ट्रेड जदि पाउछन दैट्स ना ता मान नहीं जे केही टोटल ट्रेड मिलिबेनी निश्चय के ना किसी मिलिए निश्चय आ जदि 2 दिन 5 दिन न मिलला किसी असुविधा नहीं हाँ बेले तो गोटे दिटा केदी अब कंटिन्यूस 2-3 दिन एसएल हिट हेई पारे एसएल हिट भी हेई पारे भाबंतु जे 100% सक्सेस किए आनी अपन दे दो हबनी भाई मार्केट सेमी तो समस्त पॉकेट माने गछरु पैसा तुलला बेले तो मार्केट तो पैसा तुली पकांते ना पॉसिबल नहीं हम प्रॉपर डिसिप्लिन तो हमें काम करे ताले से जगह रे सक्सेस मिलेगा प्रॉपर जो डिसिप्लिन न करूचे ताले से जगह रे सक्सेस आसीबनी चलंत नेक्स्ट जीवा आगे गोटे स्ट्रेटेजी देखिबा आपन को आरे गोटे स्ट्रेटेजी केबे क्लास हेतला कंत आरे गोटे स्ट्रेटेजी केबे क्लास हेतला मंडे क्लास हेतला बोधे हाँ ताले ये मंडे भितरे देखिए हमको केतेटा ट्रेड आसी केते प्रॉफिट अछि किमा केते लॉस अछि मंडे टू सब दिन यदि आदि देखि पारिए मु सब दिन से देखि देबी कारण ता धरे अपन देखि पारिबेनी मंडे केते तारिख पड़थला भाई हम मंडे पढ़ा हेतला ना हम ट्यूसडे को देखिबा ट्यूसडे केते तारिख पड़थला कोन 4 तारिख थला ट्यूसडे कोन ट्यूसडे केते तारिख थला 4 तारिख तो सॉरी सर 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 ओके 4 तो देखंतु आपण ये लेवल ब्रेक कला एड लेवल थला लेवल ब्रेक कला एठी तळ पट के हेची आपण ई कैंडल एंट्री करछन ना ई कैंडल रेड कैंडल रे एठी तळको आसी एंट्री टे तळको आसी तापर पूरा नॉन स्टॉप गोटे डायरेक्शन जाय छी गोटे डायरेक्शन एठी क्लोज होची 375 पॉइंट नेक्स्ट सेकंड ट्रेड मते ये लेवल आपण पैसे थिबे ये आउरी जबरदस्त प्रॉफिट देछि जबरदस्त प्रॉफिट देछि राइट जदि पैसे थिबे ए जरे प्रॉफिट अपन पाउछन केते सेकंड ट्रेड प्रॉफिट पाउछन 563 पॉइंट ओके ये सेकंड ट्रेड पैसे थिबे फर्स्ट ट्रेड टारगेट देछि टारगेट से एका वन वे रे जाइछि से तळको खसेनी वन वे रे जाइछि ता भितर अपन जहा पॉइंट कैप्चर करछ 375 पॉइंट सेकंड ट्रेड जदि अपन पैसे थिबे तल से मध्य अपन को 563 पॉइंट जाइछि ता भितर अपन जेते पॉइंट कैप्चर खाता टे लिखि रखंतु केते पॉइंट अपन कैप्चर कले हिसाब रखिबे ओके पेन एंड पेपर लिखि रखंतु नेक्स्ट 5 तारिख दिन जिबा 5 तारिख दिन कोन अछि ना फास्ट एठी अपन सेल एंट्री मिलला सेल एंट्री मिलला परे
कौन है केते पॉइंट तळକୁ ଯାଇଛି ଏଠି ଦେଖନ୍ତୁ ମୁଁ ଦେଖୁଛି କେତେ ପଏଣ୍ଟ ତଳକୁ ଆସିছে 101 ପଏଣ୍ଟ ପ୍ରିମିୟମ ରେ 50 ପଏଣ୍ଟ 100 ପଏଣ୍ଟ ଗଲେ ପ୍ରିମିୟମ ରେ ଆଡ ଦ ମାନେ 50 ପଏଣ୍ଟ ଏଇ ଯେ ଆପଣ ଏସଏଲ ବୁକ୍ କରିବେ କି କୁହନ୍ତୁ 50 ପଏଣ୍ଟ ପ୍ରଫିଟ ପରେ ଆପଣ ଏସଏଲ ବୁକ୍ କରିବେ ଆଜ୍ଞା ଆଜ୍ଞା ନା SL ସାର୍ କରିବାନି ସାର୍ ଯେତେବେଳେ 20 ରୁ 30 ପଏଣ୍ଟ ଉପରକୁ ଯାଉଛି ଆମେ କଷ୍ଟ କୁ ନେଇ ଆସିବା 20 ରୁ 30 ପଏଣ୍ଟ ହେଲେ କଷ୍ଟ ଆଣିବା 40 ଉପରୁ ଯଦି ଯାଉଛି ମିନ୍ସ ଆପଣ ପ୍ରଫିଟ ବୁକ୍ କରିନେବେ 50 ପଏଣ୍ଟ କଲେ ତଳକୁ ଯଦି ଆସୁଛି ଅତି କମରେ 40 ପଏଣ୍ଟ ପାଖାପାଖି ବା 30 ପଏଣ୍ଟ ପାଖାପାଖି ପ୍ରଫିଟ ବୁକ୍ କରିବେ ଏଠି ପ୍ରଫିଟ ବୁକ୍ କଲେ ଯାଏ ଏଠି ଆପଣ ଟ୍ରେଡ ମିଳିଲା ତାପରେ ନେକ୍ସଟ ଦେଖନ୍ତୁ ନେକ୍ସଟ ଟ୍ରେଡ ଆପଣଙ୍କୁ କଣ ହେଇଛି ଲଙ୍ଗ ଏଣ୍ଟ୍ରି ସେଇଠି ପାଖରେ ରହିଛି ପ୍ରପରଲି କ୍ରସ୍ ଆଉଟ୍ କରିନି ଏଇ ଯେ ଦେଖନ୍ତୁ ଆଉ ତାପରେ ଆଉ ଟ୍ରେଡ କରିବେନି କାରଣ ଏଠି କନସୋଲିଡେଟେଡ ମାର୍କେଟ ହେଇଗଲା ଏଇ ଯାଉ ଟ୍ରେଡ ପଶିବେନି ଏଠି ଏ ଦିନରେ 5 ଟା ଦିନ 50 ପଏଣ୍ଟ ଆପଣ ପ୍ରିମିୟମରେ ପାଇଛନ୍ତି ବାସ୍ ତାକୁ ଛାଡ଼ିଦେଲେ ନେକ୍ସଟ ଦିନ ଦେଖିବା 6 ତାରିଖ ହିସାବ କରି ରଖନ୍ତୁ ପ୍ରଥମ ଦିନ ଫାଷ୍ଟ ଟ୍ରେଡ 375 ପଏଣ୍ଟ 375 ହେଲା ଆଟ୍ ଦ ମନିରେ ଆପଣ କେତେ ପାଇଲେ ଆଟ୍ ଦ ମନି କେତେ ପାଇଲେ 170 ରଖନ୍ତୁ ହେଲା 150 ପଏଣ୍ଟ ରଖନ୍ତୁ ଆଉ ଏ ଦିନରେ ଆପଣ ରଖିଲେ କେତେ 50 ପଏଣ୍ଟ ଯାଇଥିଲା 40 ପଏଣ୍ଟ 40 ପଏଣ୍ଟ ରଖନ୍ତୁ ଫୁଲ ପଏଣ୍ଟ କରିନି ଏଠି 150 ପଏଣ୍ଟ ନେଲେ ଏଠି 40 ପଏଣ୍ଟ 190 ପଏଣ୍ଟ ପ୍ରଫିଟ ପ୍ରିମିୟମରେ ପାଇଲେ ଆପଣ ଏଠି ଦେଖନ୍ତୁ ଏଠି ଆପଣ ଏଣ୍ଟ୍ରି ଦେଲା ରଖନ୍ତୁ ହିସାବ କରି ଆପଣ ଦେଖିବେ ଯଦି ଜଣେ ଟ୍ରେଡ କରିଥାନ୍ତେ କେତେ ଏଠି ଦେଖନ୍ତୁ ଏଇ କ୍ୟାଣ୍ଡେଲ ଆପଣ ଏଣ୍ଟ୍ରି କଲେ ଏଇ କ୍ୟାଣ୍ଡେଲ ଏଣ୍ଟ୍ରି ହେଲା ଏଠି ଦେଖନ୍ତୁ ଏଠି କେତେ ପଏଣ୍ଟ ଆସିଛି ଏଠି ମଧ୍ୟ 50 ପଏଣ୍ଟ ଏଠି 45 ପ୍ଲସ ଆପଣ ପାଇଲେ ଫାଟି ତ ଏଠି 40 ପଏଣ୍ଟରେ କି 30 ପଏଣ୍ଟରେ ବାହାରନ୍ତୁ 30 ପଏଣ୍ଟ ମୁଁ କହିଲି 30 ପଏଣ୍ଟରେ ଆପଣ ବାହାରନ୍ତୁ କିନ୍ତୁ ଇଏ ଦେଖନ୍ତୁ ଇଏ ଜାଗାରେ ଆପଣ ବସିଥିଲେ ମଧ୍ୟ ଏ ଜାଗାରେ ବଡ ପ୍ରଫିଟ ଦେଇଛି ବଡ ପ୍ରଫିଟ କଥା ମୁଁ ହିସାବ କରୁନି ଏଠି ଆପଣ 45 ପଏଣ୍ଟ ପାଖାପାଖି ଗଲେ ଆପଣ 30 ପଏଣ୍ଟ ପ୍ରଫିଟ ବୁକ୍ କର 15 ପଏଣ୍ଟ କାଟି ଦିଅନ୍ତୁ 30 ପଏଣ୍ଟରେ ପ୍ରଫିଟ ବୁକ୍ କରନ୍ତୁ ଓକେ ଆଉ ତାପରେ ଟ୍ରେଡ କରନ୍ତୁ ଛାଡି ଦିଅନ୍ତୁ ହେଲା କାମ ସରିଲା 30 ପଏଣ୍ଟ ଆଡ କରି କରନ୍ତୁ କେତେ ହେଲା 120 ସାର୍ ଆଜ୍ଞା ହେଲା 220 220 ଏଠି ଦେଖନ୍ତୁ 7 ତାରିଖ ଦିନ ଦେଖନ୍ତୁ 7 ତାରିଖ ଦିନ ଏଠି ଆପଣ ଇଏ ଲେଭେଲ ବ୍ରେକ୍ କରିନି ଏଠି ଉପରକୁ ଏଠି ଲେଭେଲ ବ୍ରେକ୍ କଲା ଏଠି ଆପଣ ବସିକି ଅଛନ୍ତି ଜଷ୍ଟ ଉପରୁ ଯାଇଛି ମିନ୍ସ ଅଳ୍ପ ପାଣି ଯାଇଛି ଏ ଜାଗାରେ ଆପଣ ବସିକି ରହିଲେ ଏସଏଲ ହିଟ୍ କରିନି ଏ ଜାଗାରେ ଦେଖନ୍ତୁ ଉପରୁ ଦେଲା କେତେ ପ୍ରଫିଟ ଏସଏଲ ହିଟ୍ କରିନି ବସିକି ସାର୍ ଏଟା ଥିଲେ ଏସଏଲ ହିଟ୍ ହେଇଛି ନା କୋଉଠି ସାର୍ ଏସଏଲ ହିଟ୍ ହେଲା ଏଇ ସାର୍ ଯୋଉ ରେଡ କ୍ୟାଣ୍ଡେଲ ଟା ଆସିକି ଏଠି ଛୁଇଁଛି ଆପଣଙ୍କର ଲୋୟର ଇଏକୁ ଛୁଇଁଛି ଦେଖନ୍ତୁ ଇଏ କାହିଁକି ଏଇଟା ଏସଏଲ ହେଲା ଆପଣ ଏ ଜାଗାରେ ଆର ଏସଏଲ ହେଲା ଏଇ ଯୋଉ ଯଦି ଏଇଠି ପଶିଛନ୍ତି ଆପଣ ଏଇ କ୍ୟାଣ୍ଡେଲ ଏଠି ଏଣ୍ଟ୍ରି କରୁଛନ୍ତି ଏଇ କ୍ୟାଣ୍ଡେଲ ଏଣ୍ଟ୍ରି କରୁଛନ୍ତି ଏସଏଲ ହେଲା ତଳେ ये कैंडल तळକୁ କ୍ଲୋଜ କରିନି ଆସିନି ପହଞ୍ଚିନି ସାର୍ ଏଇଠି ଅଛି ନା ଆପଣ ଏସଏଲ ଥିଲା ଏଠି ଆଜ୍ଞା ଓ ସରି ନାଇଁ ଏସଏଲ ଆପଣ କହିବେ ଠିକ ଅଛି ଆପଣ ଇଏ କରୁଛନ୍ତି ନା ଏଠି କଲେ ଏ ଲେଭେଲ ଏଠି ଏ ଜାଗାରେ ଆପଣ ଏସଏଲ ହିଟ୍ ହେଇଛି ଆଜ୍ଞା ସାର୍ ଏ ଜାଗାରେ ଏସଏଲ ହିଟ୍ ହେଇଛି ଏସଏଲ ହିଟ୍ ହେଲା ପରେ ଆପଣ ସେକେଣ୍ଡ ଟ୍ରେଡ ପାଇଁ ପଶିଲେ ଦେଖନ୍ତୁ ଏସଏଲ କେତେ ପଏଣ୍ଟ ଯାଇଛି ସବୁ ଜିନିଷ ଆମେ ହିସାବ ରଖିବା ଏସଏଲ କେତେ ପଏଣ୍ଟରେ ଯାଇଛି ଆମେ କାଲକୁଲେସନ କରିବା ନା ଏଇଠି ଏଣ୍ଟ୍ରି ହେଇଥିଲା ଏଇ କ୍ୟାଣ୍ଡେଲରେ ଏଇଠି ପରେ ଏସଏଲ ଏଜାରେ ଆପଣ ହିଟ୍ ହେଇଛି 103 ମାନେ ପ୍ରିମିୟମରେ ଆପଣ 50 ପଏଣ୍ଟ 50 ପଏଣ୍ଟ ଯାଇଛି ହଁ 50 ପଏଣ୍ଟ ଯାଇଛି ଆମେ ସବୁ କାଲକୁଲେସନ କରିବା କିଛି ଜିନିଷ ଛାଡିବାନି ତାପରେ ନେକ୍ସଟ ସେକେଣ୍ଡ ଏଣ୍ଟ୍ରି ଥିଲା ଆପଣ ମିଳିଲା ଲଙ୍ଗ ଏଣ୍ଟ୍ରି ମିଳିଲା ଏଇ ଜାଗାରେ ଦେଖନ୍ତୁ ଏଇ ଜାଗାରେ ଆପଣ ପଶିଲେ ଏଠି କେତେ ପଏଣ୍ଟ ଉପରୁ ଗଲା 155 ପଏଣ୍ଟ ଯାଉଛନ୍ତି ତାହେଲେ ପ୍ରିମିୟମରେ କେତେ ପାଇଲେ 75 75 ପଏଣ୍ଟ ପାଇଲେ ଛାଡ଼ିଦେବେ 60 ପଏଣ୍ଟ କାଲକୁଲେସନ କରନ୍ତୁ ଠିକ ଅଛି ଅର୍ଥାତ ଇଏ ଦିନରେ ଆପଣ ପ୍ରଫିଟ ପାଇଲେ କେତେ 10 ପଏଣ୍ଟର ପ୍ରଫିଟ ପାଇଲେ 10 ପଏଣ୍ଟ ପ୍ଲସ ମାଇନସ କରିଦେଲେ ଆପଣ 50 ପଏଣ୍ଟ ଏସଏଲ ଗଲା 60 ପଏଣ୍ଟର କେତେ ପ୍ରଫିଟ ପାଇଲେ 75 ପଏଣ୍ଟ ଆକ୍ଚୁଆଲି ଯାଇଛି ଆମେ 60 ପଏଣ୍ଟ କାଲକୁଲେସନ କରୁଛୁ 15 ପଏଣ୍ଟ ଛାଡୁଛେ ତ 10 ପଏଣ୍ଟ ଯାହାର ପ୍ରଫିଟ ପାଇଲେ ନେକ୍ସଟ ଯଦି ଆପଣ ପଶୁଛନ୍ତି ଏଟା ଥିଲା ବଜେଟ ଦିନରେ ଥିଲା ତାପରେ ନେକ୍ସଟ ଯେତେବେଳେ ତଳକୁ ମୁଭ କଲେ ଆପଣ ପଶୁଛନ୍ତି ଏଠି ଟାର୍ଗେଟ ଦେଇଛି ଯଦି ଆପଣ ପଶିଥିବେ ତ ଯଦି ନ ପଶିଥିବେ ମୁଁ ଛାଡି ଦଉଛି କାଲକୁଲେସନ ନଉନି ପଶିଥିବ ଟାର୍ଗେଟ ଏଠି ଦେଇଛି ଆପଣଙ୍କ
फिर भी ये दिन देखो अपन 10 पॉइंट और कॉस्ट कॉस्ट गले केते दिन 7 दिन कॉस्ट गले 10 पॉइंट मु प्रॉफिट काटी दउछि भी କିନ୍ତୁ ଏ ଜାଗାରେ ଆପଣ ସେକେଣ୍ଡ ଟ୍ରେଡ୍ ହେଲେ ବହୁତ ବଡ ପ୍ରଫିଟ ପାଇଥାନ୍ତେ ମୁଁ ସେଇଟା କାଲକୁଲେସନ ନେଲିନି ଠିକ ଅଛି ନେକ୍ସଟ ଦେଖନ୍ତୁ 10 ତାରିଖ ଆଜିର ଟ୍ରେଡ୍ ତ ଆଜିର ଟ୍ରେଡ୍ ରେ କଣ ହେଇଛି ଦେଖନ୍ତୁ ଆଜିର ଟ୍ରେଡ୍ ରେ କଣ ହେଇଛି ଦେଖନ୍ତୁ ଲଙ୍ଗ ଏଣ୍ଟ୍ରି ପାଇଁ ଏଇଠି ଆ ଉପରେ କ୍ୟାଣ୍ଡେଲ କିଛି ଦେଖି କିଛି କ୍ଲୋଜିଂ ଦେଇଛି ଆପଣ ଦେଖୁଛନ୍ତି ତାପରେ କ୍ଲୋଜିଂ ଦେଇନାହିଁ ଆ ଉପରେ ଦେଖନ୍ତୁ କ୍ୟାଣ୍ଡେଲ ଯାଇନାହାନ୍ତି ଲାଗିକିରି ଅଛନ୍ତି ଏଇଟା କ୍ଲୋଜିଂ କିଏ ଦେଲା ତ ଆପଣ ଏଣ୍ଟ୍ରି କରିବେ ଅବଜର୍ଭ କରିବେ ସେଥିପାଇଁ ମୁଁ ତମକୁ ପ୍ରାକ୍ଟିସ କରିବେ ପ୍ରାକ୍ଟିସ କଲା ପରେ ଆପଣ ଏଣ୍ଟ୍ରି କରିବେ ଲଙ୍ଗ ଏଣ୍ଟ୍ରି ପାଇଁ ଆପଣ ଗଲେ ଏଠି ଦେଖେଇଛି ଏ ଯାଏ ଉପର ଯାଇଥିଲେ ଆପଣ ଲଙ୍ଗ ଏଣ୍ଟ୍ରି କରିଥାନ୍ତେ ଲଙ୍ଗ ଏଣ୍ଟ୍ରି ଦେଖେଇଲେ ସେଲ୍ ଏଣ୍ଟ୍ରି ଆପଣ କଲେ ସେଲ୍ ଏଣ୍ଟ୍ରି ଯଦି କରୁଛନ୍ତି ଟାର୍ଗେଟ ଦେଇଛି ଦେଖନ୍ତୁ କେତେ ପଏଣ୍ଟ ଗଲା ତ ନିଜ ଚାହିଁରେ ପ୍ରତିଦିନ ପ୍ରାକ୍ଟିସ କଲେ ଆପଣ ଜାଣିପାରିବେ ଯେ କେତେବେଳେ ଏଣ୍ଟ୍ରି କରିବେ କେତେବେଳେ ଏଣ୍ଟ୍ରି କରିବେ ସେଲ୍ ଏଣ୍ଟ୍ରି ଏଇ କ୍ୟାଣ୍ଡେଲ ଆପଣ ଏଣ୍ଟ୍ରି ଅଛି ଏ ଜାଗାରେ ଦେଇଛି କେତେ 185 ପଏଣ୍ଟ 90 ପଏଣ୍ଟ ଏ ନାଇଁ ଆଉ ତଳକୁ ଯାଇଛି ନା 212 ପ୍ରିମିୟମରେ ଆପଣ 100 ପଏଣ୍ଟ ପାଖାପାଖି ପ୍ରଫିଟ ପାଇଲେ ତାହେଲେ କେତେ ପଏଣ୍ଟ ପ୍ରଫିଟ ହେଲେ ଆଜି ପର୍ଯ୍ୟନ୍ତ ଆପଣ ଗୋଟେ ସପ୍ତାହରେ ହିସାବ କଲେ ସାର୍ 370 ସାର୍ ଆଜ୍ଞା ଏଇ ଯୋଉ ଆଜିର ଆଜିର ଆଜ୍ଞା ଯୋଉ ଲଙ୍ଗ ଏଣ୍ଟ୍ରିଟା ଆପଣ ଯୋଉ କହୁଛନ୍ତି ଏଇଟା ଆଭଏଡ ହବ ଯୋଉ ଆମର ଏହାର ହାଇଟା ବ୍ରେକ୍ କଲେ ସାର୍ ଆମେ ଏଣ୍ଟ୍ରି ନବା ନା ହଁ ଯୋଉ ଫାଷ୍ଟ 5 ମିନିଟ କ୍ୟାଣ୍ଡେଲ ପରେ ଯୋଉ କ୍ୟାଣ୍ଡେଲଟା ବନୁଛି ଦେଖନ୍ତୁ ବୁଝେଇ ଦଉଛି ଫିର ବି ଯଦି ଆପଣ ଭୁଲ ଏଣ୍ଟ୍ରି କରିଥାନ୍ତେ ଫିର ବି ପ୍ରଫିଟେବଲ ଆପଣ ଅଛନ୍ତି କୁହନ୍ତୁ ଆଉ ଥରେ କୁହନ୍ତୁ ବୁଝେଇଦେବି ଯୋଉ ସାର୍ ଫାଷ୍ଟ 5 ମିନିଟ କ୍ୟାଣ୍ଡେଲ ପରେ ଏଇଟା କ୍ୟାଣ୍ଡେଲ ଥିଲା ଆମେ ହଁ ଏଇଠି ମାର୍କ କରିଦେଲେ ଇଏ ଦିଟା ମାର୍କ କରିଦେଲେ ଆମ ଏଣ୍ଟ୍ରି ହେଲା ଏଇଟା ଏ ଦିଟା ଆଜ୍ଞା ନାଇଁ ଆଜ୍ଞା କି ଏଇଟା ଉପରଟା ନୁହଁ ଏଇଟା ଏ ଲାଇନଟା ଉପରେ ହେଲେ ଆମେ ଏଣ୍ଟ୍ରି ଲାଇନ ଦେଖାଉଛି ହଁ ଏଇଟା ଅପର ଲାଇନ ଏଇଟା ଡାଉନ ଲାଇନ ଆମ 0.09 ରୁ ଏଇଟା ହେଲା ଅପର ଲାଇନ ଏଇଟା ହେଲା ଲୋଅର ଲାଇନ ତ ଯେତେବେଳେ କଣ କରିବା ଯୋଉ କ୍ୟାଣ୍ଡେଲ ଉପରେ କ୍ଲୋଜିଂ କରେ ତା ହାଇରେ ଆମେ ଏଣ୍ଟ୍ରି କରିବା ମାନେ ତାର ଉପରେ କ୍ଲୋଜିଂ ହବା ଦରକାର ନା ତା ଖାଲି ଉପରେ କ୍ରସ୍ କ୍ଲୋଜିଂ କଲେ ଆମେ ଏଣ୍ଟ୍ରି କରିବା କ୍ଲୋଜିଂ କ୍ରସ୍ କଲେ ବି ଆଜ୍ଞା ଏଣ୍ଟ୍ରି କ୍ରସ୍ କଲେ ଆଗ୍ରେସିଭ ଟ୍ରେଡର କ୍ରସ୍ କଲେ ଏଣ୍ଟ୍ରି କରିପାରିବେ ସେଫ୍ ଟ୍ରେଡର କଣ କରିବେ କ୍ଲୋଜିଂ ଯଦି ଦେଇଥିବ କାହିଁ କ୍ଲୋଜିଂ ରହିଲେ ବୁଲିଶ ଜେନାଲ ରୁହେ ଆଗ୍ରେସିଭ ଟ୍ରେଡର ଅଛନ୍ତି ତାକୁ କ୍ରସ୍ କଲେ ମଧ୍ୟ ଏଣ୍ଟ୍ରି କରିପାରିବେ ସେ ହେଲା ଆଗ୍ରେସିଭ ପାଇଁ ଯୋଉମାନେ କନଜରଭେଟିଭ ରହିଲେ और ଯୋଉମାନେ ସେଫ୍ ଟ୍ରେଡର ରହିଲେ ସେ କଣ କରିବେ ନା କ୍ଲୋଜିଂ କଲେ ଏଣ୍ଟ୍ରି କରିବେ ଫିର ବି ଯଦି ଆପଣ ଜଣେ ଚାହିଁବେ ନା ଉପରକୁ ଯାଇଛି ଉପରକୁ ଗଲା ପରେ କଣ ହବ ମୁଁ ଏଣ୍ଟ୍ରି କରିଦେବି ଯଦି ଏଣ୍ଟ୍ରି କରିଛନ୍ତି ଦେଖନ୍ତୁ ଯଦି ଆପଣ ଏଣ୍ଟ୍ରି କରିଥିବେ ତାହେଲେ କଣ ଅବସ୍ଥା ହବ ସପୋଜ ଆପଣ ଏଣ୍ଟ୍ରି କରିଯାଇଛନ୍ତି ଆଜ୍ଞା ଏଇ କ୍ରସ୍ କରିছে ଆପଣ ଏଣ୍ଟ୍ରି କରିଛନ୍ତି ଏଣ୍ଟ୍ରି କଲେ ଉପର ଯାଇଛି କେତେ ପଏଣ୍ଟ 35 ପଏଣ୍ଟ ଯାଇଛି 36 20 ପଏଣ୍ଟ ପାଖାପାଖି ଯାଇଛି ମାନେ ଆଇଦର ଆପଣ କଷ୍ଟ କରିବେ ଯଦି କଷ୍ଟ ନ କରୁଛନ୍ତି ତାହେଲେ ଏଯାରେ କଣ ହବ ଆପଣଙ୍କର ଏସଏଲ ହିଟ୍ ହବ ତାହେଲେ କେତେ ପଏଣ୍ଟରେ ଏସଏଲ ହିଟ୍ ହେଇଥିବ ଯଦି ଆପଣ କରିଛନ୍ତି ତାହେଲେ ଆପଣ ଏସଏଲ ଯଦି ହିଟ୍ ହବ ଭାବୁଛନ୍ତି ଏସଏଲ ହିଟ୍ ହେଲେ କେତେ 83 40 ପଏଣ୍ଟ 40 ପଏଣ୍ଟ ଏସଏଲ ହିଟ୍ ହେଲା ବୁଝିଲେ ଯଦି କରିଥିବେ 40 ପଏଣ୍ଟ ଏସଏଲ ତାପରେ ସାର୍ ନେକ୍ସଟ ଏଇଟା ଗୋଟେ ଆପଣ ୟାର ହଉ ଆପଣ ବୁଝି ସାରନ୍ତୁ ଏଇଟା ଗୋଟେ ପ୍ରିମିୟମ ର ଏହାର ପ୍ରିମିୟମ କୁ ଯାଇକି ସାର୍ ଟିକେ ଦେଖିବା ହଁ ଦେଖିବା ତାପରେ ଦେଖନ୍ତୁ ଏ ଜାଗାରେ ଆପଣ କଣ କଲେ ସେଲ ଏଣ୍ଟ୍ରି କଲେ ସେଲ ଏଣ୍ଟ୍ରି ଦେଖନ୍ତୁ ସେଲ ଏଣ୍ଟ୍ରି ଯଦି ୟାକୁ ଲୋ କୁ ବ୍ରେକ୍ କରିବା ଚାହିଁବେ ଆପଣ ଏ ଜାଗାରେ ଏଣ୍ଟ୍ରି କଲେ ଏଠି ମୁଁ କ୍ଲୋଜିଂ ବେସିସ୍ ଏଠି ଏଣ୍ଟ୍ରି ଦେଇଛି କିନ୍ତୁ ଆପଣ ଚାହିଁଲେ ଏ ଜାଗାରେ ଯଦି ଏଣ୍ଟ୍ରି କରୁଛନ୍ତି ଏ ଜାଗାରେ ଏଣ୍ଟ୍ରି କଲେ ପ୍ରଫିଟ ଦେଇଛି କେତେ ପଏଣ୍ଟ 268 ପଏଣ୍ଟ 268 ହେଲେ କେତେ ହେଲା ପ୍ରିମିୟମ ରେ 134 ପଏଣ୍ଟ ପ୍ରିମିୟମ ହେଲେ 134 ପଏଣ୍ଟ ଯଦି ଆପଣ କଣ କରିବେ ଫାଷ୍ଟ ଏସଏल ନେଇଛନ୍ତି 40 ପଏଣ୍ଟ ସେକେଣ୍ଡ ରେ ଆପଣ 134 ପଏଣ୍ଟ ପାଉଛନ୍ତି 40 ପଏଣ୍ଟ ମାଇନସ କରିଦେଲେ ଯଦି ଆପଣ 100 ପଏଣ୍ଟ ବି ବୁକ୍ କରୁଛନ୍ତି 100 ଯୋଉ 134 ପଏଣ୍ଟ ଦେଇଛି 100 ପଏଣ୍ଟ ଯଦି ଆପଣ ବୁକ୍ କରୁଛନ୍ତି ପ୍ରଫିଟ ତାହେଲେ 40 ପଏଣ୍ଟ ମାଇନସ କରିଦେଲେ କେତେ ପଏଣ୍ଟ ରହିଲେ 60 ପଏଣ୍ଟ ପ୍ରଫିଟ ରହିଲେ ଇଜ ଇଟ୍ ଆମେ ସ୍ପଟ ଉପରେ କାଲକୁଲେସନ କରିନି ଡାଇରେକ୍ଟ ମୁଁ ଆରି ଉପରେ କାଲକୁଲେସନ କରି ଦେଖାଉଛି ସ୍ପଟ ଆମେ ପ୍ରିମିୟମରେ ମଧ୍ୟ ଦେଖିଦେଇ ପାରିବା ସ୍ପଟ ଉପରେ ଦେଖାଉଛି
ତାହେଲେ ଏଠି ଦେଖିଲେ ଯଦି ଆପଣ ଫାଷ୍ଟ ଯଦି ଏଣ୍ଟ୍ରି ନେଇଥିବେ ଏସଏଲ ହିଟ୍ କରୁଛନ୍ତି 40 ପଏଣ୍ଟ ଏସଏଲ ହିଟ୍ ହେଲା ସେକେଣ୍ଡ ଟ୍ରେଡରେ ଆପଣ 100 ପ୍ଲସ୍ ପଏଣ୍ଟ ପ୍ରଫିଟ୍ ପାଇଲେ ପ୍ଲସ୍ ମାଇନସ୍ କରିଦେଲେ 60 ପଏଣ୍ଟ ପ୍ରଫିଟ୍ ପାଇଲେ ଅର୍ଥାତ ଆପଣ ଆ ଭିତରେ ଦେଖିଲେ ଟୋଟାଲ ଉପରେ ଦେଖିଲେ କେତେ ପଏଣ୍ଟ ପ୍ରଫିଟ୍ ରହିଲେ ଆପଣ ତାହେଲେ କେତେ ପଏଣ୍ଟ ପ୍ରଫିଟ୍ ରହିଲେ କୋନ ପ୍ରକାଶ ସାର୍ 370 ସାର୍ 370 70 ପଏଣ୍ଟ ଆମେ ସବୁ କାଟିଦେବେ 70 ପଏଣ୍ଟ କାଟି ଦିଅନ୍ତୁ 300 ପଏଣ୍ଟ ଯଦି ଆପଣ ପ୍ରଫିଟ୍ ପାଇଛନ୍ତି 300 into 30 ତାହେଲେ କେତେ ଟଙ୍କା ପ୍ରଫିଟ୍ ରହିଲେ ଗୋଟାଏ ଲଟ୍ରେ 9,000 ଟଙ୍କାର ପ୍ରଫିଟ୍ ଆପଣ ଅଛନ୍ତି ବୁଝିଲେ ଯଦି ପ୍ରପର ଡିସିପ୍ଲିନ କରିଥିବେ ଅତି କମରେ ବି ମଧ୍ୟ 5,000 ଟଙ୍କା ପ୍ରଫିଟ୍ ରହିପାରିବେ ବୁଝିଲେ ତ ବର୍ତ୍ତମାନ ଦେଖିବା ସାର୍ କହିଲେ ପ୍ରିମିୟମ ଦେଖିବା ଠିକ ଅଛି ପ୍ରିମିୟମ ଦେଖିଦବା ଆମେ ଆର୍ଦମାନ ଯଦି ଏଣ୍ଟ୍ରି କରିବା ଯଦି ଏଇ ଜାଗାରେ ଆମେ ଏଣ୍ଟ୍ରି କରିଥିବା କୋଉ ଜାଗାରେ ଏଣ୍ଟ୍ରି କରିଥିବା 50,000 ଭାଇର ତାହେଲେ ଯୋଉ ଏଣ୍ଟ୍ରି କରିଥିବା 17 50,100 ଏଣ୍ଟ୍ରି କରିଥିବା ବୁଝିଲେ 50,100 ଏଣ୍ଟ୍ରି କରିଥିବା ଓକେ ସବୁ ଦେଇଦଉଛି ବ୍ୟାଙ୍କ ନିଫ୍ଟି ଏଇଟା ନିଫ୍ଟି 50,100 50,100 ପ୍ରିମିୟମ ଟା ମୁଁ ଲଗେଇଦେଲି ଚାର୍ଟରେ ଦେଖନ୍ତୁ 5 ମିନିଟ ଦେଖନ୍ତୁ ଆପଣ ଏଣ୍ଟ୍ରି କେତେବେଳେ ମିଳୁଛି ଟାଇମଟା ଦେଖିନେବା ଏଣ୍ଟ୍ରି ଟାଇମ ଓକେ ଏଇଠି ଏଣ୍ଟ୍ରି ଆପଣ ନଚନ୍ତି ଏ ଜଷ୍ଟ ଟିକେ ଯାଇଛି ଦେଖୁଛନ୍ତି ନା 9ଟା 20 ନଅଟା ନା 9ଟା 15 30 ତଳେ ସାର୍ ଟାଇମ ଲେଖିଛି ଆଧରେ ଟାଇମ ଟିକେ ଭୁଲ ଦେଖଉଛି ତମର ଆଟ ଏ ଟାଇମ ଅଧିକା ଟ୍ରେଡିଂ ବି ୟୁଜ କରିଛି ଟାଇମ ଭୁଲ ଦେଖାଉଛି ଇଏ ହେଲା 9:15 9:20 ଇଏ କ୍ୟାଣ୍ଡେଲ ହେଲା 9:20 ରୁ 9:25 ଇଏ 9:25 ଏଇ କ୍ୟାଣ୍ଡେଲ ସାର୍ ଏଇ କ୍ୟାଣ୍ଡେଲ ଆପଣ ଏଣ୍ଟ୍ରି କରିବେ ହଁ କାରଣ ଏଠି ତ ସେକେଣ୍ଡ କ୍ୟାଣ୍ଡେଲ ତାକୁ ବ୍ରେକ୍ କରୁଛି ନା ବ୍ରେକ୍ କଲା ପରେ ହଁ ତା ହାଇ ଯେତେବେଳେ କ୍ରସ କରିବେ ଆପଣ ଏଣ୍ଟ୍ରି କରିବେ ତା ଆପଣ କରିବେ ହଁ କ୍ଲୋଜିଂ ରେ କରିବେ ନହେଲେ ହାଇ ଯଦି ୟାର ହାଇ ରେ ଏଣ୍ଟ୍ରି କରୁଛନ୍ତି ଏଠି ଦେଖନ୍ତୁ ଆର ହାଇ ଥିଲା କେତେ 50,111 111 ଇଏ 121 ଏଇଟା ଆପଣ ଏଇ ଜାଗାରେ ପଶିଥିବେ ଓକେ ତାହେଲେ ଇଏ କ୍ୟାଣ୍ଡେଲ ଫାର୍ଷ୍ଟ ସେକେଣ୍ଡ ଥାର୍ଡ କ୍ୟାଣ୍ଡେଲ ର ହାଇ ରେ ଆପଣ ଏଣ୍ଟ୍ରି କରୁଛନ୍ତି ଏଇଟା ପ୍ରିମିୟମ ର ମଧ୍ୟ ଦେଖିଦେବେ ଥାର୍ଡ କ୍ୟାଣ୍ଡେଲ ର ହାଇ ଇଏ ଥିଲା ଫାର୍ଷ୍ଟ କ୍ୟାଣ୍ଡେଲ ଇଏ ହେଲା ସେକେଣ୍ଡ କ୍ୟାଣ୍ଡେଲ ଥାର୍ଡ କ୍ୟାଣ୍ଡେଲ ହାଇରେ ଥାର୍ଡ କ୍ୟାଣ୍ଡେଲ ହାଇରେ ଏଇ ଜାଗାରେ ଆପଣ 568 ରେ ଏଣ୍ଟ୍ରି କରୁଛନ୍ତି 568 ସେଟା ଆମେ 568 ସରି 868 ଆଜ୍ଞା ଏଣ୍ଟ୍ରି କରିବେ ଏ ଜାଗାରେ ଆପଣ ଏଣ୍ଟ୍ରିର ସୁଯୋଗ ଆସିବନି କାହିଁକି ମୁଁ କହୁଛି ଆସିବନି ଆପଣ ଦେଖୁଥିବେ ନା ୟାର ଯେତେବେଳେ ହାଇକି ତାକୁ ଅନୁଯାୟୀ ଆକୁ ଯଦି ଦେଖିବେ ଆର ହାଇକି ବ୍ରେକ୍ କରୁଛି ଦେଖୁଛନ୍ତି ହାଇକି ବ୍ରେକ୍ କରୁଛି ହାଇକି ବ୍ରେକ୍ କରୁଛି ଏଥିରେ କରିନି ନା ସେଠି ଦେଖୁଛନ୍ତି ଆପଣ ସେଇଟା ଆଟ୍ ଦ ଟାଇମ ଯଦି ଆପଣ ଆକୁ ଲଗେଇକି ଦେଖୁଥିବେ ତାହେଲେ ସେଇ ଜାଗାରେ ଆପଣ କନଫର୍ମେସନ ପାଇବେ ସେଠି ସିନା ଇଏ ହେଲା ଯେତେବେଳେ ଆ ଧରକି ଏଣ୍ଟ୍ରି କରିବେ ମିନ୍ସ ଏଇଟା ହେଲା ପ୍ରାଇସ୍ ଆକ୍ସନ ଷ୍ଟ୍ରାଟେଜି ହେଲା କଣ ଆମର ଏଇ ସେକେଣ୍ଡ କ୍ୟାଣ୍ଡେଲ ଏଣ୍ଟ୍ରି ସେକେଣ୍ଡ କ୍ୟାଣ୍ଡେଲ ହାଇଟା ଯେତେବେଳେ ବ୍ରେକ୍ କରିବେ ଆମେ ଏଣ୍ଟ୍ରି କରିବା ଜେନେରାଲ ଜଣେ ଯେତେବେଳେ ଏଣ୍ଟ୍ରି କରିବ ଏକ୍ସପିରିଏନ୍ସ ଟ୍ରେଡର ଫ୍ରେଶ ଟ୍ରେଡର କଣ କରିବ ତାକୁ ଦେଖି ଏଠି ପଶିଯିବ କିନ୍ତୁ ଯିଏ ଏକ୍ସପିରିଏନ୍ସ ଟ୍ରେଡର ଥିବ କଣ ଆଟଲିଷ୍ଟ ଇଏ କ୍ୟାଣ୍ଡେଲ ବୁଲିଶ କ୍ୟାଣ୍ଡେଲ ହାଇକି ତ ବ୍ରେକ୍ କଲେ ତ ଏଣ୍ଟ୍ରି କରିବି ତାହେଲେ ସେ ହାଇକି ବ୍ରେକ୍ କରିନାହିଁ ଦେଖୁଛନ୍ତି ଏଇ ବ୍ରେକ୍ କରିଛି କି 879 କରିନି ବ୍ରେକ୍ ସାର୍ କରିଛି ବ୍ରେକ୍ କରିନାହିଁ ନା ତାହେଲେ ଏ ଜାଗାରେ ଆପଣ ଯଦି ଦେଖୁଥିବେ ସେଇଥିପାଇଁ ମୁଁ କହୁଛି ନା ପ୍ରାକ୍ଟିସ କରନ୍ତୁ ଯଦି ପ୍ରାକ୍ଟିସ କରୁଥିବେ ତାହେଲେ ଏ ଜାଗାରେ ଆପଣଙ୍କୁ ଏଣ୍ଟ୍ରି ମିଳେ ନାହିଁ ଆପଣ ସାର୍ ଏଣ୍ଟ୍ରି କରିବେ ବେଳେ ବେଳେ କଣ ହଉଛି ଆମେ ସପୋଜ ମାନେ ୱେଟ୍ କରୁଛେ କି ତାର ହାଇ ବନିଲେ ଆମେ ଏଣ୍ଟ୍ରି ମାରିବା ଆଜ୍ଞା এই সময় স্যার একটা বড় ক্যান্ডেলটা একদম আপনার ছটছটি পুরো একদম বড় ক্যান্ডেল মারি চালিয়ে ଛାଡ଼ିଦେବେ এবং সেই ଜବ সময় এন্ট্রি না নেউছে সাଙ୍ଗে ଆଜ୍ଞା। ସାଙ୍ଗେ ସେ ରିଭର୍ସାଲ ହେଇକି ପଳେଇ ଆସୁଛି যেটা କି ଯୋଉଠି ଭାଇ stop loss। ସ୍ପାଇକ ଦେଲା ବଡ କ୍ୟାଣ୍ଡେଲ ଦେଲା ସେଇ ଜାଗାରେ ଏଣ୍ଟ୍ରି ନେବେନି ବୁଝିପାରିଲେ କଥା ଯୋଉ ଜାଗାରେ ସ୍ପାଇକ ଦେଲା ବଡ କ୍ୟାଣ୍ଡେଲ ଦେଲା ତାହେଲେ ସେ ଜାଗାରେ ଆମେ କଣ କରିବା ଏଣ୍ଟ୍ରି କରିବା ଏଭଏଡ କରିବେ ଆଭଏଡ କରିଯିବା ଆଉ 5 ଦିନ ଟ୍ରେଡ ନ କଲେ ଆମ କଣ ଅସୁବିଧା ହେଇଯାଉଛି କହିଲେ କିଛି ଅସୁବିଧା ନାହିଁ
जो पर्यंत हम फुल कॉन्फिडेंस पाइबानी हमर फुल कंफर्मेशन आसीनी हम ऊपर कॉन्फिडेंस रहउनी किसी दिन से डाउट रही करेंगे छाड़ देबे तो ये जार देखिए आपनकर बाइंग साइड ट्रेड बनी काम यार हाई की ब्रेक करेंगे देखिए नेक्स्ट पुट साइड की देखिए पुट साइड की देखिए ताले पुट साइड आपनकर एंट्री पोर्ट रोचे ए कैंडल रोचे देखले ए कैंडल रहला और जदि आपण ये कैंडल जदि बसुछंती ए कैंडल जदि आपण बसछंती को कैंडल ए कैंडल रे ताने आपण देखिए आर लो को ब्रेक कला ए कैंडल में आपण बसिबे ए कैंडल हाँ टाइम सही देखिए कहले कितने नंबर कैंडल फर्स्ट सेकंड थर्ड फोर्थ फिफ्थ 9:30 कैंडल नहीं ये जब ता पूर्व अपन ट्रेड में मिल जाय छै देखो ये कैंडल मिल छै एटा एआई रूल on इट सिना रही छी किंतु एटा ब्रेक करी छी अपन जदि आ ब्रेक रे बसुछंती आ ब्रेक इठी ट्रेड मिल छै अपन कते फोर्थ कैंडल ट्रेड मिल छै इठी नहीं जदि इठी वेट करकन एठी देखना ये आउट ये कर दो से अपन देखि कोन के जानि करना चाहिए ये देखो ये आसी छी ठीक किंतु हमें क्लोजिंग बेस रे एंट्री करले ए जगह रे एठी ट्रेड मिल छै ओके फिर भी जदि आपण ए जगह रे बसछंती किछि असुविधा नै एट जदि आपण बसछंती इज इट कोन फोर्थ कैंडल रे देखो टोटल कैलकुलेशन कर देखो जे आपण देखंतु जदि रिस्क नै कि आपण बसिथिबे ए जगह रे फोर्थ कैंडल बसछंती फोर्थ कैंडल मींस आपण ए जगह केतला मार्केट 4996 दैट मींस 50,000 फुट रे आपण बसिथिबे 50,000 फुट रे देखो 50,000 फुट लगो 50,000 फुट रे फोर्थ कैंडल आपण जे एंट्री करथिबे इज इट फोर्थ कैंडल में बसथिबा फर्स्ट सेकंड थर्ड फोर्थ फोर्थ रे अधार हमें बसी जाए पूरा ये बसना अधार बसी मींस इधर 333 3500 आपण बसिथिबे तो 35 ये जे आपण बसिछंती एठी तळକୁ आसी सेम तळକୁ आसी मींस 15 पॉइंट पाखा भी एठी हजार आपण लॉस रे आसंती तापर देखत पूरा नॉन स्टॉप जायछि हाई मारछि केते 792 ତାର ଏଇଠି ଖାଲି ଆଉ ଗୋଟେ କଥା ଆମେ ଆଜ୍ଞା ଯୋଉ ପ୍ରିମିୟମ ରେ ଅଛେ ସପୋଜ ଆପଣ ଏଇଠି କହିଲେ ଏଣ୍ଟ୍ରି ଆମେ ନେଇ ନେଲେ ଆଜ୍ଞା ନେଲା ପରେ ଯେତେବେଳେ ସାର୍ ସେ 30-40 ପଏଣ୍ଟ ଯାଉଛି ସପୋଜ 30 ପଏଣ୍ଟ ଯଦି ଯାଉଛି ତାହେଲେ 30-90 900 ଟଙ୍କା ପ୍ରଫିଟ ଦେଖଉଛି ଆଜ୍ଞା ଆମେ ସେତେବେଳେ କଣ କରୁଛେ ନା କଷ୍ଟ କୁ ପଳେଇ ଆସୁଛେ ଆଜ୍ଞା ସେତେବେଳେ ସାର୍ ସାଙ୍ଗେ ସାଙ୍ଗେ ସେ ପୁଣି ଫେର ସେ ତଳକୁ ଆସିକି TSL ହିଟ୍ ହେଇଯାଉଛି ଯୋଉଟା ଆମର ଟ୍ରାଇଲିଂ ଟାକୁ ସେଟା ଆଜ୍ଞା ହିଟ୍ ହେଇଯାଉଛି ଶୀଘ୍ର ଆଜ୍ଞା ତେଣୁ ଗୋଟେ ସେଇ ସେ ଜାଗାରେ ଆମେ କଣ କରିବା ଦରକାର प्रथम आपण ऑब्जर्व करिवे ऑब्जर्व कला बेले आपण जे देखिबे ना सेति हम कोच रे प्रैक्टिस करा पई आपण देखन ହଁ 30 पॉइंट जदी एसएल टा हिट हो जाउची मु ताले नेक्स्ट कोन करबी गोटे सत ऑब्जर्व करी 30 पॉइंट एसएल न रही मु 50 पॉइंट रे बसिक रहिबी ट्रेलिंग करिबेनी कोन करबी 50 पॉइंट लगे देखि ताले केते दिन देखले 50 पॉइंट मोर एसएल हिट करू नाही जदी से बसले 50 पॉइंट बसिले केते दिन सेति में मु कहउछ ना फुल प्रैक्टिस करिवे प्रैक्टिस कला आपण जानि पारे केते स्टॉप लॉस ट्रेल करबा ना ट्रेल करबानी पूरा 50 पॉइंट हम एसएल लगे बसिले 60 पॉइंट एसएल लगे बस ताले से एसएल हिट होउची कि नाही सेटा भी ऑब्जर्व करबे ऑब्जर्व ମୁଁ करले तो ସାର୍ आपण ଆଉ जानबे ଗୋଟେ ना ଜିନିଷ ଅବଜର୍ଭ ସାର୍ କରୁଥିଲି ଆଜ୍ଞା ସପୋଜ ଆମର ଯୋଉ ଆମେ ସ୍ପଟ ଟାକୁ ଆମେ ଦେଖିଲେ ଆଜ୍ଞା ସ୍ପଟ ର ସପୋଜ ଆମେ ସର୍ଟ ଏଣ୍ଟ୍ରି ନେଇଛେ ଆଜ୍ଞା ସର୍ଟ ଏଣ୍ଟ୍ରି ନେଲା ମାନେ ଆମର ଯେତେବେଳେ ହାୟର ପଏଣ୍ଟ ଆମର ଯୋଉ ଆମେ ଯୋଉ ମାନେ ପ୍ଲସ୍ 0.09% ଯୋଉଟା ଆଜ୍ଞା ସେଇଠି ଯେତେବେଳେ ଯାଇକି ଛୁଇଁବ ତାହେଲେ ଆମର ସେଇଟା ଷ୍ଟପ୍ ଲସ୍ ହବ ଆଜ୍ଞା ତ ସେଇଟାକୁ ମୁଁ ଯେତେବେଳେ ଗୋଟେ ମାନେ ପଏଣ୍ଟ ମାର୍କିଂ ନେଇକି ATM ରେ ସେଟାକୁ ପ୍ଲଟ କରୁଛି ସେଇଟା ବି ସାର୍ ଆଜ୍ଞା ଷ୍ଟପ୍ ଲସ୍ ହିଟ୍ ହେଇଯାଉଛି ओ दिन कहउनांत देखि तो चेक कर दबा ସେଟା ଆଜି ठीक अछि ଆଜି ଯୋଉ ସାର୍ ପ୍ରଥମ ଲଙ୍ଗ ଏଣ୍ଟ୍ରିଟା ଆଜ୍ଞା ସେଟା ସାର୍ ଷ୍ଟପ୍ ହଁ ସେଟା ସାର୍ ଷ୍ଟପ୍ ଲସ୍ ହିଟ୍ ହେଲା नहीं ଆମେ एंट्री नहीं ना परा ଆମେ ହଁ ଏଠି ସେଟା ଏଣ୍ଟ୍ରି ଏଣ୍ଟ୍ରି ଲଙ୍ଗ ନେଇନାହାନ୍ତି ଏଣ୍ଟ୍ରି ସେଟା ଆମେ ନେଇନେ କାଇଁ ନା ଦେଖନ୍ତୁ ହଁ ଆର ହାଇ କି ବ୍ରେକ୍ କରିନି ଏଠି ହଁ ସ୍ପଟ ସିନା ଦେଖଉଛି ଏଠି ଆମେ ତ ପ୍ରିମିୟମ ଟା ଚାର୍ଟ ଆମେ ତ ଯେତେବେଳେ ଏଣ୍ଟ୍ରି କରିବା କଣ ପ୍ରିମିୟମ ଟା ଚାର୍ଟ ଟା ଲଗେଇକି ଦେଖିବା ନା ଦେଖିକି ଏଣ୍ଟ୍ରି ହୁଁ କରିବା ତ ଦେଖିଲା ବେଳେ ଏଠି ଆମର ଶୁକ୍ରବାର ସାର୍ ଶୁକ୍ରବାରକୁ ଗଲେ ଶୁକ୍ରବାରକୁ ଯିବା ଯିବା ଏଇଟା ସାରିଦବା ତା ଶୁକ୍ରବାରକୁ ଯିବା ଏଇଟା ଆମେ ହଁ ସାରିଦିଏ ତାପରେ ଶୁକ୍ରବାର ଯିବା
ये जरा हम लॉन्ग एंट्री पे कौन ना ये हाई की ब्रेक करिनी हाई के କରିନାହିଁ ब्रेक ହଁ कर फिर भी जदि आमे भी पशुचे भी हम जाई कौन लॉस जाई के मतलब हम प्रॉफिट रे अच्छे କାରଣ ଏଇଠି ଦେଖିଲେ ଯଦି ଜଣେ ବି ଏଠି ତ ଆମକୁ ଟ୍ରେଡ୍ ମିଳିନି କାରଣ ଆମେ ଦେଖୁଛୁ ଯଦି ଜଣେ ଆଗ୍ରେସିଭ ପଶିଲା ଏସଏଲ ହିଟ୍ ହେଲେ ମଧ୍ୟ ଦିଟା ଟ୍ରେଡ୍ ଯୋଉ ଆମେ ନେବା ଫାର୍ଷ୍ଟ ଟ୍ରେଡ୍ ଲସ୍ ସେକେଣ୍ଡ ପ୍ରଫିଟ୍ ସେକେଣ୍ଡ ଆମେ କେତେ ପ୍ରଫିଟ୍ ଅଛନ୍ତି ନା ଏଠି ଆମେ ଏଣ୍ଟ୍ରି କଲେ କେତେରେ 635 ଯଦି ଆମେ ଏଣ୍ଟ୍ରି କରୁଛେ କୁଆଡେ ଗଲା ଏଇ କ୍ୟାଣ୍ଡେଲ 635 ଯଦି ଆପଣ ଏଣ୍ଟ୍ରି କରୁଛନ୍ତି ଏଇ କ୍ୟାଣ୍ଡେଲ ଏଣ୍ଟ୍ରି କରିଛନ୍ତି 635 ପାଖରେ ଆପଣ ଏଣ୍ଟ୍ରି କରିଛନ୍ତି ତାହେଲେ ଏଠି ହାଇ ମାର୍କ କେତେ 794 ମିନ୍ସ ପ୍ରିମିୟମ ରେ ଆପଣ କେତେ ପଏଣ୍ଟ ପ୍ରଫିଟ୍ ପାଇଛନ୍ତି ନା ଏଇଟା ପ୍ରିମିୟମ ସାର୍ ଆପଣ ହଁ ଦେଖିଥିଲେ ସରି ଏ ପ୍ରିମିୟମ ଆମର ହଁ ପ୍ରିମିୟମ ଏଇଟା ପ୍ରିମିୟମ ହଁ 635 794 ମିନ୍ସ ଆପଣ 160 ପଏଣ୍ଟ ପ୍ରଫିଟ୍ ପାଇଛନ୍ତି ଯଦି 40 ପଏଣ୍ଟ ଏସଏଲ କାଟ 50 ପଏଣ୍ଟ ଯଦି ଆପଣ ଏସଏଲ କାଟି ଦଉଛନ୍ତି ଏବେ ଆପଣ 100 ପ୍ଲସ ପଏଣ୍ଟ ମଧ୍ୟ ପ୍ରଫିଟ୍ ରେ ଅଛନ୍ତି ଆଜି फ्राइडे दिन ଯିବା କଥା କହୁଛନ୍ତି ଓକେ ଚାଲନ୍ତୁ ଫ୍ରାଇଡେ ଚାର୍ଟ କୁ ମଧ୍ୟ ଅଛି फ्राइडे दिन फास्ट रेट हमको एसएल हिट କରିଛି ଦେଖିଦବା ଆମେ କାଲକୁଲେସन से ଦେଖିଦବା तो ये कैंडल है कौन यही कैंडल देखो हम एंट्री मिलना यही कैंडल मिलना यानी ये कैंडल ब्रेक करला यही कैंडल ब्रेक करला यही कैंडल ब्रेक करला ता परवर्ती कैंडल रे से हाई के ब्रेक करिया हम एंट्री करबा तो ये कैंडल देखो कितने नंबर कैंडल 1 2 3 4 5 6 6 नंबर कैंडल रे हमको ट्रेड मिल देखिबा फ्राइडे दिन एटा तले केते प्राइस रे हम एंट्री करछे 50,467 अछि आइदर 50,400 करथे नि 50,500 करथे यदि 50,400 आपण करछे देखो 50,400 देखो फ्राइडे दिन 50,400 बैंक 50,400 फ्राइडे दिन 50,400 कॉल रे ताले 6 नंबर कैंडल एडला फर्स्ट कैंडल सेकंड कैंडल थर्ड कैंडल फोर्थ कैंडल फिफ्थ कैंडल सिक्स्थ कैंडल इज इट सिक्स्थ कैंडल अपन ई कैंडल एंट्री करले देखंतो तापर से कोन अछि सेठी दिन छुट्टी देखा तो ए जा देखंतो एठी अपन एंट्री करले केते 900 937 937 935 पाखे अपन एंट्री करछन तापर एठी ऊपर वाला केते जायछि 952 52 रे 17 8 पॉइंट जायछि अपन बसी अछन देखन तापर ए तळुक आसी 952 केते एसएल हिट कला तळुक आसला SL पर एसएल हिट कला अपन देखले अपन यार हाई 40 ए जगह देखछन ए जे एंट्री करछन ये आसला केते 937 40 पॉइंट की 50 पॉइंट अपन एसएल नि 50 पॉइंट एसएल दे दे इज इट 50 पॉइंट रे एसएल हजार अपन दे दे एसएल हिट हो जाय इज इट नेक्स्ट जेतेला अपन एंट्री करियो देखन चार्ट ऑन जाय दियो नेक्स्ट कोन अछि पुणी अगेन बाइंग साइड ट्रेड देछि एठी बाइंग साइड एंट्री देछि केते नंबर कैंडल अगेन सेम रे बाइंग प्रथम बाइंग रे हम एसएल हिटले सेकंड अंत हम बाइंग रे पसिबा तो केते नंबर 1 12 2 नंबर 3 कैंडल 4 5 6 7 8 9 10 11 এই ক্যান্ডেল हम एंट्री करछि ना 11 नंबर कैंडल रे मींस सेम हम सेठी केते एंट्री करथले सेम रे एंट्री केते एंट्री हम करथले 900 केते एंट्री 900 949 935 35 हम 935 ହଁ एंट्री करथले ହଁ तो ये हाँ जगह हाँ हम करके अगेन 935 से एंट्री करबा 935 एंट्री करछ ताले से सेम कैंडल हाई मार्च केते रेट 1000 पर्यंत जाइछ 65 पॉइंट प्रॉफिट दे देला मींस आमे कॉस्ट आसी गले प्रथम 50 पॉइंट हम एसएल नेथले ताले इठी हेले इठी 10 पॉइंट प्रॉफिट हम बाकी देलो कॉस्ट आसी गले नेक्स्ट जदि अपन ट्रेड न पे चाहिथिबे भल कथा न से दिन कॉस्ट बाहरी गले नेक्स्ट जदि सेलिंग ट्रेड अपन पसिचंदी सेलिंग ट्रेड पसचे केते नंबर इतले 11 नंबर 12 नंबर 13 नंबर कैंडल 13 नंबर कैंडल दे आपण बसुछंती ए कैंडल आ जदि पसुछंती जदि ये टारगेट देछि त न पसुछंती त कॉस्ट रहि गेला गोटे प्लस देला गोटे माइनस देला तो कॉस्ट मु 10 पॉइंट 15 पॉइंट प्रॉफिट हिसाब करले आपण कॉस्ट कर हबो एमती 2 दिन 3 दिन कॉन्स्टेंट मते
ମାର୍କେଟ ମୁଭ୍ ନ କରିବ ଦେଖନ୍ତୁ ଗୋଟେ ଗୋଟେ ମାର୍କେଟ ଏଇଠି ଦେଖିବେ ମାର୍କେଟ ତଳ ଉପରେ କୁଆଡେ ଗଲାନି ଯଦି କୁଆଡେ ନ ଯିବେ ଆଉ କଣ କରିବେ କୁଆଡେ ଗଲା? କିଛି ଦିନ ମାର୍କେଟ ମୁଭ୍ କରିବନି ଗୋଟେ ରେଞ୍ଜ ଭିତରେ ରହିଯିବ ତ ରହିଗଲେ ଆମକୁ ତ ଟ୍ରେଡ୍ ମିଳିବନି ନା କୁଆଡେ ଗଲା? ହଁ ବୋ ସେ ବେଳେ ବି ହବ ଗୋଟେ ଗୋଟେ ଦିନରେ ବୋ ସାଇଡ ମଧ୍ୟ ଆପଣଙ୍କ ଏସଏଲ ହିଟ୍ କରିଦବ ଏମିତି ହବ ବୋ ସାଇଡ ରେ ମଧ୍ୟ ଏସଏଲ ହିଟ୍ କରିଦବ ଏଇ ଦିନଟା ଦେଖନ୍ତୁ କଣ ଦେଖୁଛନ୍ତି ମାର୍କେଟ ପୁରା ସାଇଡ ୱେଜ ରହିଗଲା ହବ ଏମିତି ସବୁ ମାସରେ ଭାଇ ସବୁବେଳେ ଆସିବନି ସମାନ 3 ଦିନ 4 ଦିନ 5 ଦିନ କନଷ୍ଟାଣ୍ଟଲି ମଧ୍ୟ ଏସଏଲ ହିଟ୍ ହେଇପାରେ ପେସେନ୍ସ ରଖିବାକୁ ଗୋଟେ ଏମିତି ମାର୍କେଟ ମୁଭ୍ କରିବନି ତେଣୁ ସେ ଜାଗାରେ ଏକ୍ସପିରିଏନ୍ସ ଟ୍ରେଡର କଣ କରିବେ ମାର୍କେଟ ଯଦି ସାଇଡ ୱେଜ ରହିଛି ମୁଭ୍ କରୁନି ତାହେଲେ ଏଠି ନେବେନି ବସିଯିବେ ତେଣୁ ସେଥିପାଇଁ କଲେ ଏସବୁ ଜିନିଷ ପ୍ରାକ୍ଟିସ କରିବା ପାଇଁ ପଡିବ ଆଉ ଗୋଟେ ଗୋଟେ ଦିନ ବଡ ବଡ ପ୍ରଫିଟ ଦେଖନ୍ତୁ ଆ ପୂର୍ବ ଦିନ ଦେଖିଲେ ଏଠି ବଡ ବଡ ପ୍ରଫିଟ ଦେଲା ଏ ଜାଗାରେ କଣ ହେଲା ମାର୍କେଟ ସାଇଡ ୱେଜ ହେଇଗଲା ଯୋଉ ଦିନ ପାଇଲେ ବଡ ପ୍ରଫିଟ ସେଥିପାଇଁ ବଡ ପ୍ରଫିଟ ଟା କ୍ୟାପଚର କରିବା ପାଇଁ ଚେଷ୍ଟା କରିବେ ଏଠି ଦେଖନ୍ତୁ ଇଏ ପ୍ରଫିଟ ଦେଇଛି ଯୋଉଟା ଦେଲେ ବଡ ପ୍ରଫିଟ ପାଇଲେ ଏଠି ଏସଏଲ ହିଟ୍ ହେଲା ତାପରେ ବଜେଟ ଡେ ଅଛି ମାର୍କେଟ ମୁଭ୍ କରିବ ଫସିଛନ୍ତି କୋର୍ଟରେ ଏଠି ତ ଆପଣ ପାଇଗଲେ ତାପରେ ନେକ୍ସଟ ଏ ଜାଗାରେ ମଧ୍ୟ ବଡ ପ୍ରଫିଟ ରେ ପାଇଛନ୍ତି ଏଥିରେ ବଡ ପଏଣ୍ଟ ପ୍ରଫିଟ ପାଇଛନ୍ତି ସେଲିଂ ସାଇଡ ରେ ବଡ ପଏଣ୍ଟ ପ୍ରଫିଟ ପାଇଛନ୍ତି 4-5ଟା ଟ୍ରେଡ ସେଦିନ ମିଳିଛି 2ଟା ଟ୍ରେଡ ଫାର୍ଷ୍ଟ ଟ୍ରେଡ ଲସ୍ ରହିଲେ ସେକେଣ୍ଡ ଟ୍ରେଡ ପ୍ରଫିଟ ରହିଲେ ଥାର୍ଡ ଟ୍ରେଡ ପ୍ରଫିଟ ରେ ଫୋର୍ଥ ଟ୍ରେଡ ଏଗେନ ସେଲ ଏଣ୍ଟ୍ରି ଆପଣ ବସୁଛନ୍ତି ଏଠି ମଧ୍ୟ ବଡ ପ୍ରଫିଟ ପାଇଛନ୍ତି ତେଣୁ ଏସବୁ ଜିନିଷ ଯଦି ଆପଣ ସମ୍ପୂର୍ଣ୍ଣ ପ୍ରାକ୍ଟିସ କରିବେ ତାହେଲେ ଆପଣ କନଫିଡେନ୍ସ ଆସିବ ପ୍ରଫିଟେବଲ ହେଇପାରିବେ ବସିପାରିବେ ଛୋଟ ଛୋଟ ପ୍ରଫିଟ ହେଇପାରିବେ ବସିପାରିବେ କନଫିଡେନ୍ସ କେମିତି ଆସିବ ତେଣୁ ସେଥିପାଇଁ ଆପଣ କଣ କରିବେ ନା ଗୋଟେ ମାସ ଫୁଲ ପ୍ରାକ୍ଟିସ କରିବା ପାଇଁ ପଡିବ ପ୍ରାକ୍ଟିସ କଲେ ତ ଗୋଟେ ଷ୍ଟ୍ରାଟେଜି ଆପଣ ଜାଣିପାରିବେ ନା ଗୋଟେ ମାସ ସାରା ସବୁଦିନ ଦେଖୁଥିବେ ନୋଟ ଡାଉନ କରି ରଖୁଥିବେ ତାପରେ ଆପଣଙ୍କ କନଫିଡେନ୍ସ ଆସିବ ନାଇଁ ମୁଁ କଣ କରିବି କି ନ କରିବି ତ କେମିତି କନକ୍ଲୁଜନ ପାଇବେ 5 ଦିନ 6 ଦିନ ତ ପ୍ରାକ୍ଟିସ କରିଦେଲେ ସେମିତି କନକ୍ଲୁଜନ କିଛି ଆମେ ଜାଣିପାରିବାନି ନା ତେଣୁ ଆମକୁ କଣ କରିବା ପାଇଁ ପଡିବ କି ପ୍ରାକ୍ଟିସ କରିବା ପାଇଁ ପଡିବ ଗୋଟେ ମାସ କମ୍ପ୍ଲିଟଲି ପ୍ରାକ୍ଟିସ କରିବେ ଆଉ ଏଇ କିଛି କଣ ସ୍କିଲ୍ ଟା ଆମକୁ ଦିଆହେଇନି ତ ସାର୍ ଏଇଟା ନାଇଁ ଦିଆ ହେଇନି ଆପଣ ମାନଙ୍କୁ ଆଜି ହଁ। ମତେ ଦେଇଦେବେ ଆଇଡି ଦେଇଦେବେ ଇଏ କରିଦେବେ ଦେଖନ୍ତୁ ଏଠି ମୁଁ ଦେଖିଲେ କେତେଟା ଟ୍ରେଡିଂ ଭ୍ୟୁ ଲାଗିଛି ସେମିତି ଖୋଲିବି ମାନେ ଗୋଟାଏ ସିଷ୍ଟମରେ ଆପଣ ସବୁ ଖୋଲି ପାରିବେ ଦେଖନ୍ତୁ ଏଠି ଦେଖିଲା ବେଳେ ମୁଁ ଦେଖନ୍ତୁ କେତେଟା ବ୍ରାଉଜର ଖୋଲା ହେଇଛି ଦେଖୁଛନ୍ତି କେତେଟା ବ୍ରାଉଜର 2 2 4 3 7 ଆଉଟ ମଧ୍ୟ କରିପାରିବେ ତେଣୁ 7ଟା ବ୍ରାଉଜର ମୁଁ ସବୁଥିରେ ଟ୍ରେଡିଂ ଭ୍ୟୁ ଲାଗିଛି ଦେଖିଲେ ଏଇଟା ଗୋଟେ ବ୍ରାଉଜର ଏ ବ୍ରାଉଜର ଦେଖିଲେ ଦେଖନ୍ତୁ ଇଏ ଗୋଟେ ବ୍ରାଉଜର ଦେଖିବେ ଆଦେରେ ଲାଗିଛି ବ୍ରହ୍ମାସ୍ତ୍ର ଲାଗିଛି ତେଣୁ ଆପଣ ଗୋଟାକରେ ଟ୍ରେଡିଂ ଭ୍ୟୁ ର ଜିନିଷ ଯୋଉ ଦେଇଛନ୍ତି ଗୋଟାକରେ ଆପଣ ତ ଅଲରେଡି ବ୍ରହ୍ମାସ୍ତ୍ର ଲାଗିଛି ତା ସେ ଟ୍ରେଡିଂ ଭ୍ୟୁ ଦେଇଛନ୍ତି ତା ଦେହରେ କେମିତି ଲଗେଇବେ ଗୋଟାଏ କେବେ ଟ୍ରେଡିଂ ଭ୍ୟୁ ଆପଣ ଫ୍ରି ବର୍ସନ କେବଳ 2ଟା ଆଲାଉ କରିବ ଆପଣ ଲଗେଇବେ କେମିତି ଏଇଟା ଦେଖନ୍ତୁ ବ୍ରହ୍ମାସ୍ତ୍ର ଲାଗିଛି 2ଟା ଲାଗିଛି ଆ ଦେହରେ କାହିଁକିନା ଫ୍ରି ବର୍ସନ ଆପଣ 2ଟାରୁ ଅଧିକ ଲଗେଇ ପାରିବେନି ଦେଖନ୍ତୁ ଆ ଦେହରେ ଗୋଟେ ଲାଗିଛି ଇଏ ଗୋଟେ ଦେଖିଲେ ଏଠି ଆଉ ଗୋଟେ ଜିନିଷ ଲାଗିଲା ଆଉ ବି ଅଲଗା ବ୍ରାଉଜରରେ ସବୁ ଅଲଗା ଅଲଗା ମୁଁ ଲଗେଇଛି ଏଇ ଦେଖନ୍ତୁ ଆଉ ଗୋଟେ ବ୍ରାଉଜର ଟେ ଖୋଲୁଛି ଏଇ ସବୁଥିରେ କାରଣ ଏଇ ଟ୍ରେଡିଂ ଭ୍ୟୁ ପାଇଁ ହିଁ ମୁଁ ସବୁ ଅଲଗା ବ୍ରାଉଜର କରୁଛି ଆଟ ଟାଇମ ସବୁ ଓପନ ହେଇଥିବେ ସବୁ ଜିନିଷ ମୁଁ ଦେଖୁଛି ମୋର ଅଲଗା ସ୍କ୍ରିନ୍ ସବୁ ଅଛି ମୁଁ ସାର୍ ଅଲଗା ସେଗୁଡା ସବୁ ଆପଣ ଅଲଗା ଅଲଗା ମେଲ ଆଇଡିରେ ଲଗଇନ କରୁଛନ୍ତି ନା? ସବୁ ଅଲଗା ମେଲ ଆଇଡି ନା ହଁ ଆପଣ ସବୁ ଗୁଡାକ ସାର୍ ପେଡ୍ ବର୍ସନ? ପେଡ୍ ବର୍ସନ କାହିଁ ସବୁ ଫ୍ରି ବର୍ସନ ହଁ ଗୋଟାଏ କେବଳ ପେଡ୍ ବର୍ସନ ଯୋଉଟା କି ଆପଣ ସବସ୍କ୍ରିପସନ ପାଉଛନ୍ତି ସେଇଗୁଟାକ ହଁ ତ ଏଇଟା ଯୋଉଟା ଲାଗିଛି ଦେଖନ୍ତୁ ଏଇଟା ପେଡ୍ ବର୍ସନ ତା ଦେହରେ ଦେଖନ୍ତୁ କେତେ ଇଣ୍ଡିକେଟର ସବୁ ଲାଗିଛି ଆ ଦେହରେ ଏଗୁରା ସବୁ ମୋର ସବସ୍କ୍ରିପସନ ଦିଆହେଇଛି ଯୋଉଟା ଏଥିରେ ସମସ୍ତେ ଲାଗିଛନ୍ତି ଯେତେ ଷ୍ଟ୍ରାଟେଜି ସବୁ ଅଛି ଏଇଠି ଲାଗିଛନ୍ତି ସବୁ ଏ ସବୁ ଜିନିଷ ସବସ୍କ୍ରିପସନ ଦିଆଯାଇଛି ତେଣୁ ଏ ସବୁ ଜିନିଷ ଲାଗିକିରି ଅଛି ପେଡ୍ ବର୍ସନ ଅଛି ଏଇଟା ଏଇ ଯୋଉ ପେଡ୍ ବର୍ସନ ଏଇଟା ଲାଗିଛି ବର୍ଷକୁ 60,000 ଟଙ୍କା ବାବା। ପଇସା ଖର୍ଚ୍ଚ କଲେ ତ ଭାଇ ପଇସା ପାଇବେ ନା ପଇସା କେମିତି ଆସିବ କହୁନାହାନ୍ତି ଆପଣ ସାର୍ ଜାଣିଛନ୍ତି ସବୁ ପ୍ରକାର ଲଗେଇ ଦଉଛନ୍ତି ହେଇଯାଉଛି। ହଁ 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 ଆପଣ ଭାଇ ବିଜନେସ କରିଛନ୍ତି ବିଜନେସ ପଇସା ଲଗେଇଲେ ତ ପଇସା ପାଇଲେ ନା ହଁ ସେ ତ ଠିକ। ଆଉ ପଇସା ଖର୍ଚ୍ଚ କରିବେନି ଘରେ ବସିକି ରହିବେ ପଇସା କଣ ଆପଣ ପକେଟକୁ ଆସିବ କି ନାଇଁ ନା ନା ସାବୁ ଯେମିତି ଗୋଟେ ଗାଡିଟା
ଟିକେ ଚଲା ଶିଖିଲେ ଠିକ ଅଛି, ମାନେ ଇଚ୍ଛା ହବ କି ଗୋଟେ ଭଲ ଗାଡି ଆଣିକି ଚଲେଇବା ପାଇଁ। କାରଣ ସବୁ ଜିନିଷ ଗାଡି ଆପଣ ଚଲେଇବା ପୂର୍ବରୁ ପ୍ରଥମେ ଶିଖିଲେ ତାପରେ ଚଲେଇଲେ। ସବୁ ଜିନିଷ ପାଇଁ ଶିଖିବା ପାଇଁ ପଡିବ, କନଫିଡେନ୍ସ ଆସିଲା ପରେ ସବୁ ଜିନିଷ କରିବେ, ନ ଶିଖିଲେ କେମିତି ଜିନିଷ କରିବେ। ଓକେ, ତ ଏମିତି ଆପଣ କଣ କରିବେ ନା ମଲ୍ଟିପୁଲ ସବୁ ବ୍ରାଉଜର ଦେଖିବେ, ଅଲଗା ଅଲଗା ଲଗଇନ ହେଇଛି, ଇଏ ଦେଖିବେ ଇଏ ଏଇ ଯୋଉ ଅଲଗା। ଆମର ଗୋଟେ ଯୋଉ ମେଲ ଆଇଡି ଦେଇଛୁ ସେଟା ତ ଗୋଟେ ଲାଗିଛି, ଫେରେ ଏଟା ଲାଗିପାରିବ ନା ଆଉ? ଆପଣ ଆଉ ତାହେଲେ ସେ ମେଲ ସେ କଣ ମେଲ କଣ ଆଇଡି। ବୁଝିଲେ କହିଲେ? ଗୋଟାଏ ମେଲ ଆଇଡିରେ ଗୋଟାଏ ଆକାଉଣ୍ଟ ହବ, ତା ଦେହରେ କେବଳ ଦିଟା ଲାଗିପାରିବ। ହଁ ମୁଁ ସେଇଟା ଆପଣ କହିଲି, କଣ ବୁଝେଇଲେ, ଆପଣ କଣ ସେଇଟା ବୁଝେଇଲେ? ବୁଝିଲି ସାର୍ ବା, ଦୁଇଟା ଲାଗିଛି। फिर भी ଆପଣ ଡାଉଟ୍ ଅଛି ମୁଁ କହିଲି ଦେଖନ୍ତୁ, ଇଏ ଦେଖିଲେ ଆପଣ 7ଟା ଓପନ ହେଇକି ଅଛି, ଇଏ 7ଟା ମେଲ ଆଇଡିରେ ଓପନ ହେଇଛି, ଗୋଟାଏ ମେଲ ଆଇଡି ନାହିଁ। ଇଏ ଗୋଟେ ମେଲ ଆଇଡି, ଇଏ ଗୋଟେ ମେଲ ଆଇଡି, ଇଏ ସବୁ ଦେଖୁଛନ୍ତି ଏଠି 7ଟା ଅଲଗା ଅଲଗା ମେଲ ଆଇଡି, 7ଟା, ଇଏ ଓହୋ, ସମସ୍ତେ ଅଲଗା ଅଲଗା ମେଲ ଆଇଡି, ସମାନ ମେଲ ଆଇଡି ନୁହନ୍ତି। ଇଏ ସମସ୍ତେ ଓକେ ସାର୍, ଓକେ। 7ଟା ମେଲ ଆଇଡି ଲଗଇନ କରିଛି। ଏଇଟା 7ଟା, ମୋର ଟ୍ରେଡିଂ ଭିଉ ଆଇଡି 10ଟା ଅଛି, ଏଠି 7ଟା ଲାଗିଛି, ଅଲଗା ସିଷ୍ଟମରେ ଆଉ ଅଲଗା ଲାଗିଛି। ହୁଁ, ହୁଁ। ତେଣୁ ମୁଁ ପେଡ୍ କାହିଁ, ମୁଁ କେବଳ ଗୋଟାଏ ପେଡ୍ ଯଦି ସବସ୍କ୍ରିପସନ ଆପଣମାନଙ୍କୁ ଦିଆଯାଉଛି, ତେଣୁ ଗୋଟାଏ ପାଇଁ ଏଇଟାକୁ ମୁଁ ପେଡ୍ ଭର୍ସନ ରଖିଦେଇଛି, ତ ଆ ଦେହରେ ସବୁ ଜିନିଷ କରିବି, ଆଉ ସବୁ ଜିନିଷ ଫ୍ରିରେ କରୁଛି ସବୁ ଜିନିଷ। ତେଣୁ ସବୁ ସାର୍ ଠିକ ଦି ଗୋଟାକୁ ଚାରିଟା ମେଲ ଆଇଡି କରିବାକୁ ପଡିବ ବୋଧେ। ତ ଆପଣ ନ କଲେ କେମିତି କରିବେ କହୁନାହାନ୍ତି? ହଁ ହଁ, ଯଦି ଓକେ ଓକେ। କାରଣ ଆଟ ଟାଇମ୍ ଆପଣ ସବୁ ଜିନିଷ ଦେଖିବାକୁ ଅସୁବିଧା ହବ ନା। ଦେଖନ୍ତୁ ମୁଁ ଆ ଦେହରେ ଲଗେଇଛି, ଦେଖନ୍ତୁ ସବୁ ଜିନିଷ ଅଲଗା ଅଲଗା ଲାଗିଛି, ଅଲଗା ଅଲଗା ଲାଗିଛି। ଆଉ ଗୋଟେ କୁଆଡେ ଗଲା ଦେଖ, ଗୋଟେ କୁଆଡେ ଗଲା, ଆ ଦେହରେ ଲାଗେନି ନା, ଆରଟାରେ ଲଗଇନ ହେଇକି ଅଛି। ଇଏ ଇଣ୍ଡିକେଟର ଯୋଉଟା ଲାଗିଛି ଆପଣ ଦେଖନ୍ତୁ, ସୁପର ସନି। ସୁପର ସନି, ତ ଏଇଟା ଲାଗିଛି, ଏଇଟା ଲାଇଭ ଚାର୍ଟ ସହିତ ଏଇଟା ଲାଗିକି ରହିଲା। ଏ ଫଟୋଟାକୁ ସାର୍ ଇଏ କରିଦିଅନ୍ତୁ, ହିଡେନ୍ କରିଦିଅନ୍ତୁ। ଏଇଟା ହାଇଡ୍ କରିଥିଲି ଆଉ। ଏଇଟା ଛୋଟ ବଡ ସବୁ ଜିନିଷ କରିପାରିବେ, ଏଇ ଯୋଉ ବକ୍ସ ଟା ଲାଗିଛି ଏଇଟା ଛୋଟ ବଡ ସବୁ ଜିନିଷ କରିପାରିବେ, ଆପଣ ଅପସନ ଆସିବ, ଏତେ ଫୁଲ ସ୍କ୍ରିନ୍ କରିଦେଲେ ଦେଖିଲେ ଏଠି, ଦେଖିଲେ ସବୁ ଅଲଗା ଅଲଗା ମେଲ ଆଇଡି ଲାଗିଛି ନା। ଏଇ ସୁପରସୋନିକରେ ସାର୍ ସବୁ ଗୁଡାକ ବାଇ ଆସିବ ମାନେ ଆମେ ସେଇଟାକୁ ସେଇ ଷ୍ଟକଟା ବାଇ କରିପାରିବା। ନାଇଁ ନାଇଁ, ଆପଣ ଯୋଉଠି ସବୁ ଗୋଟେ ଷ୍ଟ୍ରାଟେଜିରେ ଆପଣ କରିବେ ନା, ସବୁ ବାୟ ଦେଖନ୍ତୁ ମାର୍କେଟ ଉପରକୁ ପଳେଇ ଯାଇଥିବ, ଉପରକୁ ମୁଳ ଦେଲା ତଳକୁ ଖସି ପଡିବ। ଆପଣ ହୁଁ, ପର୍ଟିକୁଲାର ଆଧରେ ଯେତେ ଷ୍ଟ୍ରାଟେଜି ପଢା ହେଇଛି ଷ୍ଟକ୍ ଗ୍ରୁପରେ, ଆମେ ଅଲରେଡି ଷ୍ଟ୍ରାଟେଜି ସବୁ ପଢି ତ ସାରିଛେ। ସବୁ ଗୁଡାକ ତାର ଅଛି, ହୁଁ, ଏଡିଏକ୍ସ ଅଛି, ତ ଆ ଦେହରେ ଏଡିଏସ୍ ଆରଏସଆଇ। ଆପଣ କରୁଛନ୍ତି, ଏଡିଏସ୍ ବେଶୀ କରିବେ, ଏଡିଏସ୍ ସହିତ ଆରଏସ୍ଆଇ ମିଶାଇଲେ କି ଆଉ ଅଲଗା କିଛି ମିଶାଇଲେ, ଆରେ ଆରଏସ୍ଆଇ ସହିତ ସୁପର ଟ୍ରେଣ୍ଡ ମିଶେଇକି କଲେ, କି ଆରଏସ୍ଆଇ ସହିତ ଇଏମଏ କ୍ରସ ଓଭର ମିଶେଇକି କଲେ, କି ବୋଲିଜାର ବ୍ୟାଣ୍ଡ ବେସିସରେ କଲେ, ତମେ ଯୋଉଟା କରିବ ଗୋଟେ ଏଇଠି ଦେଖନ୍ତୁ, ଯଦି ଆ ଉପରେ ଭରସା କରି କରିଦେବେ, ଏଠି ଇଏ ବି ବାଇ ସେଲ ସିଗ୍ନାଲ ଦଉଛି। ଦେଖନ୍ତୁ ଏଇଟା ଆ ସହିତ ଓପନ ହେଇକି ଅଛି, ଏଇଟା କ୍ଲୋଜ କରିଦଉଛି ଗୋଟେ ମିନିଟ। ଇଏ ଏଇଠି ସେଲ ଦେଇଛି, ଏଇ କ୍ୟାଣ୍ଡେଲ ଏଇଠି ଯେତେବେଳେ ଭି ଆପରେ ତଳକୁ ଆସିଲା, ଭି ଆପରେ ତଳକୁ ଆସି ସୁପର ଟ୍ରେଣ୍ଡ ଲାଗିଛି, ସୁପର ଟ୍ରେଣ୍ଡ ଲାଗିଛି, ଏଇଠି ସେଲ ଦେଲା। ଏଇ କ୍ୟାଣ୍ଡେଲ ଲୋ ରେ ଆପଣ ଯଦି ଏଣ୍ଟ୍ରି କରୁଛନ୍ତି, ଏଇଠି ମ୍ୟାଜିକ ଲାଇନ ରେ ଆସିଲା ପରେ ସେଠି ସେଲ ଦେଇଥିଲା, ଏଇ ଯଦି ଆପଣ ଏଣ୍ଟ୍ରି କରୁଛନ୍ତି ଲୋ ରେ ଏଣ୍ଟ୍ରି କରୁଛନ୍ତି, ଏଇଠି ଦେଖନ୍ତୁ ଜବରଦସ୍ତ ପ୍ରଫିଟ ପାଇଛନ୍ତି, ବହୁତ ବଡ ପଏଣ୍ଟ ଏଇଠି ଆପଣ ପ୍ରଫିଟ ପାଇଛନ୍ତି। 1000 ଏଣ୍ଟ୍ରି କଲେ କେତେ, 50,000 ଏଣ୍ଟ୍ରି କଲେ ତଳେ 50,000 ବ୍ରେକ୍ କଲେ, ଏଇଠି ତଳକୁ ଆସିଲେ
300 पॉइंट अपन पाइले प्राय एक्जाक्टली 300 पॉइंट पाखै मिनिमम 150 पॉइंट प्लस अपन प्रॉफिट पाइले ए विशेष कहबो एटी बाय सेल भी ठीक है आसुची नचे एटी बाय सेल आसु एटी सेल आसी एटी बाय देची एटी अपन पसले एटी କିନ୍ତୁ 50,948 ମାସ 50 ପଶିଲେ ये भी मुझे प्रॉफिट अपन देଛି 100 पॉइंट प्रॉफिट देଛି और देखिए जदि अपन चाहिए आर एस आई बेसिस देखुथिबे अपन जहाँ चाहिए अपन स्ट्रेटजी अछि से स्ट्रेटजी बसे तने आपको प्रैक्टिस करबा ପାଇଁ पड़िबो देखन बैंक निफ्टी तो अपन बाय करछंदी बैंक निफ्टी कंपोनेंट रेट्स ऐड हेके अछंदी जो कंपोनेंट अछंदी समस्या जो पॉजिटिव रहल बैंक निफ्टी ऊपर जीवो एटी देखो एचडीएफसी बैंक अछि आईसीआईसी बैंक कोटक बैंक एसबीआई एक्सिस इंडसइंड बैंक फेडरल बैंक बैंक ऑफ बड़ौदा पंजाब नेशनल बैंक सब बैंक कंपोनेंट लागि अछंदी देखले समस्त पॉजिटिव रे अछंदी ये सब ग्रीन रे देखे देला अपन को इठी सब देखले ए सब रेड अछन किछि दिन किछि रेड अछि ये सब ग्रीन देखे देले ये सब एठी देखिए ग्रीन देखे देले ए एलटीपी जो देखछंदी ग्रीन देखे देले एठी एपटे समस्त बाइले देखौछंदी आ समस्त बैंक रेट कंपनी पॉजिटिव अछन मार्केट में सब पॉजिटिव जीवो बिंदास बसिक अपन बाय करि पारिबे एठी देखे दे एठी करछंदी एठी भिया को ऊपर क्लोज कला ए जद अपन बाय करे पे ए जद बसलो बाय कले ए जद अपन पाइले एठी सब देखे ग्रीन आस्तबो ये देखिए किंबा भिया को क्लोज रे बेसी पछंद भिया क्लोज बेसी प्रॉफिट पाइले एठी भिया तळे क्लोजिंग करछि ए कैंडल तळे क्लोजिंग कला एठी यार लो एंट्री कले भिया बेसिस रे एठी मतलब प्रॉफिट पाइले एटा अपन स्टडी करिवे ये धर अपन निजा एनालिसिस करिवे एठी बाय सेल बेसिस करि पारि एनालिसिस करी सब दिन डाटा दिया है आधर अपन एनालिसिस बसी पारे न एठी देखिए ज्ञान लेवल जो लाइला ज्ञान लेवल एठी देखो एठी सपोर्ट नेला सपोर्ट ऊपर गला अगेन मल्टीपल सपोर्ट नेठी एने सपोर्ट नेला यार हाई रे अपन एंट्री करछन यार हाई एंट्री करछन एठी देखो प्रॉफिट देछि ऊपर जाई तळ ऊपर पुनी अगेन मत ऊपर जाई याला सपोर्ट लेवल दे अपन बसछन एठी एग्रेसिव ट्रेडर तो एठी सपोर्ट ने ऊपर गला में संग ए कैंडल बसे जाते ए कैंडल बसे प्रॉफिटेबल हो जिवे सब ट्रेडर वेट करते क्लोजिंग पे एग्रेसिव ट्रेडर से जगह बसे जानते तो एग्रेसिव ट्रेडर बड़ बड़ प्रॉफिट पाते बियर करि परिबे तने सेत पई बसी रहले तो ये सब दिन से आपण मान को दिया जाउछि केनते आपण प्रैक्टिस कर नहांदे प्रैक्टिस करले तो हबो पर मु ये सप्ताह क्लास बंद कर रखितली केवल आपण प्रैक्टिस करना तुम खाली पढ़ी पळेबी କିଛି ଲାଭ ହବନି ତେଣୁ ସେଥିପାଇଁ ଆପଣ ମାନ ପ୍ରାକ୍ଟିସ ପାଇଁ ହିଁ ମୁଁ କେବଳ କ୍ଲାସ ବନ୍ଦ କରି ରଖିଲି କେମିତି ଯଥା କଣ କୁହନ୍ତି କଣ ସବୁ ପ୍ରୋବ୍ଲେମ ମନେ ପଡୁନି ଆପଣ ତ ପ୍ରାକ୍ଟିସ ନ କରିବେ କେମିତି ସକ୍ସେସ୍ ପାଇବେ ଯିଏ ଭାଇ ପ୍ରାକ୍ଟିସ କରିବେ ସକ୍ସେସ୍ ହବ ବିନା ପ୍ରାକ୍ଟିସରେ କିଛି ଜିନିଷ ହବନି ଲାଇଫରେ ଏକ୍ସକ୍ୟୁଜ ଖୋଜିଲେ ଭାଇ ବହୁତ ପ୍ରକାର ଏକ୍ସକ୍ୟୁଜ ଆସିଯିବ ଯଦି ଅନିଲ ଅମ୍ବାନୀ କହିବ ତାର ସରି ମୁକେଶ ଅମ୍ବାନୀ ଅନିଲ ଅମ୍ବାନୀ ମୁକେଶ ଅମ୍ବାନୀ ଗୋଟେ ପ୍ରୋଜେକ୍ଟ ଅଛି 5 लाख करोड़ केते 5 लाख करोड़ ଅଛି ପ୍ରୋଜେକ୍ଟ ସେ ଯଦି ଏକ୍ସକ୍ୟୁଜ ଦେଖିବ ନାଇଁ ମୋ ପୁଅର ପେଟ ଖରାପ ଟିକେ ଅଛି ମୁଁ ଯାଇପାରିବିନି କି ମୋର ଆଉ ଟିକେ ଏଠି କାମ ଅଛି ଯିବିନି 5 लाख करोड़ ପ୍ରୋଜେକ୍ଟ ଟା ପାଇପାରିବ ଏ 5 ट्रिलियन ର ପ୍ରୋଜେକ୍ଟ ପାଇପାରିବ ସେ ଜାଗା ତାକୁ ଆସାଇନ୍ କରିବା ପାଇଁ ପଡିବ ଯଦି କିଛି ଏମର୍ଜେନ୍ସି କାମ ଅଛି ଆଉ କାହାକୁ ଆସାଇନ୍ କରି ତାକୁ ଏଇଟା ଧରିବ ଯଦି ଏଇଟା ଲାଇଫ ଟାଇମ ତ ଏକ୍ସକ୍ୟୁଜ ଖୋଜିଲା ପାଇଁ ବହୁତ ଏକ୍ସକ୍ୟୁଜ ଆସିଯିବ କିନ୍ତୁ ଯେତେବେଳେ ଆପଣ ଫୁଲି ଡିଟରମାଇଣ୍ଡ ହେଇଯିବେ ନା ମତେ ଏନି ହାଲତ କାମ କରିବା ପାଇଁ ପଡିବ ହଁ ଏକ୍ସେପସନାଲ କେସ୍ ଅଛି ସବୁ ଜିନିଷ ଆପଣ ଆଭଏଡ କରିପାରିବେନି ସବୁ ଜିନିଷ ଆପଣ ପୁଅ ବାହାଘର ଥିବ ପୁଅ ବାଟ ଛାଡିକି ଯିବେ ତ ହବନି ନା ଏଇଟା ଦେଖିବା ପାଇଁ ପଡିବ ଆକୁ ଡେଟାକୁ ଏକ୍ସଚେଞ୍ଜ ମାନେ ସିଫ୍ଟ କରିବା ପାଇଁ ପଡିବ ଚେଞ୍ଜ କରିବା ପାଇଁ ପଡିବ ଯଦି ପାର୍ଟି ନ ମାନୁଛି ତାକୁ କନଭିନ୍ସ କରିବାକୁ ପଡିବ ତୁ ମୋ ପୁଅ ବାହାରକୁ ଆ ତାକୁ ଡାକିବେ ଏ ଜାଗାରେ ତେଣୁ ଏ ଜାଗାରେ ଡେଟ୍ ଚେଞ୍ଜ କରିବେ କେସ ଆପଣ ଫୁଲି ମୁଖ୍ୟ ଜିନିଷ ହେଲା ଡିସିପ୍ଲିନ ହବା ପରେ ମେଣ୍ଟେନ କରିବା ପାଇଁ ପଡିବ ମେଣ୍ଟେନ କଲେ ତ ଆପଣ ପ୍ରଫିଟେବଲ ହେବେ ବିଜନେସ ଆପଣ ଟାଇମ ନଦେବେ ଆଜି सर्विस सेंटर କରିଛନ୍ତି ଆଜି 10ଟା କରିଛନ୍ତି କାଲି 12ଟା ବେଳକୁ ଖୋଲିବେ କାଲି 3ଟା ବେଳକୁ ଖୋଲିବେ ଦି ଦିନ ବନ୍ଦ କରିଦେବେ ଆପଣ सर्विस सेंटर ଲୋକ ଆସିବେ କେମିତି ସାର୍ ଆସିବେ କଥା ଯାଇକି ପୁରା ଦିଲ୍ଲୀ ପହଞ୍ଚିଯିବ ସାର୍ ହେଡ୍ ଅଫିସ
सर्विस सेंटर आपण कटिଯିବ हम लोक कटिଯିବ। रेटिंग देबे ना जे आपन ହୁଁ सर्विस सेंटर खोला नहीं बोले ହୁଁ କାରଣ ଆପଣଙ୍କୁ କମିଟେଡ୍ ହବା ପାଇଁ ପଡିବ ଯେକୌଣସି କାମ କରୁଛନ୍ତି ଫୁଲି କମିଟେଡ୍ ହିଁ କରିବା ପାଇଁ ପଡିବ ଯଦି କରିବେ ତାହେଲେ ସେଇ ଜାଗାରେ ସକ୍ସେସ୍ ଆସିବ କଣ ଆଉ କାହାର କିଛି କ୍ୱେଶ୍ଚନ ପଚାରନ୍ତୁ ନହେଲେ ଆଜିର କ୍ଲାସ୍ ଏଇଠୁ କ୍ଲୋଜ କରିବା କାଲିର କ୍ଲାସ୍ ଆଜ୍ଞା କାଲି ଅଛି କ୍ଲାସ୍ ଆଉ କାହାର କିଛି କ୍ୱେଶ୍ଚନ ସାର୍ ଆପରେ ନୂଆ ପାଠ ସାର୍ ଆଉ କିଛି ଆଗକୁ ଯିବା? ପାଠ ତ ନିଶ୍ଚୟ ଯିବା କିନ୍ତୁ ଏସବୁ ଜିନିଷ ହେଲା ମୁଁ ଆପଣ ଜିନିଷ ହେଲା କାହିଁକି କହୁଛି ଏପର୍ଯ୍ୟନ୍ତ ଆପଣ ଅଲଗା ଅଲଗା ମେଲ୍ ଆଇଡି ସବୁ ଦେବେ ମେଲ୍ ଆଇଡି ଦେଲେ ଆପଣଙ୍କୁ ସବସ୍କ୍ରିପସନ ଦେବି କୋଟା ସବସ୍କ୍ରିପସନ ଦେବି ଏଇଟା ସବସ୍କ୍ରିପସନ ଦେବି ଏଇଟା ଆପଣ ଗୋଟେ ମାସ ସବସ୍କ୍ରିପସନ ଆକୁ ପାଇବେ ପ୍ଲସ୍ ଏଇଟାରେ ଗୋଟେ ମାସରେ ଗୋଟେ ରହିଲା ଏଠି ସାର୍ ନୂଆ ଦିଆଯିବ ନା ଏଇଟା ସେଇଟା ଦିଆଯିବ? ଆଉ ଥରେ କୁହନ୍ତୁ କ୍ୱେଶ୍ଚନ ସାର୍ ଯୋଉ ଇମେଲ ଆଇଡି ଟା କହିଲେ ସେଇଟା ଯୋଉଟା मेल ଦେଇ आईडी कौन है ट्रेडिंग व्यू आईडी अलग मेल आईडी अलग इठी ହଁ आपण एठी माइले एटा देखुछन ट्रेडिंग व्यू आईडी एटा ହଁ नॉट मेल आईडी एटा हला ट्रेडिंग व्यू आईडी एटा आपण ओके टाइप कर दे फोटो उठे के देबेनी टाइप करके देबे ये ठीक टाइप कर देबे इठी आपण सब टाइप कला कैपिटल पी लिखि दोछन कैपिटल एम लिखछन नहीं रे भाई ये जेम्स जा लिखे सेटा टाइप कर देबे ऑलरेडी गोटा के आपण ब्रह्मास्त्र लागि सारिछि ब्रह्मास्त्र दुईटा लागि सारिछि ता धरे आपण लगे पारिबेनी अलगा ହଁ ट्रेडिंग व्यू आईडी ओपन करके देबे एटा हला आपण कोचा पे देबे एटा हला कौन एटा आर्यभट्ट स्ट्रैटेजी पे गोटे देबे आर्यभट्ट स्ट्रैटेजी गोटे लगेबे सुपर सोनी आर्यभट्ट स्ट्रैटेजी गोटे मासर सब्सक्रिप्शन आपण मिलिबो नेक्स्ट एटा ये सुपर सोनिक रो ये मध्य गोटे मासर सब्सक्रिप्शन मिलिबो तापर आपनको पेड पड़िबो एने गोटे मास आपनको ये मिलिबो ब्रह्मास्त्र आपनको समस्त गोटे वर्ष पे मिलिछि ब्रह्मास्त्र गोटे वर्ष पे मिलिछि ये स्कैनर टा आपनको लाइफ टाइम मिलिछि मतलब ब्रह्मास्त्र 7000 टंका गोटे वर्ष पे मिलिछि ये स्कैनर मिलला आपनको ये स्कैनर हला 10000 टंका एटा लाइफ टाइम आपन मिलिछि ये हला 17000 ये स्कैनर आपनको गोटे मास रे मिलिबो सब्सक्रिप्शन आ ये तो मिलिबो आपनको गोटे मास सब्सक्रिप्शन 2000 टंका 19000 टंका ये 20000 टंका ये स्कैनर आपन गला ଆଉ ଯୋଉ ଛୋଟ ଛୋଟ ଯୋଉ ସ୍କାନର ସବୁ ଦିଆଯାଉଛି ସେ ସ୍କାନର ମଧ୍ୟ ଆପଣଙ୍କୁ 1000 ଟଙ୍କା ସବୁ ସ୍କାନର ପ୍ରାଇସ୍ ରହେ 1000 ଟଙ୍କା ପ୍ଲସ୍ ମାର୍କେଟ କିଣିଲେ ଆପଣ 1000 2000 3000 5000 କାହା ମଧ୍ୟ କିଣିପାରିବେ ସେ ସବୁ ସ୍କାନର ସେ ସବୁ ଲାଇଫ ଟାଇମ ଆପଣଙ୍କୁ ମିଳିବ କାଲି ମଧ୍ୟ କାଲି କ୍ଲାସଟା ଆପଣଙ୍କର କମ୍ବାଇନ କ୍ଲାସ ହବ ଏ ଷ୍ଟକ୍ କ୍ଲାସ ଯୋଉମାନେ ଅଛନ୍ତି ଆପଣ ଡାଇମଣ୍ଡ ତେଣୁ କାଲି ସେ ଯାହାର ଅଲଗା ପଢା ହବ ଇଟିଏଫ ବିଷୟରେ ପଢା ହବ ଇଟିଏଫ ଏକ୍ସଚେଞ୍ଜ ଟ୍ରେଡିଂ ଫଣ୍ଡ ଇଟିଏଫ ପଢା ହବ ତାର ସ୍କାନର ମଧ୍ୟ ସେଠି ସେ କ୍ଲାସରେ ପ୍ରୋଭାଇଡ ଆପଣଙ୍କୁ କରାଯିବ ଇଟିଏଫ ର ସ୍କାନର କାଲି ଆପଣ କମ୍ବାଇନ କ୍ଲାସ ଡାଇମଣ୍ଡ ବ୍ୟାଚ୍ ରେ ଷ୍ଟକ୍ କ୍ଲାସ ବ୍ୟାଚ୍ ରେ ଆପଣ କମ୍ବାଇନ କ୍ଲାସ ଅଛି କାଲି ସେଠି ଇଟିଏଫ ପଢା ହବ ଆଉ କାଲି କ୍ଲାସ ଆକୁ ପଚାରିବେନି ଏମାନେ ସେମାନେ ଆକୁ ପଢି ନାହାନ୍ତି ଆପଣ ଏଟା ବ୍ୟାଙ୍କ ନିଫ୍ଟି ପାଇଁ ପଢୁଛନ୍ତି ତ ସେମାନଙ୍କ ସେଇଟା ଷ୍ଟକ୍ ରୁଲ ଆପଣ ବି ସେ କ୍ଲାସରେ ଏ ଜିନିଷ ପଚାରିଲେ ମୁଁ ଏ ଜିନିଷ ଆପଣ କହିପାରିବେନି କାହିଁ କହିବି କାହିଁକିନା ସିଏ ଏସବୁ ଜିନିଷ ପଢିନା ସେମାନେ କେବଳ ଷ୍ଟକ୍ ପାଇଁ ହିଁ ଜଏନ୍ କରିଛନ୍ତି ତେଣୁ କାଲି କ୍ଲାସ ସେ ଜିନିଷ କ୍ୱେଶ୍ଚନ ପଚାରିବେନି କାଲି କ୍ଲାସ ଇଟିଏଫ ପଢିବେ ଇଟିଏଫ ଉପରେ ପଚାରିବେ ଯାହା କ୍ୱେଶ୍ଚନ ଅଛି ଇଟିଏଫ ର ପଢିବେ ଇଟିଏଫ ଟା ନୂଆ ଜିନିଷ ମାନେ ପଢିନେ ଆମେ କାଲି ନୂଆ କରି ପଢିବା କ୍ଲାସରେ ତ ସେଇଟା ଇଟିଏଫ ର ପଚାରିବେ ହେଲା ଆଜିର ଜିନିଷ କାଲି ପଚାରିବେନି କି ଆପଣ ଡାଇମଣ୍ଡ ବ୍ୟାଚ୍ ର କ୍ଲାସ ଟା ସେଠି ପଚାରିବେ ଇଏ ସବୁ ସ୍କାନର ସେମାନଙ୍କୁ ମିଳିନି କାହିଁକିନା ସେମାନେ ଷ୍ଟକ୍ ବ୍ୟାଚ୍ ପାଇଁ ସେମାନଙ୍କ ଫିସ୍ ହେଲା ଷ୍ଟକ୍ ବ୍ୟାଚ୍ ର ଫିସ୍ ହେଲା 5000 ଟଙ୍କା ଷ୍ଟକ୍ ବ୍ୟାଚ୍ ର ଫିସ୍ ହେଲା 5000 ଟଙ୍କା डायमंड ब्याच रे फीस है 15,000 टंका जेहेतु 15,000 टंका डायमंड ब्याच है तेणु से 20,000 टंकार स्कानर एपर्यंत मिल सारी स्टॉक ब्याच 5,000 मीन्स तो एमान को केते ना अति कम रे 10,000 टंका पाखापाखि स्कानर मिल ऑलरेडी मिल सारी स्टॉक ब्याच अपन देखिए जो स्कानर मिली जो स्कानर मिली सब सब गला कौन 1000 प्लस स्कानर कॉस्ट ऑलरेडी मिल सारी आउ किसी आउरी दिया
कौन सी ट्रेनिंग क्लास रे भाई ये सब स्कैनर के दियंती स्कैनर सब जी दियंती ट्रेनिंग तो बहुत लोग स्कैनर प्रोवाइड करने खाली पढ़े ही पड़े जाती यही स्ट्राटेजी क्लास रे पढ़ाते नहीं भाई वैसे दिन से अलग दिन से बुझे दियन छाड़ दियन स्ट्राटेजी मो ट्रेनिंग अपन तो जति जा ट्रेनिंग नहीं मो लाइफ रे 25 सॉरी 25,000 बचे 25 प्लस वर्तमान ट्रेनिंग नहीं एबे भी दीटा ट्रेनिंग नउचे एबे भी दीटा ट्रेनिंग रे जन की अछि नउचे ए दउ नांती किछि आसले भाई पढ़ेले तांकर जहा कोर्स पढ़ेले सरिले काम दिनिस कहीं गपु नांती रिस्क माने मनी मैन एसेंस कहीं गपंतिनी ସେମାନେ ଜିନିଷ ହେଲା ସେମାନଙ୍କୁ ଓରିଏଣ୍ଟେଡ ହେଲେ କେମିତି କୋର୍ସ କଭରେଜ କରୁ ସାଧୁ ଚାଲିଯିବ ପିଲା ପାଠ ପଢି କୋର୍ସ କମ୍ପ୍ଲିଟ କିନ୍ତୁ ଲାଷ୍ଟ ଦେଖିଲା ନଥିଙ୍ଗ ये सब जिनसे मो स्ट्रैटेजी देखो स्कैनर देखो से कौन सी ट्रेनिंग क्लास रे भाई सो कई दिन से एमसी करंतिनी କିନ୍ତୁ ମୁଁ କହିଲେ କଣ ଆମ ପିଲା କୋଉ କରୁଛନ୍ତି କରୁନାହାନ୍ତି ଆଇ ଆପଣ ମାନେ ଦେଇଛି ଆପଣ ମାନେ କଣ କରୁଛନ୍ତି କରୁନାହାନ୍ତି ଏଇ ହେଲା କଥା କାଲି ଆପଣଙ୍କ କ୍ଲାସ ଅଛି ଜଏନ୍ କରିବେ ଏ ସେ ଜିନିଷ ଭାଇ ଯାହା ଜିନିଷ ଦେଲି ଆପଣଙ୍କୁ ଯେତେ ଜିନିଷ ଦେଇଛି ମାନେ ସେଥିପାଇଁ ମୁଁ ଆପଣଙ୍କ କ୍ଲାସଟା ଅଫ୍ କରି ରଖିଥିଲି ଏଥିପାଇଁ ଆପଣମାନେ ସମୟ ପାଇବେ ଯେହେତୁ ଆପଣ ଯେତେବେଳେ ପଛରେ ଜଏନ୍ କରିଛନ୍ତି ଷ୍ଟକ୍ ଗ୍ରୁପର ଭିଡିଓ ଗୁରା ସବୁ ଦେଖେଇଦେବେ ଆପଣ ଟାଇମ୍ ପାଇବେ ପ୍ଲସ୍ ତା ସହିତ ଏକ୍ସଟ୍ରା ଜିନିଷ ପ୍ରାକ୍ଟିସ୍ କରିବେ ପ୍ରାକ୍ଟିସ୍ କଲେ କଣ ପ୍ରତିଦିନ ପ୍ରାକ୍ଟିସ୍ କରିଥିଲେ ଆପଣ କିଛି କିଛି ଯାହା କ୍ୱେଶ୍ଚିନ୍ ଗୋଟେ ସପ୍ତାହ ପ୍ରାକ୍ଟିସ୍ କଲେ ତ ଆପଣ ମୋତେ କିଛି କ୍ୱେଶ୍ଚିନ୍ କରିବେ ନା ସାର୍ ଗୋଟେ ସପ୍ତାହ କଲେ ମୁଁ ଏଇଟା ପ୍ରାକ୍ଟିସ୍ କଲେ ଏଇ ଦିନ ଏଇ ଜିନିଷ ଆସିଲା ବୋଲି ପ୍ରାକ୍ଟିସ୍ କଲେ ତ ମୁଁ ପଚାରିବି ବିନା ପ୍ରାକ୍ଟିସ୍ କେମିତି ପଚାରିବି ତେଣୁ ସେଥିପାଇଁ ମୁଁ ଆପଣଙ୍କ କ୍ଲାସ୍ ସବୁ ବନ୍ଦ କରି ରଖିଥିଲି ନାଇଁ ପିଲାମାନେ ଆଟଲିଷ୍ଟ କିଛି ପ୍ରାକ୍ଟିସ୍ କରିବେ ବୋଲି କିନ୍ତୁ ଆପଣ ତ କରୁନାହାନ୍ତି ଆଉ ତେଣୁ କରୁନାହାନ୍ତି ନେକ୍ସଟ ଆଉ କିଛି ଜିନିଷ ପ୍ରାକ୍ଟିସ୍ କରିବେନି ସବୁ ଜିନିଷ ଏଇ ଫେବୃଆରୀ ଥିଲା ଫେବୃଆରୀ ଶେଷ ସୁଦ୍ଧା ମୁଁ ଆପଣଙ୍କ କ୍ଲାସକୁ ଏଣ୍ଡ କରିଦେବି ନନଷ୍ଟପ୍ ପଢେଇ ଦେଇକି ସାରିଦେବି କାରଣ ଯୋଉ ଯୋଉ ଜିନିଷ ଆମେ ଷ୍ଟକ୍ ଯାହା ଯାହା ଜିନିଷ ସବୁ ପଢି ସାରିଛେ ସେମ୍ ଜିନିଷ ଏ ସବୁ ଜିନିଷ ଆପ୍ଲାଏ କରିବା ଆଉ ରେଷ୍ଟ ନୂଆ ଜିନିଷ ଆପଣ ରହିଲା କଣ ଅପସନ ଚେନ୍ ରହିଲା ଆଉ ଅପସନ ଉପରେ ଆଉ କିଛି ଜିନିଷ ପଢିବା ଯୋଉଟା ଷ୍ଟକ୍ ସହିତ ଅପସନ ସେଲିଂ ଷ୍ଟ୍ରାଟେଜି ପଢେଇବି ଅପସନ ସେଲିଂ ଷ୍ଟ୍ରାଟେଜି 8 ରୁ 10ଟା ପାଖାପାଖି ଅପସନ ସେଲିଂ ଷ୍ଟ୍ରାଟେଜି ପଢେଇବି ଏସବୁ ଜିନିଷ ଆପଣ ପ୍ରାକ୍ଟିସ୍ କରିବା ଦରକାର ବିନା ପ୍ରାକ୍ଟିସରେ ଭାଇ ହବନି ଆଲଗୋ ବିଷୟରେ କିଛି ପଢିବେନି? ଆଜ୍ଞା ଆଲଗୋ ହଁ ଏଇଠି ଯେ ଯୋଉ ଷ୍ଟ୍ରାଟେଜି ହେଲା ଆମେ କ୍ୱାଣ୍ଟ ମାନେ କେମିତି ବ୍ୟାକ୍ ଟେଷ୍ଟ କରିବା କ୍ୱାଣ୍ଟ ମାନେ ଆମେ କେମିତି ବ୍ୟାକ୍ ଟେଷ୍ଟ କରିବା କେମିତି ଆମେ ଲଗାଉଛେ ତା ଦେହରେ ଯଦି କହିବା ବ୍ୟାକ୍ ଟେଷ୍ଟ କରିବା କିଛି ଜିନିଷ ଷ୍ଟ୍ରାଟେଜି ତା ଦେହରେ କ୍ରିଏଟ୍ କରିବା ବ୍ୟାକ୍ ଟେଷ୍ଟ କରିବା କ୍ୱାଣ୍ଟ ମାନେ କରିବା ଆଜ୍ଞା ଆଜ୍ଞା କ୍ୱାଣ୍ଟ ମାନେ ଯୋଉଟା ଅଲଗା କରନ୍ତି ଆଉ ଯୋଉ ଅଲଗା ରହିଲା ପାଇଥନ କୋଡିଂ ଅଲଗା ଆପଣ ପାଇଥନ କୋଡିଂ ଅଲଗା ତ ଆପଣ ପାଇଥନ ବିଷୟରେ ଜାଣିନାହାନ୍ତି ମୁଁ ମଧ୍ୟ ପାଇଥନ ଟା ଶିଖୁଛି ଏବେ ପାଇଥନ କୋଡିଂ ଟା ଟ୍ରେନିଂ ରେ ଆଡ୍ ହବ ଗୋଟେ ବର୍ଷ ପରେ ହଁ ମାନେ ହଁ ଯଦି ସାର୍ ଆପଣ ଏ ବର୍ଷ ପରେ ନିହାତି ସେଟା କରିବେ ମୋର ବି ଇଚ୍ଛା ଅଛି ମୁଁ ଗୋଟେ ପାଇଥନ ସାର୍ ହେଇଥିଲି ଏଇ ଯୋଉ ବିକ୍ରମ ସାରଙ୍କର ବିକ୍ରମ ହେଇଥିଲେ ଏନରୋଲ ହେଇଥିଲେ ହଁ ଏନରୋଲ ହେଇଥିଲି ସାର୍ ସେଟା କଲେଜ ଜିଏମ୍ ମାଧ୍ୟମରେ ସେ ସାର୍ ପଢଉଥିଲେ ଆଜ୍ଞା କିଛି ଜିନିଷ ସେଥିରେ କିଛି ଜାଣିଛି ଯେ କିନ୍ତୁ ଏତେ ପ୍ରପର ହଉନାହିଁ ଅସୁବିଧା ହଉଛି ମୋର ଷ୍ଟ୍ରାଟେଜି କ୍ରିଏଟ କରିବାଟା ଟିକେ ଅସୁବିଧା ଏ ହଉଛି ସେ ବିକ୍ରମ କଶିକର ନା ଆଉ କୋଉ ବିକ୍ରମ ହଁ ହଁ ବିକ୍ରମ କୌଶିକର ହଁ ତାର ପାଇଥନ କ୍ଲାସ ନା ଏକ୍ସେଲ ରେ ଜାଣିଥିଲେ ନା ପାଇଥନ ସାର୍ ହେଇଥିଲେ ସେ ଖାଲି ମାନେ କେମିତି କ୍ଲାଉଡ ରେ ଯାଇକି ଆମେ କରିପାରିବା ତାପରେ ଆପଣ ଆପଣଙ୍କର ଏକ୍ସେଲ ରେ ହଁ ଜାଣିବେ ଏକ୍ସେଲ ରେ ହେଇଥିବେ ନା ତାଙ୍କ ସିଏ ତ ଏକ୍ସେଲ ରେ କରୁଛନ୍ତି ହଁ ତାପରେ ତାର ଯୋଉ ଇଏକ୍ସି ଫାଇଲ ଯୋଉ ଆପଣଙ୍କର ପାଇଥନ କୋଡିଂ କରିକି ଇଏକ୍ସି ଫାଇଲ ଚଲେଇକି କେମିତି ଆଲଗୋ ରାନ୍ ହଉଛି ହଁ ସେଇଟା ହେଲେ ଏକ୍ସେଲ ରେ ସେଇଟା ହେଲେ ଏକ୍ସେଲ ରେ ଏକ୍ସେଲ ହଁ ତାପରେ ଆଉ ଜଣେ ସେ ଆପଣ ସାର୍ ସେଇ କ୍ଲାସରେ କି ଆଉ ଜଣେ ସାର୍ ପଢଉଥିଲେ କେମିତି ମାନେ ଗୋଟେ ଟେମ୍ପଲେଟ ଷ୍ଟ୍ରାଟେଜି ଦେଖଉଥିଲେ ଆମେ ଚାଟ ଜିପିଟି କୁ ଯାଇକି କେମିତି ସ୍କ୍ରିପ୍ଟ ତିଆରି ହବ ଇନର सर्कल ଜଏନ୍ କରିଥିଲେ ହଁ ଇନର ସର୍କିଲ ନୁହଁ ସାର୍ ଆମର କଲେଜ ଜିଏମ ରେ ସାର୍ ପଢୁଥିଲେ କଲେଜ ଜିଏମ ଓକେ ସେଇ ବିକ୍ରମ ସାର୍ ସେଠି ଯାଇକି ପଢଉଥିଲେ ଓକେ ସେ ମାନେ ଲୋକ ପୁରା ଡିସାଟିସଫାଇ ଏକଦମ ସେ ଗ୍ରୁପ ର ଡେଲି ଯାହା ତା ଲେଖୁଛନ୍ତି ସେ ଏତେ ଆଜ୍ଞା ମାନେ ଠିକ ଠାକ ଇଏ କରୁନାହାନ୍ତି ମାନେ ଆଜ୍ଞା ଗାଇଡ କେହି କରୁନାହାନ୍ତି ପଇସା ଖାଇଦେଲେ ସବୁ ସବୁଠୁ ଲୋକ ସାର୍ ଏମିତି କେହି ସାର୍ ଆପଣ ପର୍ସନାଲ କେୟାର ନେବେ ନା ଆସିଲେ ତାଙ୍କ ଜିନିଷ ପଢେଇଦେଲେ ଛାଡ଼ିଦେଲେ ଭଲ ଆଉ ଶିଖିଲେ ନାହିଁ ଏ ଜିନିଷ ନାହିଁ ଆପଣ ମୋ ଗ୍ରୁପ ତ ବର୍ତ୍ତମାନ ଦେଖନ୍ତୁ ଏବେ ଆପଣ ଜଏନ ହେଇ 4 ଜଣ ଅଛନ୍ତି ସେମାନଙ୍କ ଗ୍ରୁପ 100 150 200 ଲେଖା ଥିବେ
କିଏ କାହାକୁ ଏଣ୍ଟରଟେନ କରି କିଏ କାହା କ୍ୱେଶ୍ଚନ ପଚାରି ଇଏ କରି ଜଣେ ଦି ଜଣଙ୍କ କ୍ୱେଶ୍ଚନ ପଚାରି ଶୁଣିଦେଲୁ ତାପରେ ବନ୍ଦ କରିଦେଲୁ ଚାଲିଲା। ଓକେ ଦେନ୍ ୟାକୁ ଆପଣ ପ୍ରାକ୍ଟିସ କରନ୍ତୁ କାଲି ଆପଣ କମ୍ବାଇନ କ୍ଲାସ ଜଏନ୍ କରିବେ ଆଜ୍ଞା ନା। କିନ୍ତୁ ପ୍ରାକ୍ଟିସ କରନ୍ତୁ ଯୋଉ ଜିନିଷ ଆପଣ ଦେଲେ ପ୍ରାକ୍ଟିସ କରିବେ। ଟ୍ରେଡିଂ ଭ୍ୟୁ ଆଇଡି ଆପଣ ଆ ପାଇଁ ଗୋଟେ ଟ୍ରେଡିଂ ଭ୍ୟୁ ଆଇଡି ଦେବେ କାହା ପାଇଁ ସେଟା କେମିତି ଆଇଟା ଆଉଟ କରିବା? ଆପଣ ପାଖରେ ମୋ ପାଖରେ ଯିଏ ଥିବେ ତାକୁ ବସେଇକିରି କରେଇବେ କେଉଁଠି କରେଇବେ କାହିଁକିନା ଆପଣ ଏନି ଡେସ୍ କେତେବେଳେ ମୁଁ କରନ୍ତି ଆପଣ ନେଟ୍ ସ୍ଲୋ ରହୁଛି ଘଣ୍ଟାଟେ ଲାଗିଯିବ। ଇଏ 3ଟା 15 ପରେ ସେଟା କଣ୍ଟାକ୍ଟ କରିବି। ଘଣ୍ଟାଟେ ସାର ଲାଗିଯିବ ଘଣ୍ଟାଟେ ଏତେ ସମୟ ଆପଣ କାହିଁକିନା ସେଇଟା ସମସ୍ତେ ଫୋନ କରିବେ ଘଣ୍ଟାଟେ ଆପଣଙ୍କ ସମୟ ହେଲେ ମୁଁ କରିପାରିବିନି କାହିଁକିନା ଆପଣ ନେଟ୍ ଫାଷ୍ଟ ନାହିଁ ଆପଣ ଏନି ଡେସ୍ ଆକ୍ସେସ୍ କରିପାରିବେନି। ନା ଆପଣ ସାର୍ ଏଇଠି ମୁଁ ଏଇ ଘରେ ଆପଣ ରହିଲେ ଗୋଟେ ନେଟଟା ଗୋଟେ ଫାଷ୍ଟ ଅଛି। ଜିନିଷ ଯଦି ନ କରୁଛନ୍ତି ଏଇଆ ବି କରନ୍ତୁ। ଏଇଠି ଆପଣ ଦେଖିବେ ନ୍ୟୁ ବ୍ରାଉଜର ଏଠି ପ୍ଲସ୍ ସିମ୍ବଲ ଥିବ ପ୍ଲସ୍ ସିମ୍ବଲ ଏଠି ଦେଖନ୍ତୁ ପ୍ଲସ୍ ଅପସନ୍ ଉପରେ କ୍ଲିକ୍ କରିବେ ଏଠି କଣ୍ଟିନ୍ୟୁ ୱିଥ୍ ଆଡନ୍ ଆକାଉଣ୍ଟ ନହେଲେ ଆପଣ ପ୍ରେଜେଣ୍ଟଲି ଆପଣ କଣ କରିବେ ପ୍ରେଜେଣ୍ଟଲି ଆପଣ ଯୋଉ ମେଲ ଆଇଡି ଅଛି ଆଚ୍ଛା। କୋଉଟା ଗଲା ଏଇ ଯୋଉ ମେଲ ଆଇଡି ଅଛି ତାକୁ ଲଗ ଆଉଟ୍ କରିଦେଇକିରି ନହେଲେ ଏଇଠି ଆଉ ଏଇଠି କରିପାରେ ମେଲ ଆଇଡି ଟା ଖାଲି କ୍ରିଏଟ କରିଦିଅନ୍ତୁ ମୁଁ କନେକ୍ସନ ଦେଇଦେବି ତାପରେ ଦେଖିବେ ଏଇଠି ଜିନିଷ ହେଇଛି ଏଇଟା ଆଇଡି ଉପରେ କ୍ଲିକ୍ କଲେ ଏଇଠି ଦେଖନ୍ତୁ ଏଇଠି ଦେଖନ୍ତୁ ଏଇଠି ପି ଲେଖା ହେଇଛି ଦେଖୁଛନ୍ତି ନା ଏଠି ମୋ ନାଁ ପି ଅଛି ଏଇଠି କ୍ଲିକ୍ କରିବେ ଏଇଠି ତଳକୁ ପଳେଇବେ ଆଚ୍ଛା। ଆଡ ଆନାଦର ଆକାଉଣ୍ଟ ଆଡ ଆଚ୍ଛା। ଆନାଦର ଆକାଉଣ୍ଟ କ୍ଲିକ୍ କରିବେ ତା ଦଉନି କାହିଁକିନା ଅଲରେଡି ମୁଁ ଇଏ କରିଦେଇଛି ମୋତେ ଆଉ ଦଉନି ଆଗରେ 15ଟା ପାଖେ ଆକାଉଣ୍ଟ ଅଛି ମୋତେ ଦଉନି ଏଇଠି ଆକାଉଣ୍ଟ ଆଡ ଆକାଉଣ୍ଟ କଲେ ଏଠି ଆପଣ ନୂଆ ଆକାଉଣ୍ଟ କରିଦେଇ ପାରିବେ ନୂଆ ମେଲ ଆଇଡି କ୍ରିଏଟ କରିଦେବେ ଆଚ୍ଛା। ତାକୁ ପୁଣି ଏଗେନ୍ ଆପଣ ଟ୍ରେଡିଂ ଟାକୁ ଲଗ ଆଉଟ୍ କରିଦେବେ ଯୋଉ ଟ୍ରେଡିଂ ଭ୍ୟୁ ଆପଣ ଲାଗିକିରି ଅଛି ଆଚ୍ଛା। ସେଟା ଲଗ ଆଉଟ୍ କରିଦେବେ ଏ ଟ୍ରେଡିଂ ଭ୍ୟୁ ଏଇଠି କଣ କରିବେ ଏଇଠି ଉପରେ ଯିବେ ସାଇନ୍ ଆଉଟ୍ କରିଦେବେ ଆଚ୍ଛା। ସାଇନ୍ ଆଉଟ୍ କରିଦେଲେ ଆଉ ଆପଣ ଯୋଉଟା ଲଗଇନ୍ କରିଦେବେ ସେଠି ଲଗଇନ୍ କରିଦେବେ ଏସବୁ ଜିନିଷ ଭାଇ ନିଜେ ଶିଖିକି କରିବା ଯୋଉ ଆପଣଙ୍କୁ ଏସବୁ ଜିନିଷ ମତେ ଗାଇଡ କରିବାକୁ ଗଲେ ଆପଣ କହିବାକୁ ଗଲେ କାହିଁକିନା ହଁ କରିଦେଇଥାନ୍ତେ କେତେବେଳେ ଯଦି ଆପଣ ନେଟ୍ ଫାଷ୍ଟ ଥାନ୍ତା ହଁ 2-3 ମିନିଟ୍ 5 ମିନିଟ୍ ଲାଗିଲା ମୁଁ କରିଦିଅନ୍ତି କାହିଁକିନା ଯେହେତୁ ଆପଣ ମୋବାଇଲ ଇଏରେ ବ୍ରାଉଜରରେ ମୋବାଇଲ ୱାଇଫାଇ ଦେଇକି କରୁଛନ୍ତି ନେଟ୍ ସ୍ଲୋ ରହୁଛି ଏନି ଡେସ୍ ମୁଁ ଆକ୍ସେସ୍ କରିପାରିବି ମୁଁ ଘରେ କରିବି ମୋର ୱାଇଫାଇ ଅଛି ଘରେ କରିବି ଟିକେ କରିଦେବି। ତ ଜିନିଷ ହେଲା ଆପଣ ଜାଣିଥିଲେ ଫଟାଫଟ 2-3 ମିନିଟ୍ 5 ମିନିଟ୍ କେତେବେଳେ କରିଦେଇଥାନ୍ତେ ହଁ ହଁ। ଆପଣ ଟ୍ରାଏ କରନ୍ତୁ ଯୋଉ ଜାଗାରେ ହେଲ୍ପ ହବ ମତେ ହେଲ୍ପ ମାଗିବେ ମୁଁ କରିଦେବି ନହେଲେ ଆପଣ ସାର୍ ପାଖରେ ଯିଏ କମ୍ପ୍ୟୁଟର ଜାଣିଥିବେ ତାଙ୍କ ଥରେ ବସେଇକିରି କରିଦିଅନ୍ତୁ ଆପଣ ସେ କମ୍ପ୍ୟୁଟର ବିଷୟରେ ଶିଖିଯିବେ ଯଦି ଆପଣ ପାଖାପାଖି ଯଦି କମ୍ପ୍ୟୁଟର ଜାଣିଥିବେ ନଲେଜ ଥିବ ସେମାନେ ଆଚ୍ଛା। ବସି ଏସବୁ ଜିନିଷ କରିଦିଅନ୍ତୁ କିଛି ଜିନିଷ ଶିଖିଯାଆନ୍ତୁ କୁହନ୍ତି ରାଜେନ୍ଦ୍ର ସାର୍ ମୁଁ କହିଲି ଆପଣ କେତେବେଳେ ଟିକେ ଫାଙ୍କା ଥିବେ ମୋର ଟିକେ ଏଇ ଯୋଉ ସିଷ୍ଟମରେ ମାନେ ସେଟଅପ୍ ଯୋଉ ଅଛି ମୋର ଦିଟା ମନିଟର ଅଛି ସାର୍ ଦିଟା ଲାପଟପ୍ ଗୋଟେ ଆଜ୍ଞା ତିନିଟା ମନିଟର ଲାଗିବା ପାଇଁ ବି ବ୍ୟବସ୍ଥା ଅଛି ମୁଁ ଆଉ ଗୋଟେ ଆଣିନାହିଁ ମନିଟର ଆଜ୍ଞା ଆଜ୍ଞା ସେଇଟା ଟିକେ ଚାର୍ଟ ଗୁଡାକ ସାର୍ କଣ କେମିତି ଚାର୍ଟ ଗୁଡାକ ଲାଗିବ କେମିତି କଣ ହବ ସେଇଟା ଟିକେ ଗୋଟେ ଖାଲି ଟିକେ କେତେବେଳେ ସେଟଅପ୍ ଟିକେ କରିବା ଚାର୍ଟ ଲାଗିବନି ମାନେ କୋଉଥିରେ କୋଉ ଚାର୍ଟ ଦେଖିଲେ ଆମେ ମାର୍କେଟର ମୁଭମେଣ୍ଟ ଟାକୁ ଆମେ ଜାଣିପାରିବା ନେକ୍ସଟ କାଲି ତ କମ୍ବାଇନ କ୍ଲାସ ଅଛି ତା ପରଦିନ ଯୋଉ କ୍ଲାସ ରହିବ ସ୍କ୍ରିନ୍ ହୁଁ ସେୟାର କରିଦେବେ ସ୍କ୍ରିନ୍ ସରିଲା ବୁଝେଇଦେବେ ଆଜ୍ଞା କ୍ଲାସ ସରିଲା ପରେ ପଢେଇ ସାରିଲା ପରେ ଏଠି ଯେମିତି କ୍ଲାସ ସରିଲାଣି ଆମେ ଡିସକସନ କରୁଛେ କ୍ଲାସ ହୁଁ ସରିଲା ପରେ ଆପଣ ସ୍କ୍ରିନ୍ ସେୟାର କରିଦେବେ କଣ କ୍ୱେଶ୍ଚନ ପଚାରିବେ ସେଠି ବୁଝେଇଦେବେ ହୁଁ ହୁଁ ଠିକ ଅଛି ଆଜ୍ଞା ତମ ଯାହାର କମ୍ପ୍ୟୁଟର ବିଷୟରେ ନଲେଜ ନାହିଁ ଭାଇ ଆପଣ ପାଖାପାଖି ଯଦି କମ୍ପ୍ୟୁଟର ଯାହାର ନଲେଜ ଅଛି ତାଙ୍କ ସହିତ ବସି କିଛି ଜିନିଷ ସବୁ କରେଇ ଦିଅନ୍ତୁ ଶିଖେଇ ଦିଅନ୍ତୁ ମୁଁ ବି କମ୍ପ୍ୟୁଟର ଏକ୍ସପର୍ଟ ନୁହେଁ ଏତେ ନା ତ ତଥାପି ଦେଖ ସାର୍ ମାନେ ଯେତିକି ଜାଣିବା କଥା ଜାଣିଲେ ନହେଲେ ଆଜ୍ଞା ଜମା ନ ତ ଜାଣିଲେ ଅସୁବିଧା ନା ନା ଯୋଉମାନେ କିଛି ଜିନିଷ ଦରକାର ତାଙ୍କୁ ଟିକେ କହିଲେ ସେ ଆପଣ ବସିକିରି ଗାଇଡ କରେଇଦେବେ ସବୁ ଜିନିଷ ଅନଲାଇନ ହେଇପାରିବ ନା କରିପାରିବାନି କଲା ବେଳକୁ ଆପଣ ଅସୁବିଧା ହବ ତମ ପାଖରେ କାହାକୁ ବସେଇକିରି କାମ କରେଇଦେଲେ ଆପଣ ଇଜିଲି ସବୁ ଜିନିଷ ହେଇଯିବ ଓକେ ଦେନ୍
Good night all. Good night. Good night.